तिमिरान्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपः कदा मह्यं ददाति स्वपदान्तिकम्। वन्देऽहं श्रीगुरो श्रीयुतपदकमलं श्रीगुरुन् वैष्णवांश श्रीरूपं सग्रजातं सहगणरघुनाथान्वितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधा कृष्णपादान् सहगण ललिता श्रीविशाखान्वितांश्च। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्त स्वामिन्निति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर भक्तवृंद। हरे कृष्ण 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 हरे हरे, हरे राम 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 हरे हरे। त्वमादिदेवं करुणानिधानं तमालवन्नं श्वेतावतारम् अपार संसार समुद्र सेतु भजामहे भागवता स्वरूपम् भजामहे भागवता स्वरूपम् भजामहे भागवता स्वरूपम्। ॐ नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय। हरे कृष्ण। श्रील प्रभुपादଙ୍କ महत् कृपारू श्रील गुरुदेव श्रील समस्त साधु गुरु वैष्णवाचार्य कृपारू तांकरी चरण कमल आम निजक समर्पित करी प्रभु श्री श्री गौरनीताई श्री श्री कृष्ण बलराम श्री श्री राधा कृष्णचंद्र भगवान श्री श्री जगन्नाथ बलदेव सुभद्रा महाराणी पादपद्म तले समर्पित हो कृपा भिक्षा करी श्रीमद् भागवतम कथा कीर्तन करने निजको समर्पित करुछि। विशेषकर समस्त श्रद्धालु श्रोता मानक अंतर्राष्ट्रीय कृष्ण चेतना संघ जयपुर शाखा तरफ समस्त बहुत बहुत धन्यवाद। तो विशेष धन्यवाद दबा आमर विष्णुप्रिया माताजी जेहेतु सी श्रीमद् भागवतम को बहुत श्रृंखलित भाव एवं सुंदर भाव से आस्वादन करती समस्ते कर जो सदिच्छा जो आग्रह सी गोटे प्रसंग को श्रवण कला ता विषय सी बहुत चिंतन करती एवं से चाहते पुणी बारंबार शुणा कारण ये प्रसंग प्रभु कहते होता जिते ये फांपुणी होता फांपुणी होता कि 5 दिन होता 5 दिन जेहेतु होता बहुत तरतर आम आलोचना करते संपूर्ण ताको कंप्लीट हो नथिले से माताजी गोटे अफसोस रही ना ये प्रसंग आउ थे केवे करवा ठीक अच्छे भगवान प्रार्थना करूँ भगवान व्यवस्था करेंगे कारण सबकिछि तो तांको द्वारा ही हुए आमे तो किछि नुह
ତେବେ ଯାହା ବି ହଉ, କିନ୍ତୁ ଏଇ ଯେଉଁ ଜନ୍ମାଷ୍ଟମୀ ଉତ୍ସବ ଉପଲକ୍ଷେ ପ୍ରଭୁ ସୂଚନା ଦେଲେ ମୋତେ ପ୍ରତି ବର୍ଷ ଭାଗବତ କଥା ବି କରେଇଥାନ୍ତି। ତ ମୋତେ ବି ସୂଚନା ଦିଆଗଲା ଯେ 20 ତାରିଖରୁ ଆପଣଙ୍କର ଅଛି ଜୟପୁରରେ କଥା, ନଚେତ୍ ମୋର ଆଜି ମୁଁ ରିଟର୍ଣ୍ଣ କରି ଯାଇଥାନ୍ତି, ଆଜି ନାହିଁ ଗତକାଲି ରିଟର୍ଣ୍ଣ କରିଥାନ୍ତି ଭୁବନେଶ୍ୱର। ପ୍ରଭୁ ମୋତେ ସୂଚନା ଦେଲେ ନା 20ରୁ ତୁମର କଥା ଅଛି ଏଠି। ବୋଲେ ଠିକ୍ ଅଛି ତାହେଲେ ଯିବା। କିନ୍ତୁ ମୋତେ ପ୍ରଭୁ କହିନଥିଲେ କେଉଁ ବିଷୟରେ କଥା ହେବ, ଟପିକ୍ କିଛି କହିନଥିଲେ। ତେଣୁ ମୁଁ ମାନସିକ ସ୍ତରରେ ପ୍ରସ୍ତୁତ ହେଇଥିଲି ଦଶମ ସ୍କନ୍ଧର ପ୍ରଥମରୁ ଆସ୍ୱାଦନ କରାଇବା। ଆଜ୍ଞା ଆଉ ଥରେ କେତେବେଳେ, ଠିକ୍ ଅଛି। ତ ମୁଁ ମୋ ମାନସିକ ସ୍ତରରେ ପ୍ରସ୍ତୁତ ହେଇଯାଇଥିଲି ଦଶମ ସ୍କନ୍ଧରୁ ଆରମ୍ଭରୁ କଥା କୀର୍ତ୍ତନ କରି, କାରଣ ଭାଗବତ କଥା ତ ଅନଲିମିଟେଡ୍, ତାର ତ କୌଣସି ସୀମା ହିଁ ନାହିଁ। ଏଇଭଳି ତ ଆମେ 7 ଦିନରେ ଶୁଣୁଛନ୍ତି, ବର୍ଷ ବର୍ଷ ଚାଲିଲେ ମଧ୍ୟ ସରିବନି। ଶୁକଦେବ ଗୋସ୍ୱାମୀ ଯେଉଁ ଭାଗବତମ କଥା କୀର୍ତ୍ତନ କରିଥିଲେ, ପରୀକ୍ଷିତ ମହାରାଜ ଶ୍ରବଣ କରିଥିଲେ, କିଏ କହିବେ ସେଟା 7 ଦିନରେ କେମିତି ସରିଗଲା? ନା, ସିଏ 7 ଦିନରେ ସରିଗଲା, ସିଏ କେବଳ ଶ୍ଲୋକ ଉଚ୍ଚାରଣ କରିଥିଲେ, ସିଏ ଶ୍ଲୋକ ଶୁଣିଥିଲେ। ଆମେ ଯଦି ଖାଲି ଶ୍ଲୋକ ଉଚ୍ଚାରଣ କରିବା, କିଏ ବୁଝିପାରିବେ? ହାତ ଟେକିଲେ। ଆମର ସେ ଧୀ ନାହିଁ, ଆମର ସେ ଜ୍ଞାନ ନାହିଁ। ଆମେ ଯଦି ଖାଲି ଶ୍ଲୋକ ଉଚ୍ଚାରଣ କରିବା, ହୁଏତ କିଛି କିଛି ବୁଝିପାରିବା, କିନ୍ତୁ ସମ୍ପୂର୍ଣ୍ଣ ତାର ତତ୍ତ୍ୱ ବିଷୟରେ ପ୍ରବେଶ କରିପାରିବାନି, ତାକୁ ବୁଝିବା ଏତେ ଆମେ ସକ୍ଷମ ହେଇପାରିବାନି। ତେଣୁ ଆମେ ବୁଝିବା ପାଇଁ ଆମର ସବୁ ଆଚାର୍ଯ୍ୟମାନେ ତାକୁ ସବୁ ବ୍ୟାଖ୍ୟା କରିଛନ୍ତି। ତ ବକ୍ତାର ଏଇଟା ହେଉଛି ଯୋଗ୍ୟତା। ଯୋଗ୍ୟତା କ'ଣ? ବକ୍ତାର ଏଇଟା ହେଉଛି କର୍ତ୍ତବ୍ୟ। ଯେକୌଣସି ବକ୍ତା ଯିଏ ବି ହୁଅନ୍ତୁ ନା କାହିଁକି, ବକ୍ତାଙ୍କର ଏଇଟା ହେଉଛି କର୍ତ୍ତବ୍ୟ, ସେ ପୂର୍ବ ଆଚାର୍ଯ୍ୟମାନଙ୍କର କଥାକୁ ପରିବେଷଣ କରିବେ। କାରଣ ପୂର୍ବ ଆଚାର୍ଯ୍ୟମାନେ ଆମ ପାଇଁ ଯାହା ସବୁ ଦେଇସାରିଛନ୍ତି, ତାକୁ ଯଦି ଆମେ ଆସ୍ୱାଦନ କରିବା, ସିଏ ସରିବନି। ଆଉ ଏଇଟା ହେଉଛି ଆମର କର୍ତ୍ତବ୍ୟ। ଆମେ ଭକ୍ତିରେ ଯଦି ପ୍ରଗତି କରିବା ପାଇଁ ଚାହିଁବା, ତାହେଲେ ଆମର ତ ବୁଦ୍ଧି ନାହିଁ, ଆମର ତ କୌଣସି ଯୋଗ୍ୟତା ନାହିଁ, କିନ୍ତୁ ଆମର ଗୋଟେ ଆସେଟ୍ ହେଉଛନ୍ତି କ'ଣ? ନା ଆମର ପୂର୍ବ ଆଚାର୍ଯ୍ୟମାନେ। ସେମାନେ ଆମ ପାଇଁ ସବୁ ଦେଇସାରିଛନ୍ତି। ତେଣୁ ସେଇ ଜିନିଷ, ସେଥିପାଇଁ କୁହାଯାଏ ପ୍ରତି ଶ୍ଲୋକେ ପ୍ରତି ଅକ୍ଷରେ ନାନା ଅର୍ଥ କଏ। ପ୍ରତି ଶ୍ଲୋକର ପ୍ରତି ଅକ୍ଷରେ ନାନା ଅର୍ଥ ରହିଛି। ତେଣୁ ଭାଗବତମ ଏଇଭଳି ଯେଉଁ ମୁଁ କହୁଥିଲି, ଦଶମ ସ୍କନ୍ଧର ପ୍ରଥମରୁ ମୁଁ ଭାବୁଥିଲି ଆରମ୍ଭ କରିବା, ସିଏ କଣ୍ଟିନ୍ୟୁଅସଲି ଚାଲିବ। କାରଣ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରୁ ଯଦି ଆରମ୍ଭ ହେବ, କେତେ ଅଧ୍ୟାୟ? 90 ଅଧ୍ୟାୟ। କେତେ ବର୍ଷ ଲାଗିବ? ଆଚ୍ଛା, ହଁ, ଭାଗବତମ ସେଇଭଳି, ଭାଗବତମ ଆସ୍ୱାଦନୀୟ। ତ ମୁଁ ସେଇ ବିଚାରରେ ମନସ୍ଥ କରିଥିଲି ପ୍ରଥମ ଅଧ୍ୟାୟଠୁ ଆରମ୍ଭ କରିବା। ପ୍ରଥମ ଅଧ୍ୟାୟଠୁ ଯଦି ଆରମ୍ଭ ହେବ, ଗୋଟେ ଅଧ୍ୟାୟକୁ ଯଦି ଗୋଟେ ବର୍ଷ ଯାଏ, 90 ଅଧ୍ୟାୟ ଅଛି, କେତେ ବର୍ଷ ଲାଗିବ? ତ ବଞ୍ଚି ନଥିବା ଆମେ 90 ବର୍ଷ। କ'ଣ ଏବେଠୁ ଆଉ କ'ଣ 90 ବର୍ଷ ଆମେ ଯିବା ନା? କିନ୍ତୁ ଆସ୍ୱାଦନ ହେବ। ଭାଗବତମର ପ୍ରତି ଶ୍ଲୋକର ତ ଆସ୍ୱାଦନ ରହିଛି ନା। ତ ମୁଁ ମନସ୍ଥ କରିଥିଲି ଦଶମ ସ୍କନ୍ଧ ପ୍ରଥମରୁ ଆରମ୍ଭ କରିବା। ତ ପ୍ରଭୁ ମୋତେ କହିଲେ ନାଇଁ, ମୋତେ ଚାହୁଁଛନ୍ତି କ'ଣ କପିଳ ଦେବଭୂତି ସମ୍ବାଦ ଶୁଣିବା ପାଇଁ। ମୋର ମନେ ପଡ଼ିଲା, ଆରେ ମୋତେ କହିଥିଲେ, ମୋତେ ପୂର୍ବରୁ ଏଇଟା ମୋତେ କହିଥିଲେ, ଏଇଟା ବହୁତ ଥର ସିଏ ମୋତେ ରିମାଇଣ୍ଡ କରିଛନ୍ତି, ନା ଏଇଟା ଆପଣ କହିବେ, ଏଇଟା ଆଉଥରେ ଶୁଣିବା। ଠିକ୍ ଅଛି, ଭଗବାନ ପ୍ରାର୍ଥନା କରନ୍ତୁ। ସେଠୁ ମୁଁ କହିଲି ହଉ ଠିକ୍ ଅଛି, ତାହେଲେ ସେଇଟା ହିଁ ଆସ୍ୱାଦନ ହେବ। ଦଶମ ସ୍କନ୍ଧ ରହିଲେ ପୁଣି କେତେବେଳେ ହେବ, ଭଗବାନଙ୍କ ଇଚ୍ଛାରେ ପୁଣି କେତେବେଳେ ହେବ। ତେବେ ଏଇ ଯେଉଁ ଆମେ ଶ୍ରବଣ କରିବା ପାଇଁ ଯାଉଛନ୍ତି, ଭଗବାନ କପିଳ ଦେବଭୂତିଙ୍କର ମଧ୍ୟରେ ହେଇଥିବା ଯେଉଁ ବାର୍ତ୍ତାଳାପ ଦେଖନ୍ତୁ, ଆପଣ ତ ଦେଖୁଛନ୍ତି ଉପରେ ମରା ହେଇଛି। ବକ୍ତା ଜଣେ, ଶ୍ରୋତା କେତେ ଜଣ? ସେ ଯେଉଁ ପ୍ରବଚନ ଚାଲିଛି, ଶ୍ରୋତା କେତେ ଜଣ ଅଛନ୍ତି? ଆମେ ଶ୍ରୋତା ଏଇଟା କେତେ ଜଣ ଅଛନ୍ତି? ଆଚ୍ଛା, ଜଣେ ବକ୍ତା ଜଣେ ଶ୍ରୋତା ଭିତରେ କେବେ କିଛି ପ୍ରବଚନ ହୁଏ? ଏଇଟା ଦୁଃଖ ସୁଖ ହୁଏ। 2 ଜଣ ଯଦି ବସିବେ, ଏଇଟା କ'ଣ ପ୍ରବଚନ ହେବ ନା? ଏଇଟା ଦୁଃଖ ସୁଖ ହେବ। ତାହେଲେ ଭଗବାନ କପିଳଦେବ ମା ଦେବଭୂତି ଯେଉଁ ବସିଛନ୍ତି, ଯେଉଁ ତାଙ୍କର ଯାହା ଆଲୋଚନା ହେଇଛି, ଯାହା ଆମେ ଶ୍ରବଣ କରିବା ପାଇଁ ଯାଉଛନ୍ତି, ସେଇଟା କ'ଣ ଦୁଃଖ ସୁଖ, ସାଂସାରିକ କଥା? ନା, ସେଟା ହେଉଛି ଦିବ୍ୟ ଜ୍ଞାନ। କାରଣ ଆମର ଶିଖିବାର ଆବଶ୍ୟକତା ରହିଛି। ମୁଁ ସବୁ ସମୟରେ କହେ, ଆମେ କେହି ବି ପରଫେକ୍ଟ ନୁହଁ। ଆମର ଶିଖିବାର ଆବଶ୍ୟକତା ରହିଛି। କେଉଁ ଯାଏଁ ଆମେ ଶିଖିବା ପାଇଁ ଅଛି? ଶେଷ ନିଶ୍ୱାସ ଛାଡ଼ିବା ଯାଏଁ। ଶେଷ ନିଶ୍ୱାସ ଛାଡ଼ିବା ପର୍ଯ୍ୟନ୍ତ ଆମର ଶିଖିବାର ଆବଶ୍ୟକତା ରହିଛି। କାହିଁକି ନା ଆମେ କେହି ପରଫେକ୍ଟ ନୁହଁ। ପରଫେକ୍ଟ ହେଇପାରିବା କି ନାହିଁ ସେଟା ମଧ୍ୟ ଆମେ କହିପାରିବା ନା। ସେଟା ସାଧୁଗୁରୁଙ୍କ କୃପାରେ କ'ଣ ହେବ ସେଟା ସିଏ ହିଁ ଜାଣନ୍ତି। ତେଣୁ ଆମକୁ ଶିଖିବାର ଆବଶ୍ୟକତା ରହିଛି। ଆଚ୍ଛା, କ'ଣ ଶିଖିବା? କେତେ ଜିନିଷ ତ ଶିଖିବାର ଆବଶ୍ୟକତା ରହିଛି।
ବହୁ ଜିନିଷ ଶିକ୍ଷା ଆମେ ଲାଭ କରିବାର ଆବଶ୍ୟକତା ରହିଛି ନା। ଗୋଟେ ଛୋଟ ଛୁଆକୁ ଦେଖୁନାହାନ୍ତି, ଛୋଟ ଛୁଆକୁ ଯଦି ଆମେ ଜଙ୍ଗଲରେ ଛାଡ଼ିଦେବା, ତାକୁ କିଛି ଶିକ୍ଷା ଦେବାନି, ସେ ଗୋଟେ ପଶୁ ଭଳିଆ ହେଇଯିବ। ଛୋଟ ଛୋଟ ତା ସହିତ ଭାବର ଆଦାନ ପ୍ରଦାନ କିଛି କରିବେନି, କିଛି କଥାବାର୍ତ୍ତା କରିବେନି। ଦେଖନ୍ତୁ, ସେ ଗୋଟେ ମାନେ ଜଙ୍ଗଲ ପଶୁ ଯେମିତି ସେ ସେମିତି ହେଇଯିବ। ଗୋଟେ ଛୋଟ ଛୁଆକୁ କେତେ କଥା ଆମେ ଶିଖଉଛେ ନା ନାଇଁ? କେତେ କଥା ଆମେ ଏତେ କଥା ଜାଣିଛେ, କହୁଛେ, ବୁଝିପାରୁଛେ, ତାମାନେ ଆମକୁ ଶିକ୍ଷା ଦିଆ ହେଇଛି ନା, ଆମେ ସେ ଶିକ୍ଷାଟା ପାଇଛେ ନା। ତେଣୁ ଏତେ ଶିକ୍ଷା ପାଇଛେ ବୋଲି ଆମେ ଗୋଟେ କ'ଣ ନିଜକୁ ଗୋଟେ ମଣିଷ ବୋଲି ବିଚାର କରୁଛେ, ଆମର କିଛି ଗୋଟେ ବିଚାର ଶକ୍ତି ଅଛି, କ'ଣ ଗୋଟେ କରୁଛେ। ତ ପ୍ରକୃତ ଶିକ୍ଷାଟା କ'ଣ? ପ୍ରକୃତ ଶିକ୍ଷା ହେଉଛି ଜୀବନକୁ କେମିତି ସଠିକ ଭାବେ ଗଢ଼ିବା, ଜୀବନର ପ୍ରକୃତ ଉଦ୍ଦେଶ୍ୟ ବିଷୟରେ କ'ଣ ବୁଝିପାରିବା ଏବଂ ସେଇ ଉଦ୍ଦେଶ୍ୟକୁ ବୁଝିପାରି ତାକୁ ସଫଳ କରିବା ପାଇଁ, ଜୀବନକୁ ସଠିକ ଭାବେ ଗଢ଼ିବା ପାଇଁ ପ୍ରୟାସ କରିବା। ଏଇଟା ହେଉଛି ପ୍ରକୃତ ଶିକ୍ଷା। ଏଇ ଶିକ୍ଷାଟା ଦେବ କିଏ? କେବଳ ଶାସ୍ତ୍ରରେ ଅଛି, ଶାସ୍ତ୍ର ଦେବ। ହଁ, ଠିକ ଅଛି, ଶାସ୍ତ୍ରରେ ରହିଛନ୍ତି, କିନ୍ତୁ ଶାସ୍ତ୍ରମାନଙ୍କରେ ସେ ଶିକ୍ଷାକୁ ଦେଇଛନ୍ତି କିଏ? ବିଭିନ୍ନ ସାଧୁ ସନ୍ଥ ମୁନି ଋଷିମାନଙ୍କର ତ ପ୍ରବଚନ ରହିଛି ନା, କିନ୍ତୁ ସମସ୍ତଙ୍କ ପ୍ରବଚନ ଠାରୁ ସବୁଠୁ ଶ୍ରେଷ୍ଠ ପ୍ରବଚନ କାହାର? ଶ୍ରେଷ୍ଠ ପ୍ରବଚନ ହେଉଛି ଭଗବାନଙ୍କର। କାରଣ ଭଗବାନଙ୍କ ଶିକ୍ଷା ହିଁ ସର୍ବୋପରି। ଯେଉଁ ସାଧୁ ସନ୍ଥ ମୁନି ଋଷିମାନେ ଯାହା କିଛି ଶିକ୍ଷା ଦେଇଛନ୍ତି, ସେମାନେ ସେ ଶିକ୍ଷାଟା ଦେଇଛନ୍ତି କେମିତି? କୋଉଠୁ ଆଣିକି ଦେଇଛନ୍ତି? ଭଗବାନଙ୍କ ଶିକ୍ଷା। ଆଜି ଯିଏ ବି ଯୁଆଡ଼େ ବି ପ୍ରବଚନ ଦେଉଛି, ଯାହା ବି କହୁଛି, କାହା କଥା କହିବ କହୁନାହାନ୍ତି? ସେଇ ଗୀତା କଥା କହିବ, ଭାଗବତମ କଥା କହିବ। ଗୀତା ଭାଗବତମର ଯୋଉ ବାଣୀ, ଏଟା କାହାର? ସେଟା କ'ଣ ତା ବ୍ୟକ୍ତିଗତ କି? ଆମେ ଏଠି ଆଲୋଚନା କরি, ଏଟା କ'ଣ ଆମର ବ୍ୟକ୍ତିଗତ କି? এটা ଆମର ବ୍ୟକ୍ତିଗତ ମାନେ କ'ଣ, ସେଟା ସମ୍ପତ୍ତି ନୁହଁ। ତ ଏଇ ହେଉଛି ଭଗବାନଙ୍କର। ତେଣୁ ଭଗବାନ ସେଟା ଦେଇଛନ୍ତି। ତାମାନେ ଶ୍ରେଷ୍ଠ ଜ୍ଞାନ ପ୍ରଦାତା ହେଉଛନ୍ତି କିଏ? ଶ୍ରେଷ୍ଠ ଶିକ୍ଷାଦାତା ହେଉଛନ୍ତି କିଏ? ଭଗବାନ। ଭଗବାନ ଯେଉଁ ଶିକ୍ଷା ଦେବେ ସେଇଟା ହେଉଛି ସମସ୍ତଙ୍କ ପାଇଁ କ'ଣ ନିହାତି ଶ୍ରବଣୀୟ, ନିହାତି କରଣୀୟ, ଆଉ ଜୀବନକୁ ବାସ୍ତବିକ ଶୃଙ୍ଖଳିତ ସେଇଥିରେ କରାଯାଇପାରେ। ତେବେ ଆମେ ଯେଉଁ ଆସ୍ୱାଦନ କରିବା ପାଇଁ ଯାଉଛନ୍ତି, ଭଗବାନ କପିଳଦେବ ମା ଦେବହୂତିଙ୍କୁ ଏ ଶିକ୍ଷା ଦେଇଛନ୍ତି। ଯେଉଁ ଶିକ୍ଷା ଦେଇଛନ୍ତି ବହୁତ ସୁନ୍ଦର ଶିକ୍ଷା। ଏ ବାସ୍ତବରେ ଜୀବନକୁ ବିଲକୁଲ କ'ଣ କୁହାଯିବ, ଆମେ ବୁଝିପାରିବା ଆମ ସ୍ଥିତି କ'ଣ, ଆମେ କେମିତି ଅବସ୍ଥାରେ ଅଛେ। ମଣିଷ ଚାହୁଁଛି ସୁଖରେ ରହିବା ପାଇଁ, ଏଟା ଠିକ, କିନ୍ତୁ ଆମେ ସୁଖ ରହିବା ପାଇଁ ଚାହିଁକି ମଧ୍ୟ ଆମେ ସୁଖ ପାଉନେ କାହିଁକି? ସେ ବିଷୟରେ ଶୁଣିବି। ଏ ଯେଉଁ ପ୍ରବଚନ ଇଏ ହେଉଛି ସାର ବସ୍ତୁ। ବିଶେଷ କରି ସୁଖ ପାଇବା ପାଇଁ ସମସ୍ତେ ଚାହୁଁଛନ୍ତି ତ, ନା ଦୁଃଖ ପାଇବା ପାଇଁ କିଏ ଚାହୁଁଛି ଜଗତରେ? କେହି ତ ଚାହୁଁନାହାନ୍ତି। କିନ୍ତୁ ଚାହିଁଲେ ମଧ୍ୟ ହଉନି, ଆମକୁ ସୁଖ ମିଳୁନି, ଦୁଃଖ ହିଁ ମିଳୁଛି। କିଏ କହ, ଭଗବାନ ତ କହିଛନ୍ତି ଗୀତାରେ ଜଗତଟା ହେଉଛି ଦୁଃଖାଳୟ। ତ ସେ ଜଗତଟା ଯେଉଁ ଦୁଃଖାଳୟ, କେମିତି ଦୁଃଖାଳୟ, କାହିଁକି ଦୁଃଖାଳୟ, ଆମେ କାହିଁକି ଦୁଃଖ ପାଉଛେ, ସେ ବିଷୟରେ ଭଗବାନ ବୁଝେଇବେ ମାଙ୍କୁ। କାରଣ ମାଙ୍କର ଜିଜ୍ଞାସା ରହିଛି ସେ ବିଷୟରେ। ବହୁତ ସୁନ୍ଦର ସୁନ୍ଦର ଜିଜ୍ଞାସା ମା କରିଛନ୍ତି, ଯାହାଫଳରେ ଭଗବାନ ତାଙ୍କୁ ବୁଝେଇବେ। ତେବେ ଆଗେ ବୁଝିବା, ଏ ଜିନିଷ ବୁଝିବା ପାଇଁ ହେଲେ ଆମକୁ ତାର ପ୍ରାକ୍ ପ୍ରସ୍ତୁତି, ପ୍ରାକ୍ କଥନ କିଛି ଜାଣିବା ଉଚିତ। ପ୍ରାକ୍ କଥନ ମାନେ ଭଗବାନ କପିଳଦେବ କୋଉଠୁ ଆସିଲେ? ଯେ ନୃସିଂହଦେବ, ଭଗବାନ ନୃସିଂହଦେବଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି ନା ନାଇଁ? ଭଗବାନ ନୃସିଂହଦେବ କୋଉଠୁ ଆସିଲେ? ସ୍ତମ୍ଭ ଭିତରୁ ପ୍ରକଟ ହେଲେ। କାହିଁକି ପ୍ରକଟ ହେଲେ? ପ୍ରହ୍ଲାଦଙ୍କୁ ସୁରକ୍ଷା ଦେବା ପାଇଁ, ହିରଣ୍ୟକଶ୍ୟପକୁ ବିନାଶ କରିବା ପାଇଁ, ତ ସମସ୍ତେ ଜାଣିଛନ୍ତି। ବରାହଦେବ କାହିଁକି ପ୍ରକଟ ହେଲେ? ଧରଣୀ ମାତାକୁ ଉତ୍ତୋଳନ କରିବା ପାଇଁ ଏବଂ ହିରଣ୍ୟାକ୍ଷକୁ ବଧ କରିବା ପାଇଁ, ତ ଆମେ ସବୁ ଜାଣିଛନ୍ତି। କପିଳଦେବ କାହିଁକି ପ୍ରକଟ ହେଲେ? କେଉଁଠୁ ପ୍ରକଟ ହେଲେ? ତାଙ୍କ ପିତାମାତା କିଏ? ସିଏ କେଉଁଠୁ ଆସିଲେ? କେମିତି ଆସିଲେ? ସେଟା ଜାଣିବା ଦରକାର। ଜାଣିଛୁ ନା? ତ ଭଗବାନ କପିଳଦେବ କେମିତି ଆସିଲେ ସେ ବିଷୟରେ ଆମେ ଜାଣିବା ଉଚିତ। କାରଣ ଭଗବାନ ବାରମ୍ବାର ଜଗତକୁ ଆସନ୍ତି, ଜୀବମାନଙ୍କୁ ସଠିକ ଜ୍ଞାନ ଦିଅନ୍ତି। ତେବେ କପିଳଦେବ ଭଗବାନ କେମିତି ଆସିଲେ ଏଇଟା ଜାଣିବା ପାଇଁ ହେଲେ ଆମକୁ ପୁରା ସୃଷ୍ଟି ଆରମ୍ଭକୁ ଯିବା ପାଇଁ ପଡ଼ିବ। ଗୀତାରେ ଭଗବାନ କହିଛନ୍ତି ଭୂତ୍ୱା ଭୂତ୍ୱା ପ୍ରଲୀୟତେ। ଏହାର ଅର୍ଥ କ'ଣ? ସୃଷ୍ଟି ହେଉଛି, ସୃଷ୍ଟିରେ ବହୁତ ବସ୍ତୁ ସୃଷ୍ଟି ହେଇଯାଉଛନ୍ତି। ଭଗବାନ ଯେତେବେଳେ ଇକ୍ଷଣ କରୁଛନ୍ତି, ମହତତ୍ଵକୁ ଇକ୍ଷଣ କରୁଛନ୍ତି, ପ୍ରକୃତିକୁ ଇକ୍ଷଣ କରୁଛନ୍ତି, ସେଇଠୁ ସୃଷ୍ଟି ହେଉଛି ସବୁ ଇନଗ୍ରେଡିଏଣ୍ଟସ୍। ତାକୁ ନେଇକି ବ୍ରହ୍ମାଜୀ ସୃଷ୍ଟି କରୁଛନ୍ତି, ସୃଷ୍ଟିର ବିସ୍ତାର ହେଉଛି। ଧୀରେ ଧୀରେ ସବୁ କେତେ ଜୀବଜନ୍ତୁ କ'ଣ କ'ଣ ସବୁ ସୃଷ୍ଟି ହେଉଛନ୍ତି। ତ ସୃଷ୍ଟି ପୁରା ପରିପୂର୍ଣ୍ଣ ହେଇଯାଉଛି। କିନ୍ତୁ ସମୟ ଆସିବ ସେ ସୃଷ୍ଟିର
ଏକ କ'ଣ ନିର୍ଦ୍ଦିଷ୍ଟ ସମୟ ଅଛି ଯେଉଁ ସମୟରେ ସେ ସୃଷ୍ଟିଟା ବିଲୟ ପ୍ରାପ୍ତ ହେବ, ନଷ୍ଟ ହେବ, ପ୍ରଲୀୟତେ ପ୍ରଳୟ ହେଇଯିବ। ଭୂତ ହୂତ ପ୍ରଲୀୟତେ, ବାରମ୍ବାର ଏଭଳି ସୃଷ୍ଟି ହେଉଛି ପ୍ରଳୟ ହେଉଛି, ସୃଷ୍ଟି ହେଉଛି ପ୍ରଳୟ ହେଉଛି। ଏଇଟା ହେଉଛି ଏ ଜଗତର ଧର୍ମ। ସେମିତି ଆମ ପାଇଁ ଏ ଧର୍ମଟା ବି ଲାଗୁ ହେଇଛି। ଆମେ ମଧ୍ୟ ସୃଷ୍ଟି ହେଉଛେ ପ୍ରଳୟ ହେଉଛେ, ସୃଷ୍ଟି ହେଉଛେ ପ୍ରଳୟ ହେଉଛେ, ନୁହଁ? କେମିତି ସୃଷ୍ଟି ହେଉଛେ ପ୍ରଳୟ ହେଉଛେ ସେଟା ଭଗବାନ ବୁଝେଇବେ। ଅର୍ଥାତ୍ ଆମେ ଜନ୍ମ ହେଉଛେ ପୁଣି ମୃତ୍ୟୁବରଣ କରୁଛେ, ପୁଣି ଜନ୍ମ ହେଉଛେ ପୁଣି ମୃତ୍ୟୁବରଣ କରୁଛେ। ଯେମିତି ଆମର ଏଇ ଯେଉଁ ଜନ୍ମ ମୃତ୍ୟୁ ଚାଲିଛି ଏଟା ହେଲା ସୃଷ୍ଟି ପ୍ରଳୟ, ଠିକ୍ ସେଭଳି ଏ ସମଗ୍ର ସୃଷ୍ଟିର ମଧ୍ୟ ସେଭଳି ସୃଷ୍ଟି ପ୍ରଳୟ ଚାଲିଛି। କିନ୍ତୁ ସେଟା ଦୀର୍ଘ ସମୟ ସାପେକ୍ଷ। ଆମର ଜନ୍ମ ମୃତ୍ୟୁ ଭିତରେ କ'ଣ ଆମେ କାଲକୁଲେଟ୍ କରିଦେଉଛେ 50 ବର୍ଷ, 60 ବର୍ଷ, 100 ବର୍ଷ କାଲକୁଲେସନ୍ ରହିଛି। କିନ୍ତୁ ସୃଷ୍ଟି ଯେଉଁ ଅଛି, ସୃଷ୍ଟି କେବେ ପ୍ରଳୟ ହେବ କ'ଣ ସେଟା ତାର ବି ସୀମା ରହିଛି। କିନ୍ତୁ ସେଟା ବହୁତ ଦୀର୍ଘ ସମୟ, ଯାହାକୁ ଆମେ ଆମ ବୁଦ୍ଧିରେ ମାପିବା ସହଜ ନୁହଁ। କିନ୍ତୁ ନିୟମଟା ହେଉଛି କ'ଣ ନା ସୃଷ୍ଟି ଅଛି ମାନେ ବିନାଶ ବି ଅଛି। ଆଚ୍ଛା, ବିନାଶ ହେଲା ପରେ ପୁଣି ସୃଷ୍ଟି ହେଉଛି। ଯେତେବେଳେ ସୃଷ୍ଟି ହେଉଛି, ଏ ଯେଉଁ ସୃଷ୍ଟି ବିନାଶ ଏତେ ଚାଲିଛି, ତ ସୃଷ୍ଟି ଯେତେବେଳେ ହୁଏ କେମିତି ସୃଷ୍ଟି ହୁଏ? ସୃଷ୍ଟି ହେଲେ ପ୍ରଥମ ପୃଥିବୀରେ ସୃଷ୍ଟିର ବ୍ରହ୍ମାଣ୍ଡର ପ୍ରଥମ ସୃଷ୍ଟ ଜୀବ କିଏ? ପ୍ରଥମ ସୃଷ୍ଟ ଜୀବ କିଏ? ପ୍ରଥମ ସୃଷ୍ଟ ଜୀବ ହେଉଛନ୍ତି ବ୍ରହ୍ମାଜୀ। ବ୍ରହ୍ମାଜୀ ପ୍ରଥମେ ସୃଷ୍ଟ ହୁଅନ୍ତି। ବ୍ରହ୍ମାଜୀ ପଦ୍ମ ଫୁଲ ଉପରେ ସେ ହେଉଛି ତାଙ୍କର ଆସ୍ଥାନ। ଭାଗବତରେ ଯାହା ବର୍ଣ୍ଣନା ଅଛନ୍ତି, କିଏ କହ ଆପଣ କେମିତି ଜାଣିଲେ, ଆମେ କ'ଣ ଦେଖିଛନ୍ତି ନା କ'ଣ? ନା ଆମେ ତ ଦେଖିନାହିଁ ବ୍ରହ୍ମା କେମିତି ସୃଷ୍ଟି ହେଇଛନ୍ତି କ'ଣ ଆମେ ଦେଖିଛେ କି? ଦେଖିବା ପାଇଁ ତ ଭାଗବତମ ରହିଛନ୍ତି, ଭାଗବତମରୁ ହିଁ ଆମେ ଦେଖୁଛେ। ବ୍ୟାସଦେବ ଆମକୁ ଦେଖେଇ ଦେଇଛନ୍ତି ସୃଷ୍ଟି ଏମିତି ହୁଏ, ଏମିତି ହେଇଛି। ବ୍ରହ୍ମାଜୀ କେମିତି ଭଗବାନଙ୍କୁ ସ୍ତୁତି କରିଛନ୍ତି। ବ୍ରହ୍ମାଜୀ ଯେତେବେଳେ ସୃଷ୍ଟି ହେଲେ ବ୍ରହ୍ମାଜୀ ଦେଖିଲା କୌଣସି ଜୀବ ନାହାନ୍ତି, କେହି ନାହାନ୍ତି। ବ୍ରହ୍ମା ଦେଖିଲା କେହି ନାହାନ୍ତି, ମୁଁ ଏକୁଟିଆ। ଆପଣ ଚିନ୍ତା କରୁନାହାନ୍ତି, ଆପଣଙ୍କୁ ଯଦି ସେମିତି ଗୋଟେ ଜାଗାରେ ଛଡ଼ା ହେବ, ଆପଣ ସୃଷ୍ଟିରେ ଯଦି ଆପଣ ପ୍ରଥମେ ସୃଷ୍ଟି ହେବେ, କିଛି ନଥିବ, କେହି ନଥିବେ, କ'ଣ ଲାଗିବ କହିଲେ? କ'ଣ ଲାଗିବ? ସେ ସ୍ଥିତିଟା କେବଳ ପ୍ରାକ୍ଟିକାଲି ଆପଣ ନିଜେ ଭିତରକୁ ନେଇକି ବିଚାର କରନ୍ତୁ। ଯଦି ଆପଣ ସୃଷ୍ଟି ହେବେ କେହି ନଥିବେ, ଜଗତରେ କିଛି ନଥିବ, ଗଛ ପତ୍ର ପାଣି ପବନ କିଛି ନଥିବ। ପାଣି ପବନ ଥିବ, 5ଟା ଇନଗ୍ରେଡିଏଣ୍ଟସ, ଭୂମି ଜଳ ଅଗ୍ନି ବାୟୁ ଆକାଶ, ଏ 5ଟା ହିଁ ଥିବ। ଭୂମି ଥିବ, ଜଳ ଥିବ, ଅଗ୍ନି ଥିବ, ବାୟୁ ଥିବ, ଆକାଶ ଥିବ, ଆଉ କିଛି ନଥିବ। ଗଛ ପତ୍ର ଖାଦ୍ୟ ପଦାର୍ଥ ଗାଡ଼ି ଘୋଡ଼ା କିଛି, ମଣିଷ ପଶୁ ପକ୍ଷୀ କିଛି ନଥିବେ, ଆପଣ ଏକୁଟିଆ ଥିବେ। କ'ଣ ଲାଗିବ କହିଲେ? କ'ଣ ଲାଗିବ ସାଗର? ଭଲ ଲାଗିବ ନା? କ'ଣ ଲାଗିବ? ପାଗଳା ହେଇଯିବେନି? ଏକୁଟିଆ ଆପଣ ଚିନ୍ତା କରୁନାହାନ୍ତି। ସୃଷ୍ଟି କଥା ଛାଡ଼ି ଦିଅନ୍ତୁ, ବର୍ତ୍ତମାନ ଯଦି ଏମିତି ପରିସ୍ଥିତି ହେବ, ଏମିତି ତ କେବେ ହବନି, ଖାଲି ଗୋଟେ ଇମାଜିନ୍ କରିବା ପାଇଁ ମୁଁ କହୁଛି। ଯଦି ଜୟପୁର ସମସ୍ତେ ମରିଯିବେ, ଆପଣ ଏକୁଟିଆ ରହିବେ, କ'ଣ ହବ କହିଲେ? ଜୟପୁର ସବୁ କିଛି ଆଉ ରହିବନି। ଜୟପୁର କଥା ଛାଡ଼ି ଦିଅ, ଓଡ଼ିଶାର ସମସ୍ତେ ମରିଯାଇଥିବେ, ସମସ୍ତେ ମରିଥିବେ, ଆପଣ ଏକୁଟିଆ ଥିବେ। ଯେକୌଣସି ଜଣେ ବ୍ୟକ୍ତି ସେ ଏକୁଟିଆ ଥିବ, ତାକୁ କ'ଣ ଲାଗିବ? ପ୍ରଥମେ ସେ ଭାବିବ ଭଲ ହେଲା, ମୋ ପାଇଁ ସବୁ ରହିଲା, ମୁଁ ସବୁ ଭୋଗିଦେବି। ପ୍ରଥମେ ସେ ଭାବନାଟା ଆସିବ, କିନ୍ତୁ ତାପରେ ତା ଭାବନାଟା କ'ଣ ହେବ? ପାଗଳା ହେଇଯିବ, ଖାଲି କାନ୍ଦିବ, ନାଇଁ? ତାପରେ କ'ଣ ସେ କାହିଁକି ରହିପାରିବ ନା? ରହିପାରିବନି, ସେ ପାଗଳା ହେଇଯିବ। ବ୍ରହ୍ମାଜୀଙ୍କର ଅବସ୍ଥା ଦେଖନ୍ତୁ କ'ଣ ହେଲା। ବ୍ରହ୍ମାଜୀ ଯେତେବେଳେ ସୃଷ୍ଟି ହେଲେ, ସୃଷ୍ଟି ହେବା ଦେଖିଲେ କେହି ନାହାନ୍ତି, କୌଣସି ଜୀବଜନ୍ତୁ କିଛି ନାହିଁ। ତ ବ୍ରହ୍ମାଜୀ ଚିନ୍ତାରେ ପଡ଼ିଲେ, କ'ଣ ମୁଁ କାହିଁକି ମୁଁ ସୃଷ୍ଟି ହେଲି, ମୋର କ'ଣ ସୃଷ୍ଟିକର୍ତ୍ତା କିଏ, ମୁଁ କେମିତି ସୃଷ୍ଟି ହେଲି, କ'ଣ ମୋର ଉଦ୍ଦେଶ୍ୟ କ'ଣ, ସେ କିଛି ବୁଝିପାରିଲେନି। ନିଜ ବିଷୟରେ ସେ ଅନୁସନ୍ଧାନ କରିବା ପାଇଁ ବିଚାର କରୁଛନ୍ତି। ସେ ସମୟରେ 2ଟା ଶବ୍ଦ ଶୁଣିଲେ। କ'ଣ ଶୁଣିଲେ? ତପ। ତ ତପ ଶବ୍ଦ ଶୁଣିଲେ, ସେ ସମୟ ସେ ତପସ୍ୟା କଲେ। ତପ ଶବ୍ଦ ଶୁଣି ସେ କହିଲେ ଆଚ୍ଛା ତମେ ତପସ୍ୟା କରିବେ। ତପସ୍ୟା କଲେ। ଏ ସୃଷ୍ଟି ଦେଖନ୍ତୁ, ସୃଷ୍ଟି ଆରମ୍ଭ ହେଇଛି କେଉଁଠୁ? ତପସ୍ୟାରୁ। ବ୍ରହ୍ମାଜୀ ପ୍ରଥମେ ତପସ୍ୟା କଲେ, ଦୀର୍ଘ ବର୍ଷ ତପସ୍ୟା କଲେ। ତପସ୍ୟା କଲା ପରେ ସେ ଦେଖିଲେ ଭଗବାନଙ୍କ ଦର୍ଶନ ପାଇଲେ। ଏବଂ ଭଗବାନଙ୍କ ଦର୍ଶନ ପାଇଲା ପରେ ଭଗବାନଙ୍କୁ ସେ ପ୍ରାର୍ଥନା କଲେ, ଭଗବାନଙ୍କୁ ସେ ସ୍ତୁତି କଲେ। ଆଉ ଭଗବାନ ପାଖରେ ସେ ଜିଜ୍ଞାସା କଲେ, ପ୍ରଭୁ ମୁଁ ଏକୁଟିଆ ଅଛି, ସୃଷ୍ଟିରେ କେହି ନାହାନ୍ତି, ମୋତେ ଏକୁଟିଆ ଆପଣ ସୃଷ୍ଟି କରିଛନ୍ତି, କ'ଣ ମୋର ଉଦ୍ଦେଶ୍ୟ କ'ଣ? ସୃଷ୍ଟି ଅନ୍ୟମାନେ ସବୁ କୁଆଡ଼େ ଗଲେ, କେହି ତ ନାହାନ୍ତି, କ'ଣ ମୋର ଉଦ୍ଦେଶ୍ୟ କ'ଣ, ମୁଁ କାହିଁକି ସୃଷ୍ଟି ହେଇଛି? ତ ସେଇ ସମୟରେ ଭଗବାନ ତାଙ୍କୁ କହିଲେ ହେ ବ୍ରହ୍ମା, ତୁମେ ହେଲା ପ୍ରଥମ ସୃଷ୍ଟ ଜୀବ, ତୁମକୁ ଗୋଟେ ଦାୟିତ୍ୱ ଦିଆଯାଉଛି। କ'ଣ ତୁମ ଦାୟିତ୍ୱ? ନାଇଁ, ଜଗତକୁ ତୁମେ ସୃଷ୍ଟି କର, ଜଗତକୁ ସୃଷ୍ଟି କର। କହିଲେ ପ୍ରଭୁ ମୁଁ କେମିତି ସୃଷ୍ଟି କରିବି, କ'ଣ ସୃଷ୍ଟି କରିବି? ଆପଣ ଯଦି କିଛି
गोटे नुआ आदेश दिज्व जो जिनस कौन ज्ञान नथिबो आपण सेटा कन्फ्यूज पड़े समस्त कन्फ्यूज पड़े मोटा केमी करी ना नाई। तो ब्रह्मा कहला ना तुम्हें सृष्टि करने तुमको प्रथम सृष्टि कराला। ब्रह्मा कहले प्रभु मु कौन सृष्टि करी ना तुम्हें सब जीव मान सृष्टि कर जेते जीव सृष्टि जेते जीव पार सब सृष्टि कर। ब्रह्मा कहले मु केमिति सृष्टि करी क्या सृष्टि करी कौन सृष्टि करी केउठु सृष्टि करी। तो ब्रह्मा को हाँ भगवान आश्वासन देले। कौन आश्वासन देले किए भागवतम पढ़छंदी एटा किए बुझ पारछंदी। ब्रह्मा जी को भगवान कौन आश्वासन दे कहले ब्रह्मा जी को भगवान दुईटा आश्वासन देले। देखो आम शुणा कपिलदेव केमी आसिले ये जिन शुणा कहते तो भागवत अलग जगह सब रही कि कपिलदेव को पर्यटन आम आसवा दरकार बुझा उचित जाना उचित सी केमी आसिले। तो ब्रह्मा जी को भगवान दुईटी कथा कहले देख तुम्हें जो सृष्टि केमी सृष्टि कर सब जीव मान सृष्टि कर जीव मानकर कर्मफल हिसाब से तुम्हें सब सृष्टि कर कौ जीव क्यों जन्म हम कौन हम तुम्हें से हिसाब से सृष्टि कर से ब्रह्मा जी को कहुए सृष्टिकर्ता। तो ब्रह्मा जी कहले मुझे केमी सृष्टि करी। तो भगवान कहले देख तुम्हें जो सृष्टि कर कर्मफल हिसाब से प्रति जीव को किए केउठी केउं शरीर केमी केउं समय केमी पाइबे। तो तुम्हें जो सृष्टि कर केमिति ना पूर्व सर्गरे पूर्व कल्परे जेमिति सृष्टि करिथिल सेमिति सृष्टि करियो। एटा आम द्वारा संभव होबो। आमको कहब पूर्व जन्म रे तुम्हें जो पाठ पढ़िल से पाठ अनुसार बर्तमान ये ड्यूटीटा कर। जदि कहब क्या कौन सागर पूर्व जन्म जहाँ पाठ पढ़िलु गत जन्म रे से अनुसार बर्तमान ड्यूटी कर ना हाँ कर पूर्व गत जन्म जो पाठ पढ़िलु कौन पढ़िलु कहलु आ कहीं करू ड्यूटी आम जदि कहब पूर्व जन्म जो पाठ पढ़िल पूर्व जन्म जो ज्ञान अच्छी से ज्ञान को लेकिन तुम्हें सृष्टि कर ब्रह्मा को कहला से भली। तो आम जदि कहब से पूर्व जन्म जहाँ पाठ पढ़िलु से अनुसार बर्तमान तू चाकरी कर तो जाकि कम्प्लेन कौन क्लेम करवा ना जा सरकार पाखे दाबी करें ना कि पूर्व जन्म MSc MPhil करी मत से अनुसार चाकरीटा दियो सरकार कौन कहे खुशी हे तो भारी ना कि आम पक्षे संभव नुह। ब्रह्मा को भगवान कहले पूर्व जन्म पूर्व सृष्टि पूर्व कल्प जमी सृष्टि करमिति सृष्टि कर। ब्रह्मा कहले प्रभु मोर तो से ज्ञान नहीं। ब्रह्मा जी कहते मोर से ज्ञान नहीं तेणु से ज्ञान भी भगवान देले ब्रह्मा को से ज्ञान देले देला परे ब्रह्मा जी आउ गोटे कथा स्तुति कले भगवान को प्रार्थना कले प्रभु मत आप कहते सृष्टि करने मु तो सृष्टि करी ये सृष्टि कले काले मोर अहंकार आसो मु सृष्टिकर्ता मु सृष्टि करी काले मोर अहंकार आसो। से समय भगवान ब्रह्माजी हाथ को धरिकी कही लिखाई भगवान ब्रह्माजी हाथ धरी कही हे ब्रह्माजी तुम्हें सृष्टि कर मोर प्रदत्त ज्ञान को नहीं तुम्हें सृष्टि कर आउ तुम कौन सी अहंकार अभिमान आसब नहीं कहीं मुझे आशीर्वाद करुच्ची मु कृपा करुच्ची तुम कौन से अहंकार आसना से ब्रह्मा के अहंकार आसेना मुझे सृष्टिकर्ता अहंकार आसेना केवल गोटे थर आसाला अहंकार तो कहजन से भगवान लीला से जो ब्रह्मा जो विमोहित होते कृष्ण जो लीला को देखा विमोहित होगी बसा मान चोरी नहीं से समय गोटे थर आसाला किंतु से भगवान की इच्छा एमती नुहे ब्रह्मा को आम कौन दृष्टि में न्यून विचार करवा ना ना भगवान तुमको आशीर्वाद देते मोर कौन से अहंकार आसबनी पुणी है केमी भगवान की इच्छा। तो ब्रह्मा जी सृष्टि कले प्रथमे अज्ञान 5टा वृत्ति सृष्टि कले तम मोह महामोह तामिस अंधतामिस। तो ये सब माने सबू जिनस ब्रह्मा जी सृष्टि कले जिते सब गुण रही जिते स्वभाव रही सब जिनस ब्रह्मा जी सृष्टि कले एवं यही सृष्टि कला देखले सब जीव मान को सृष्टि करने। तो यही सृष्टि कर प्रथम सी कौन कले मनरु प्रथम मनरु चतुर्सनक को सृष्टि कले 4 कुमार का नाम शुणिथिबे चतुर्सनक सनक सनातन सनंदन सनत कुमार
ଇଏ ହେଲେ ଚତୁଃସନକ। ଆଜି ମଧ୍ୟ ସେମାନଙ୍କର ସ୍ଥିତି କିଭଳି? 5 ବର୍ଷ ବୟସ ବାଳକ ରୂପରେ ସେ ଅଛନ୍ତି। କଥା ମାତ୍ରିକ ଜୀବିକା। ସେମାନେ କେବଳ ଭଗବାନଙ୍କର କଥା ଶୁଣନ୍ତି, ଭଗବାନ କଥା କୁହନ୍ତି, ବାସ୍, ଆଉ କିଛି ତାଙ୍କର ବୃତ୍ତି ନାହିଁ। ଆସ୍ୱାଦନ କରନ୍ତି, ସେଥିରେ ସେ ରମଣ କରନ୍ତି। ହରି ଶରଣମ୍, ଇଏ ହେଉଛି ତାଙ୍କର ମନ୍ତ୍ର। ସେ ହରି ଶରଣ କରି ସବୁବେଳେ ଭଗବାନଙ୍କର କଥା, ଭଗବାନଙ୍କର ଗୁଣଗାନ, ଭଗବାନଙ୍କର କଥା ଶ୍ରବଣ, ଏଇଥିରେ ତାଙ୍କ ସମୟ ବିତେ। ନାରଦମୁନି ଯାଇକି ତାଙ୍କଠୁ କଥା ଶୁଣନ୍ତି, ଆଉ କ'ଣ କୁହାଯିବ। ତେବେ ଚତୁଃସନକଙ୍କୁ ସୃଷ୍ଟି କଲେ। ଚତୁଃସନକଙ୍କୁ ସୃଷ୍ଟି କଲା ପରେ ବ୍ରହ୍ମାଜୀ ସୃଷ୍ଟି ବିସ୍ତାର କରିବା ପାଇଁ ଯେଉଁ ଚାହୁଁଛନ୍ତି, ଚତୁଃସନକଙ୍କୁ ସୃଷ୍ଟି କଲେ। କହିଲେ ଚତୁଃସନକଙ୍କୁ କହିଲେ, ତୁମେ ସୃଷ୍ଟି ବିସ୍ତାର କର, ତୁମେ ସବୁ ସୃଷ୍ଟି କର। ଚତୁଃସନକ କିନ୍ତୁ କ'ଣ କଲେ ନା ସୃଷ୍ଟି କାର୍ଯ୍ୟରେ ସିଏ ମନୋଯୋଗ ଦେଲେ ନାହିଁ। ସେ ସୃଷ୍ଟି କରିବା ପାଇଁ ଚାହିଁଲେ ନାହିଁ, ସେ ସଂସାର ଭିତରେ ପଶିବା ପାଇଁ ସେ ଚାହିଁଲେ ନାହିଁ। ଏଇ ଭଗବାନଙ୍କ ଇଚ୍ଛା। ଚତୁଃସନକ ବହୁତ ବଡ଼ ଦିବ୍ୟ ସ୍ଥିତି ତାଙ୍କର। ତେଣୁ ବ୍ରହ୍ମାଜୀ ଚତୁଃସନକଙ୍କ ଉପରେ କ୍ରୋଧ ପ୍ରକାଶ କଲେ। ବ୍ରହ୍ମାଜୀ କ୍ରୋଧ ପ୍ରକାଶ କଲେ, ତାଙ୍କର କ୍ରୋଧରୁ ଜଣେ ଜୀବ ସୃଷ୍ଟି ହେଇଗଲେ। ସେ କିଏ? ସେ ହେଉଛନ୍ତି ଶିବଜୀ। ରୁଦ୍ର ରୂପରୁ ରୁଦ୍ର ସୃଷ୍ଟି ହେଲେ, ଶିବଜୀ ସୃଷ୍ଟି ହେଲେ। ତ ବ୍ରହ୍ମା କହିଲେ ଠିକ୍ ଅଛି, ଶିବଜୀ ସୃଷ୍ଟି ହେଲେ। ଶିବଜୀଙ୍କୁ କହିଲେ ଠିକ୍ ଅଛି, ତୁମେ ସୃଷ୍ଟି କର। ଶିବଜୀଙ୍କୁ କହିଲେ ସୃଷ୍ଟି କରିବା ପାଇଁ, ଶିବଜୀ ସୃଷ୍ଟି କଲେ ଆରମ୍ଭ। ଶିବଜୀ ଯେଉଁ ବିଚିତ୍ର ସୃଷ୍ଟି କଲେ, ବ୍ରହ୍ମାଜୀ ଚିନ୍ତା କଲେ, ଆରେ ଇଏ କ'ଣ ବିଚିତ୍ର ସୃଷ୍ଟି କରୁছে, ନା ତୁମେ ସୃଷ୍ଟି କରନି, ବନ୍ଦ କର। ତ ଶିବଜୀ ବନ୍ଦ କଲେ। ତ ଏଇଭଳି ବିଭିନ୍ନ ପ୍ରକାର କ'ଣ ବ୍ରହ୍ମା ବିଚାର କରୁଛନ୍ତି, ସୃଷ୍ଟିଟାକୁ କେମିତି ବିସ୍ତାର କରିବେ। କାହିଁକି ନା ଭଗବାନ କହିଛନ୍ତି ସୃଷ୍ଟି କର। ସୃଷ୍ଟି କର ମାନେ କ'ଣ? ସୃଷ୍ଟି କର ମାନେ ପୂର୍ବ କଳ୍ପରେ ଯେଉଁ ଜୀବମାନେ ସବୁ ମୃତ୍ୟୁବରଣ କରିଛନ୍ତି, ମାନେ ପ୍ରଳୟ ସମୟରେ ଯେଉଁ ଜୀବମାନେ ସବୁ ପ୍ରଳୟ ହେଲେ, ଯେମିତି ଆଗେ ଏଇଟା ବୁଝି ନିଅନ୍ତୁ, କ୍ଲିଅର ବୁଝି ନିଅନ୍ତୁ। ଯେତେବେଳେ ପ୍ରଳୟ ହବ, ମହାପ୍ରଳୟ ହେଇଯିବ, ସବୁ ଜୀବମାନେ ଆମେ ସମସ୍ତେ ମରିଯିବେ କି ନାହିଁ? ଯେତିକି ଥିବେ ସେ ସମୟରେ, ସେ ସବୁ ମରିଯିବେ କି ନାହିଁ? ଯିବେ କୁଆଡ଼େ ସେମାନେ ସବୁ? ଯେତେବେଳେ ସବୁ ପ୍ରଳୟ ହେଇଯିବ, ମହାପ୍ରଳୟ ହେଇଯିବ, ଯିବେ କୁଆଡ଼େ ସେ? ମହୋଦୟ ରହିଯିବେ। ତାର ଅର୍ଥ କ'ଣ? ତାଙ୍କ ସ୍ଥିତିଟା କ'ଣ? ସେଠି କୁହାଯାଏ ସେମାନେ ବିଷ୍ଣୁଙ୍କ ଶରୀରରେ ପ୍ରବେଶ କରନ୍ତି। ଯେଉଁମାନେ ସବୁ ବିଷ୍ଣୁଙ୍କ ଶରୀରରେ ପ୍ରବେଶ କରନ୍ତି, ଯେତେବେଳେ ସମ୍ପୂର୍ଣ୍ଣ ପ୍ରଳୟ ହେଇଯିବ, ବିଷ୍ଣୁଙ୍କ ଶରୀରରେ ପ୍ରବେଶ କରିଯିବେ। ଆଚ୍ଛା, ବିଷ୍ଣୁଙ୍କ ଶରୀରରେ ପ୍ରବେଶ କରିଗଲେ କ'ଣ ସେମାନେ ମୁକ୍ତି ପାଇଗଲେ କି? ନା, ମୁକ୍ତି ପାଆନ୍ତି ନାହିଁ। ତେଣୁ ସେମାନେ ଯେଉଁ ରୁହନ୍ତି, ସେମାନଙ୍କ ଅବସ୍ଥାଟା କିଭଳି ନା ସେମାନେ ସେଠି ସୁପ୍ତ ଅବସ୍ଥାରେ ରୁହନ୍ତି। କେତେ ଜୀବ ସୃଷ୍ଟିରେ, କେତେ ଜୀବ ଅଛନ୍ତି ଚିନ୍ତା କର। ସୃଷ୍ଟିରେ କେତେ ଜୀବ ଅଛନ୍ତି? ମଣିଷ ହେଉଛନ୍ତି ବର୍ତ୍ତମାନ 800 କୋଟି ସମ୍ପୂର୍ଣ୍ଣ ଭାରତ କ'ଣ ପୃଥିବୀର। କେତେ ବୃକ୍ଷଲତା ଅଛନ୍ତି, କେତେ କୀଟ ଅଛନ୍ତି, କେତେ ପତଙ୍ଗ ଅଛନ୍ତି, 84 ଲକ୍ଷ ପ୍ରକାର ଜୀବ ରହିଛନ୍ତି ନା। କେତେ ପିମ୍ପୁଡ଼ି ଅଛନ୍ତି, କେତେ ମଶା ଅଛନ୍ତି ଜୟପୁରରେ, ଗଣନା କରୁନା। ଜୟପୁରରେ କେତେ ମଶା ଥିବେ, କେତେ ପିମ୍ପୁଡ଼ି ଥିବେ, କେତେ କ'ଣ ଓଡ଼ଶ ଥିବେ, କେତେ ଉଇ ଥିବେ, ଏକକୋଷୀ ଜୀବ କେତେ ଥିବେ। ମାନେ ଏତେ ସୃଷ୍ଟିର ଯେତେ ଜୀବ ରହିଛନ୍ତି, ସବୁ ଜୀବମାନଙ୍କୁ ଯଦି କାଲକୁଲେସନ୍ କରାଯାଏ କେତେ ହେବେ? ବହୁତ ହେବେ ନା। ତ ସେ ସବୁ ଜୀବ ଗୁଡ଼ାକ ଯେତେବେଳେ ପ୍ରଳୟ ହୁଅନ୍ତି, ସବୁ ଯାଇକି ପଶିଯାଆନ୍ତି ବିଷ୍ଣୁଙ୍କ ଦେହରେ। କିନ୍ତୁ ସେ ପଶିଯାଆନ୍ତି ମାନେ ମୁକ୍ତ ହୁଅନ୍ତି ନା, ମୁକ୍ତି ପାଆନ୍ତି ନା, ସେଟା ରୁହନ୍ତି, ସୁପ୍ତ ଅବସ୍ଥାରେ ରୁହନ୍ତି। ପୁଣି ଯେତେବେଳେ ପୁଣି ସୃଷ୍ଟି ହୁଏ, ସେ ଜୀବଗୁଡ଼ାକ ପୁଣି ସୃଷ୍ଟି ହୁଅନ୍ତି। କେମିତି? ପ୍ରଭୁପାଦ ମହାରାଜ ଲେଖିଛନ୍ତି, ଆପଣ ଭାଗବତମ୍ ପାଠ କରିବେ, ଦେଖିବେ ପ୍ରଭୁପାଦ ମହାରାଜ ଲେଖିଛନ୍ତି, ଜୀବମାନେ ଆମେ ଯେମିତି ରାତିରେ ଶୟନ କରୁଛେ, ରାତିରେ ଶୟନ କରିଦେଉଛେ, ରାତିରେ ଶୟନ କଲେ, ଶୟନ କରିବା ଅବସ୍ଥାରେ, ରାତିରେ ଶୋଇଥିବା ଅବସ୍ଥାରେ ଆମେ କ'ଣ ନିଜର ସ୍ୱରୂପକୁ ଭୁଲିଗଲେ। କିନ୍ତୁ ଯେତେବେଳେ ସକାଳୁ ଉଠୁଛେ, ଆମେ ପୁଣି ନିଜ କର୍ମରେ ଲାଗି ଯାଉଛେ ନା ନାହିଁ? ନା ରାତିରେ ଶୋଇଥିବା, ସକାଳୁ ଉଠିଲେ ଆସି ଆଉ ଜଣ କର୍ମ କରୁଛେ ଯାଇକି? ନାହିଁ, ଆମ କର୍ମଟା ହିଁ କରୁଛେ। ନିଜ ସ୍ୱରୂପରେ ଆମେ ସ୍ଥିର ହେଇଯାଉଛେ, ପୁଣି ନିଜ କର୍ମ କରୁଛେ। ଠିକ୍ ସେଭଳି ଜୀବମାନେ ଯେତେବେଳେ ଯାଇକି ପ୍ରଳୟ ସମୟରେ ଭଗବାନଙ୍କ ଶରୀରରେ ଥାଆନ୍ତି, ସେମାନେ ସୁପ୍ତ ଅବସ୍ଥାରେ ଥାଆନ୍ତି। ତାଙ୍କର କର୍ମଫଳଟା ଧ୍ୱଂସ ହେଇନଥାଏ, ତାଙ୍କ କର୍ମଫଳଟା ଥାଏ। ଯେତେବେଳେ ପୁଣି ସୃଷ୍ଟି ହୁଅନ୍ତି, ବ୍ରହ୍ମାଜୀଙ୍କୁ ସେ ଦାୟିତ୍ୱଟା ଦିଆଯାଏ, ଯେଉଁ ଜୀବମାନେ ସବୁ ରହିଛନ୍ତି ସେମାନଙ୍କୁ ସୃଷ୍ଟି କର। ତ ସେମାନଙ୍କୁ ସୃଷ୍ଟି କର ମାନେ କେଉଁ ଜୀବଟା କେଉଁଠି ଜନ୍ମ ହେବ, କେଉଁ ସମ୍ବନ୍ଧରେ ସମ୍ବନ୍ଧିତ ହେବ, କେଉଁ ପିତାମାତାଙ୍କ ଦ୍ୱାରା ସେ ଜଗତକୁ ଆସିବ, ତା ପାଖରେ କିଏ ରହିବ, କ'ଣ, ଏ ସବୁ ବ୍ୟବସ୍ଥାକୁ ବ୍ରହ୍ମାଜୀ ସ୍ଥିର କରନ୍ତି। ବୁଝିଗଲା?
तो ये जो स्थिर करवा ये जो सृष्टि प्रक्रिया ज्ञान दरकार बुद्धि दरकार सेटा भगवान तांको देले देकी कहले तुम सृष्टि कर तो केते जीव को से सृष्टि करिवे ना नहीं एते जीव जो अच्छा समस्त सृष्टि करिवे ना नहीं तो एमान को जो सृष्टि करिवे केमिति करिवे भगवान तो कहीदेले भगवान तांको कहीदेले तुम एभली सृष्टि कर किंतु सृष्टि करबे तो गोटे माध्यम दरकार ना एकुटिया कौन सब कर दे परिए ना प्रधानमंत्री को हबो तुम सब दायित्व एकुटिया कर परिए ना कैबिनेट मिनिस्टर्स रही ना मंत्रिमंडल रही पुणी प्रति स्टेट रे पुणी मिनिस्टर रही मुख्यमंत्री रही तांकर पुणी मंत्रिमंडल रही केते विभाग सब रही तो जड़े किसी कर ना कर ब्रह्माजी कौन कले से विचार कले मुझे केमी सृष्टि करी से जो जिते सृष्टि देखुचे सब ब्रह्मा को सृष्टि होती किंतु क्रमानुसार धीरे 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 से सब विस्तार एक्सपांड जो बर्तमान सृष्टि देखुं ब्रह्मा को आज सृष्टि करता तो प्रथम से चतुर्सनक को सृष्टि कले तापर शिवजी एमाने कहीं भी सृष्टि प्रक्रिया कौन प्रकृत में सहयोग कर पारे तापर ब्रह्मा विचार कले ठीक अच्छे मु किछि दक्ष व्यक्ति मान सृष्टि करी जो मान पुणी सृष्टि प्रक्रिया हम मैंने ब्रह्मा को भी शक्ति दिखाई ब्रह्मा भी से जीव किसी सृष्टि कले जो मानू से ब्रह्मा पुणी शक्ति संपन्न कले तांकोठु पुणी जीव सृष्टि हेबे बा सी सृष्टि करें से ब्रह्माजी कौन कले ब्रह्माजी की तो भगवान शक्ति देइचंदी सामर्थ्य देइचंदी ब्रह्माजी पुणी 10 जन मानस पुत्र सृष्टि कले चतुर्सनक को छाड़ दिंतु शिवजी को छाड़ दिंतु तापर पुणी 10 जन को पुणी सृष्टि कले से 10 जन किए ये जो 10 जन सृष्टि विस्तार पाई से संकल्प करिया मात्रे 10 जन पुत्र पुणी सृष्टि हो गले सी जो सृष्टि हेले देखंतु से नाम मरीचि अत्रि अंगिरसौ पुलस्त्य पुलह क्रतुः भृगुर्वसिष्ठो दक्षश्च दशमस्तत्र नारदः ये हेले 10 जन नाम सुनले मरीचि अत्रि अंगिरसौ पुलस्त्य पुलह क्रतु भृगु वशिष्ठ दक्ष एवं नारद ये 10 जन को जो ब्रह्मा सृष्टि कले ये बड़ विचित्र कथा आप शुणु शुणिले सब बुझे ये जो 10 जन को सृष्टि कले केमिति सृष्टि कले चतुर्सनक को मन सृष्टि करते जो सृष्टि कले बड़ विचित्र सृष्टि आमे करें कौन जगत कौन जीव सृष्टि करवा मुस्किल क्या क्यों सृष्टि कले देखो नारद को सृष्टि कले कोलू अंकरु कोलू सृष्टि कले नारद को दक्ष को सृष्टि कले वृद्ध आंगुठी दक्ष को सृष्टि कले बुढ़ा आंगुठी करें आमे सृष्टि कले नख काटिकी नखटा बाहर महिला बाहर आम सृष्टि है से किंतु सी दक्ष को सृष्टि कले वृद्ध आंगुठी पुणी दक्ष को जो सामर्थ्य देते दक्ष सृष्टि कथा शुणिले आप आश्चर्य हो से सामर्थ्यवान कर सृष्टि कले तो आप खाली खाली शुणु एत सब मन रही नारद सृष्टि हेले कोलू दक्ष सृष्टि हेले बुढ़ा आंगुठी वशिष्ठ सृष्टि हेले ब्रह्मांकर प्राणरू वशिष्ठ को प्राणरू सृष्टि कले भृगु को नाम शुणुवे जे जाइए भगवान वक्षस्थल में पदाघात करते से भृगु को ब्रह्मा सृष्टि करोठू त्वचारू त्वचा माने चम त्वचारू सृष्टि कर भृगु को आम कर आम त्वचा को जब घषा कौन मली बाहर आ किसी बाहर कि त्वचारू ब्रह्मा सृष्टि करते भृगु पुणी महान व्यक्ति एवं क्रतु को सृष्टि कले भगवान हस्तरू हाथरू सृष्टि कले क्रतु पुलह को सृष्टि कले नाभिरू ये सब शुणिले आश्चर्य लगिपे किंतु एटा संभव कहीं कारण से जो सृष्टि कर सामर्थ्य किए भगवान देइचंदी भगवान पाखे कौन सी जिन असंभव नहीं तेणु सी पुलह को सृष्टि कले नाभिरू पुलस्त्य को सृष्टि कले कर्णरू कानरू सृष्टि कले पुलस्त्य अंगिरा को सृष्टि कले मुखरू सृष्टि हेले अंगिरा एवं अत्रि सृष्टि हेले नेत्ररू चक्षुर सृष्टि हेले अत्रि मरीचि सृष्टि हेले क्योंठू मनरू एवं देखो ब्रह्मांकर केते सामर्थ्य भगवान केमिति शक्ति देइचंदी आउ जन को सृष्टि करथिले कर्दम मुनि को सृष्टि करथिले क्योंठू कर्दम मुनि को सृष्टि करथिले छाईरू आम जो
ଛାଇ ପଡ଼ୁନି, ଠିଆ ହେଲେ ଛାଇ ପଡ଼ୁଛି, ଛାଇରୁ ସୃଷ୍ଟି କଲେ କର୍ଦ୍ଦମ ମୁନିକୁ। ତ ଏମାନଙ୍କୁ ସବୁ କ'ଣ ସବୁ ପ୍ରଜାପତି କଲେ। ପ୍ରଜାପତି ମାନେ ପ୍ରଜା ସୃଷ୍ଟି କରିବା ପାଇଁ ଦାୟିତ୍ୱ ଦେଲେ, ତୁମେ ସବୁ ପ୍ରଜା ସୃଷ୍ଟି କର। ଏଇଥିରୁ କେହି କେହି ପ୍ରଜା ସୃଷ୍ଟି କାର୍ଯ୍ୟରେ ନିଯୁକ୍ତ ହେଲେ, କେହି କେହି ହେଲେ ନାହିଁ। ଯେମିତି ନାରଦ ମୁନି, ନାରଦ ବି ସୃଷ୍ଟି ହେଇଛନ୍ତି ନା, ଶୁଣିଲେ ନାରଦ କ'ଣ ପ୍ରଜା ସୃଷ୍ଟି କରିଛନ୍ତି କି? ନାରଦଙ୍କର କ'ଣ ସଂସାର ଅଛି କି? ନା। ତ କେହି କେହି ପ୍ରଜା ସୃଷ୍ଟି କାର୍ଯ୍ୟରେ ନିଯୁକ୍ତ ହେଲେ, କେହି କେହି ହେଲେ ନାହିଁ। ତ ଏଇଭଳି ସେ ବ୍ରହ୍ମା ଦେଖିଲେ ଯେ ମରିଚି ଆଦି ଏମାନେ ସବୁ କେହି କେହି ତ ପ୍ରଜା ସୃଷ୍ଟି କଲେ, କେହି କେହି କଲେନି, ତଥାପି ସୃଷ୍ଟି ବିସ୍ତାର ହଉନି। କାରଣ ବ୍ରହ୍ମାଜୀଙ୍କୁ ତ ସେ ଜ୍ଞାନଟା ମିଳିଯାଇଛି ନା, ଆମର ସିନା ସେ ଜ୍ଞାନଟା ନାହିଁ। ବ୍ରହ୍ମାଜୀଙ୍କୁ ଭଗବାନ ସେ ଜ୍ଞାନଟା ଦେଇ ଦେଇଛନ୍ତି। ତାମାନେ କେତେ ଜୀବ ରହିଛନ୍ତି, ଏତେ ଜୀବ ରହିଛନ୍ତି, ସେମାନେ ସବୁ ସୃଷ୍ଟି ହେବେ କର୍ମଫଳ ହିସାବରେ। ତ ତଥାପି ଦେଖୁଛନ୍ତି ବ୍ରହ୍ମାଜୀ ସୃଷ୍ଟି ହଉନି, ସୃଷ୍ଟି ବିସ୍ତାର ହେଇପାରୁନି ସେ ପରିମାଣରେ। ସେଇଥିପାଇଁ ବ୍ରହ୍ମାଜୀ ବିଚାର କଲେ, ଆଚ୍ଛା କେମିତି ସୃଷ୍ଟି କଲା। ତାପରେ ବ୍ରହ୍ମାଙ୍କ ମନକୁ ଏଇଭଳି ପ୍ରମ୍ପଟିଂ ଆସିଲା, ମାନେ ଭଗବାନ ସତ୍ୟ ଯେମିତି ପ୍ରମ୍ପଟିଂ କଲେ, ଜ୍ଞାନ ଦେଲେ, ନା ନା ତୁମେ ଆହୁରି ଅଲଗା ଉପରେ ସୃଷ୍ଟି କର। ତ ଏ ପର୍ଯ୍ୟନ୍ତ ଯେଉଁ ସୃଷ୍ଟି ଗୁଡ଼ା ସବୁ ଦେଖୁଥିଲେ, ଏଗୁଡ଼ା କେମିତି ସୃଷ୍ଟି? ଏସବୁ ମାନସ ସୃଷ୍ଟି, ଇଚ୍ଛା କରି ସୃଷ୍ଟି ହବ। ଏଇଟା କୁହାଯାଏ ମାନସ ସୃଷ୍ଟି। ମାନେ ମନରେ ସଂକଳ୍ପ କଲେ ସୃଷ୍ଟି କରିଦେଲେ, ଆମେ କରିପାରିବାନି। ତ ଏଇଭଳି ବ୍ରହ୍ମାଜୀ ଚିନ୍ତା କରୁଛନ୍ତି ସୃଷ୍ଟି କେମିତି ବିସ୍ତାର ହେବ, ଏଇଭଳି ଚିନ୍ତା କରୁଛନ୍ତି। ହଠାତ୍ ଦେଖିକି ଆଶ୍ଚର୍ଯ୍ୟ ହେଲେ। କ'ଣ ନା, ହଠାତ୍ ଅକସ୍ମାତ୍ ତାଙ୍କ ଶରୀର ଦୁଇ ଭାଗରେ ବିଭକ୍ତ ହେଲା। ମାନେ ଶରୀର ପୁରା ଦୁଇ ଭାଗରେ ବିଭକ୍ତ ହେଇକି ପୁରୁଷ ସ୍ତ୍ରୀ ହେଇଗଲେ, ଦୁଇଟା ରୂପ। ବ୍ରହ୍ମାଜୀଙ୍କ ଶରୀରରୁ ହିଁ ଦୁଇଟା ରୂପ ବାହାରିଲେ, ପୁରୁଷ ସ୍ତ୍ରୀ ରୂପରେ। ସିଏ ହେଉଛନ୍ତି କିଏ? ସିଏ ହେଉଛନ୍ତି କିଏ? ସାର୍ବଭୌମ ସମ୍ରାଟ ସ୍ୱୟଂଭୁବ ମନୁ ଆଉ ମନୁଙ୍କର ପତ୍ନୀ ଶତରୂପା। ମନୁ ଆଉ ଶତରୂପା ତାଙ୍କଠୁ ପ୍ରକଟ ହେଲେ। ତ ତାଙ୍କଠୁ ଯେଉଁ ପ୍ରକଟ ହେଲେ, ମାନେ ଭଗବାନଙ୍କ ଇଚ୍ଛା କ୍ରମେ ଭଗବାନ ତାଙ୍କୁ ସତେ ଯେମିତି ବୁଦ୍ଧି ଦେଇଛନ୍ତି, ଏମାନଙ୍କଠୁ ବି ସୃଷ୍ଟି ହେବେ। ତ ସେଇଠୁ ସୃଷ୍ଟିଟା ବିସ୍ତାର କରିବା ପାଇଁ ଭଗବାନ ତାଙ୍କୁ ବୁଦ୍ଧି ଦେଲେ। ସେଇଠୁ ମନୁ ଆଉ ଶତରୂପାଙ୍କୁ ମାଧ୍ୟମ କରିକି ଏଇ ଜଗତର ସବୁ ଜୀବ ଆସିବେ। ଇଏ ଗୋଟେ ବିଭିନ୍ନ ପ୍ରକାର, ତ ସୃଷ୍ଟିର ସବୁ ବିଭିନ୍ନ ପ୍ରକାର ସବୁ କ୍ରମ ରହିଛି। ତ ଏଇଠୁ ଆରମ୍ଭ ହେଲା ମୈଥୁନୀ ସୃଷ୍ଟି। ମୈଥୁନୀ ସୃଷ୍ଟି ମାନେ ପୁରୁଷ ସ୍ତ୍ରୀର ସହଯୋଗରେ ଗୋଟେ ସନ୍ତାନ ସୃଷ୍ଟି ହବ। ତା ପୂର୍ବରୁ ସେଟା ନଥିଲା। ଦେଖୁନା ବ୍ରହ୍ମାଜୀ ସୃଷ୍ଟି କରିଥିଲେ, କାହାକୁ କୋଉଠୁ ସୃଷ୍ଟି କରିଥିଲେ? ତ ମନୁ ଶତରୂପାଙ୍କୁ ବ୍ରହ୍ମାଜୀ ଆଦେଶ ଦେଲେ, ତୁମେ ସୃଷ୍ଟି କର। ତାଙ୍କୁ ବି କହିଲେ ତୁମେ ସୃଷ୍ଟି କର, ବିସ୍ତାର କର। କେମିତି? ନା ମୈଥୁନୀ ସୃଷ୍ଟି କର। କିନ୍ତୁ ମନୁ ଶତରୂପା ସେ କ'ଣ କଲେ? ସେ ସୃଷ୍ଟି କଲେନି। ସୃଷ୍ଟି କରିବା ପୂର୍ବରୁ ସେ ଯାଇକି ତପସ୍ୟା କଲେ। ଆଜି ବି ସେ ସ୍ଥାନ ଅଛି, ମାତାଜୀଙ୍କର ଗୋଟେ ଅଭିଳାଷ ରହିଛି, ସେ ସ୍ଥାନରେ ଭାଗବତ କଥା ହବ। ସେଟା ହେଉଛି ନୈମିଷାରଣ୍ୟ। ସେ ନୈମିଷାରଣ୍ୟରେ ମନୁ ଶତରୂପା ତପସ୍ୟା କଲେ। ସୃଷ୍ଟି ବିସ୍ତାର କରିବା ପାଇଁ ସେ ସେଠି ତପସ୍ୟା କଲେ। ଏବଂ ତପସ୍ୟା କଲା ପରେ ତାପରେ ଆସିକି ସୃଷ୍ଟି ବିସ୍ତାର ପାଇଁ ସେ ପ୍ରୟାସ କରିଛନ୍ତି। ତା ପୂର୍ବରୁ ଅଲଗା ଯେଉଁ ଆମେ ଶୁଣିଲେ ନା, ଅଲଗା ଯେଉଁ ଯେତେ ସବୁ 10 ଜଣ ଯେଉଁ ବ୍ରହ୍ମାଙ୍କର ମାନସ ପୁତ୍ର ଥିଲେ, ନାରଦ ମୁନି ସିନା ସୃଷ୍ଟି କରିନାହାନ୍ତି, ଅନ୍ୟମାନେ ସୃଷ୍ଟି କରିଛନ୍ତି କିଛି କିଛି। କିନ୍ତୁ ମନୁ ଶତରୂପାଠୁ ଆରମ୍ଭ ହେଲା କ'ଣ? ମୈଥୁନୀ ସୃଷ୍ଟି। ଏବଂ ମନୁ ଶତରୂପାଙ୍କଠୁ 5 ଜଣ ସନ୍ତାନ ଆସିଲେ। ଆମେ ବର୍ତ୍ତମାନ ଶୁଣିବା କପିଳଦେବ କେମିତି ଆସିଲେ। ମନୁ ଶତରୂପାଙ୍କର 5 ଜଣ ସନ୍ତାନ ହେଲେ। 5 ଜଣ ସନ୍ତାନଙ୍କର ମଧ୍ୟରେ 2 ଜଣ ଥିଲେ ପୁତ୍ର, 3 ଜଣ ଥିଲେ କନ୍ୟା। 2 ପୁତ୍ରଙ୍କ ନାମ ହେଉଛନ୍ତି ପ୍ରିୟବ୍ରତ ଏବଂ ଉତ୍ତାନପାଦ। 3 କନ୍ୟାଙ୍କର ନାମ ହେଉଛନ୍ତି ଆକୁତି, ପ୍ରସୂତି, ଦେବହୂତି। 3 କନ୍ୟା ହେଲେ ଆକୁତି, ପ୍ରସୂତି, ଦେବହୂତି। 2 ପୁତ୍ର ହେଲେ ପ୍ରିୟବ୍ରତ, ଉତ୍ତାନପାଦ। ଏଇ ଯେଉଁ ଆକୁତି, ଦେବହୂତି, ପ୍ରସୂତି, ଏ 3 ଜଣଙ୍କୁ ପୁଣି ସେ କ'ଣ ପ୍ରଦାନ କଲେ? ସେଭଳି ଶକ୍ତି, ସେଭଳି ସାମର୍ଥ୍ୟବାନ ପୁରୁଷମାନଙ୍କୁ ପ୍ରଦାନ କଲେ ସୃଷ୍ଟି ବିସ୍ତାର ପାଇଁ। ସେଥିପାଇଁ ଆକୁତିଙ୍କୁ ଦେଲେ ପ୍ରଜାପତି ରୁଚିଙ୍କୁ ଏବଂ ପ୍ରସୂତିଙ୍କୁ ଦେଲେ ଦକ୍ଷ ପ୍ରଜାପତିଙ୍କୁ। ଦକ୍ଷ ପୂର୍ବରୁ ସୃଷ୍ଟି ହେଇଥିଲେ ଆମେ ଶୁଣିଲେ। ଦକ୍ଷଙ୍କୁ ସୃଷ୍ଟି କରିଥିଲେ କେଉଁଠୁ? ହୃଦୟାଙ୍ଗଠୁ। ହୃଦୟାଙ୍ଗଠୁ ଯେଉଁ ଦକ୍ଷଙ୍କୁ ସୃଷ୍ଟି କରିଥିଲେ, କିଏ? ବ୍ରହ୍ମାଜୀ ସୃଷ୍ଟି କରିଥିଲେ। ଇଏ କ'ଣ ମନୁ ମହାରାଜଙ୍କର ଯେଉଁ କନ୍ୟା ପ୍ରସୂତିଙ୍କୁ ସେ ଦେଲେ ଦକ୍ଷ ପ୍ରଜାପତିଙ୍କୁ। ଏବଂ ଆମେ ଯେଉଁ ଶୁଣିବା ପାଇଁ ଯାଉଛନ୍ତି ଦେବହୂତି, ଦେବହୂତିଙ୍କଠୁ କେମିତି ଆସିଲେ କପିଳଦେବ ଭଗବାନ?
ଦେବହୂତିଙ୍କଠୁ ଭଗବାନ କପିଳଦେବ ଆସିଲେ। ଦେବହୂତିଙ୍କୁ ଦେଲେ କାହାକୁ? କର୍ଦ୍ଦମ ମୁନିକୁ। ଆପଣ ଟିକେ ଧ୍ୟାନସ୍ଥ ହେବେ, ଟିକେ ମନେ ପକେଇଦେବେ। ମୁଁ ସମସ୍ତଙ୍କ କଥା କହୁନି, କେବଳ ଏମାନଙ୍କ କଥା କହୁଛି। ବ୍ରହ୍ମାଜୀଙ୍କର ମାନସ ପୁତ୍ର ଥିଲେ 10 ଜଣ। ତା ବାଦ ବି ଛାୟାରୁ ସୃଷ୍ଟି ହେଇଥିଲେ କିଏ? କର୍ଦ୍ଦମ ମୁନି। ତ ସେ ସମସ୍ତଙ୍କୁ ବ୍ରହ୍ମାଜୀ ଆଦେଶ ଦେଇଛନ୍ତି କ'ଣ? ତୁମେ ସୃଷ୍ଟି ବିସ୍ତାର କର, ନା ନାଇଁ? ତ ସୃଷ୍ଟି ବିସ୍ତାର କରିବା ପାଇଁ ଆଦେଶ ଦେଇଛନ୍ତି। ଏବଂ ସେଠି ସେମାନଙ୍କୁ କହିଛନ୍ତି କ'ଣ? ତୁମେ ଯେଉଁ ସୃଷ୍ଟି ବିସ୍ତାର କରିବ କିଭଳି? ନା ମାନସ ସୃଷ୍ଟି କର ଏବଂ ବିଶେଷ କରି ମୈଥୁନୀ ସୃଷ୍ଟି ମଧ୍ୟ ବିସ୍ତାର କର। ଏବଂ ତାଙ୍କଠୁ ଯେଉଁ ଆସିଲେ କ'ଣ? ମନୁ ସତ୍ରପା ଆସିଲେ। ମନୁ ସତ୍ରପାଙ୍କ ଯେଉଁ 5 ଜଣ ସନ୍ତାନ ହେଲେ, ସେଇ 5 ଜଣ ସନ୍ତାନ ଭିତରେ ଦେବହୂତି ଜଣେ ଅଛନ୍ତି। ତ ଦେବହୂତିଙ୍କର ବିବାହଟା କେମିତି ହେଲା ବର୍ତ୍ତମାନ ଶୁଣନ୍ତୁ। ବ୍ରହ୍ମାଜୀ ଆଦେଶ ଦେଇଛନ୍ତି କର୍ଦ୍ଦମ ମୁନିକୁ ତୁମେ ସୃଷ୍ଟି କର। କର୍ଦ୍ଦମ ମୁନି ସୃଷ୍ଟି କରିବା ପୂର୍ବରୁ ସିଏ କ'ଣ କଲେ? ସିଏ ବି ଯାଇକି ତପସ୍ୟା କଲେ। ସରସ୍ୱତୀ ନଦୀ କୂଳରେ ସିଏ ବି ତପସ୍ୟା କଲେ। ସୃଷ୍ଟି କରିବା ପୂର୍ବରୁ ତପସ୍ୟା କରୁଛନ୍ତି। ଆଚ୍ଛା, ବିବାହ ହେଇ ନାହାନ୍ତି, ତପସ୍ୟା କଲେ। ଆଚ୍ଛା, ତପସ୍ୟା କଲେ କାହାକୁ? ବ୍ରହ୍ମାଜୀ କଲେ ସୃଷ୍ଟି କର, ବିବାହ ସୃଷ୍ଟି କର। ସିଏ ଆଗେ ତପସ୍ୟା କଲେ। ତପସ୍ୟା କରାଯାଏ କାହାକୁ? ମାନେ ପ୍ରସନ୍ନ କରିବା ପାଇଁ, ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ। ତ ତାଙ୍କ ତପସ୍ୟାରେ ଭଗବାନ ପ୍ରସନ୍ନ ହେଲେ। ସରସ୍ୱତୀ ନଦୀ କୂଳରେ କେତେ ବର୍ଷ ତପସ୍ୟା କରିଛନ୍ତି? 10,000 ବର୍ଷ। ପିତା ଆଦେଶ ଦେଇଛନ୍ତି, ବ୍ରହ୍ମାଜୀ ଆଦେଶ ଦେଇଛନ୍ତି ସୃଷ୍ଟି କର, ବିବାହୀକି ସୃଷ୍ଟି କର। ବିବାହ ହୁଅ ବୋଲି ପିତା ଆଦେଶ ଦେଲା ପରେ ସେ 10,000 ବର୍ଷ ତପସ୍ୟା କରିଛନ୍ତି। ଆଜିକାଲି ଯଦି ପିତା ଯଦି କାହାକୁ ଆଦେଶ ଦେବେ ପୁଅକୁ ବାହା ହେଇଯା, ମନେ ମନେ ମୁଆଁ ଖାଇବା ପୁରା ଡେଇଁବ, ତାର ହିସାବ ନାହିଁ, ନା ନାଇଁ? କି ସେ 10,000 ବର୍ଷ ତପସ୍ୟା କଲେ। 10,000 ବର୍ଷ ତପସ୍ୟା କରିକି ଭଗବାନଙ୍କୁ ପ୍ରସନ୍ନ କଲେ। ଭଗବାନ ପ୍ରସନ୍ନ ହେଇକି ଆସି ତାଙ୍କୁ ଦର୍ଶନ ଦେଲେ। ଯେତେବେଳେ ଦର୍ଶନ ଦେଇଛନ୍ତି, କର୍ଦ୍ଦମ ମୁନି ଭଗବାନଙ୍କୁ ସ୍ତୁତି କଲେ, ବହୁତ ସ୍ତୁତି କରିଛନ୍ତି। ଶେଷରେ ଭଗବାନ ପଚାରିଲେ, ହେ କର୍ଦ୍ଦମ, ମୁଁ ତମ ତପସ୍ୟାରେ ସନ୍ତୁଷ୍ଟ ହେଲି, ସନ୍ତୁଷ୍ଟ ହେଇଛି, ତୁମେ କ'ଣ ବର ମାଗୁଛ ମାଗ। ତ ସେଇ ସମୟରେ କ'ଣ ବର ମାଗିଥିବେ? ସେ କ'ଣ ବର ମାଗିଥିବେ? ପ୍ରଭୁ ଗୋଟେ ଭଲ ଚାକିରି ଦିଅ, ନାଇଁ କି? ଆଉ ସନ୍ତାନ। ଆଚ୍ଛା, ସନ୍ତାନ ନାହିଁ। ସେ ମାଗିଲେ, ସେଠି ଭଗବାନଙ୍କୁ ମାଗିଲେ, ତଥା ସଚାହଂ ପରିବୋଢୁ କାମଂ ସମାନଶୀଳା ଗୃହମେଧଧେନୁଂ ଉପେବାନ୍ ମୂଳମ୍ ଅଶେଷ ମୂଳମ୍ ଦୁରାଶୟଜେ ଦୁଗାଂଗ୍ରିପସ୍ୟ। ସେ ଭଗବାନ ସ୍ତୁତି କଲେ, କହିଲେ ତଥା ସଚ ଅହಂ ପରିବୋଢୁ କାମଂ। ହେ ପ୍ରଭୁ, ଅହଂ, ମୁଁ ବର୍ତ୍ତମାନ ପରିବୋଢୁ କାମଂ, ବିବାହ କରିବା ପାଇଁ ଚାହୁଁଛି। କାହିଁକି? ନା ମୋ ପିତା ମୋତେ ଆଦେଶ ଦେଇଛନ୍ତି, ବିବାହ କରିବା ପାଇଁ ଚାହୁଁଛି। ତ ଭଗବାନ କହିଲେ, ବିବାହ କରିବା ପାଇଁ ଚାହୁଁଛ, ବିବାହ କର। ନା ପ୍ରଭୁ, ବିବାହ କରିବି, କିନ୍ତୁ ମୋତେ ଗୋଟେ ଉପଯୁକ୍ତ ପତ୍ନୀ ମିଳିବା ଆବଶ୍ୟକ। ମୁଁ ଚାହୁଁଛି ସମାନଶୀଳା, ମୋ ମନର ଭାବ ଯାହା, ମୋ ମାନସିକ ସ୍ଥିତି ଯାହା, ସେଇଭଳି ମୋ ମନକୁ ସହଯୋଗ କଲା ଭଳି, ଆମର ଓଡ଼ିଆ ଯେମିତି କୁହାଯାଏ ମନକୁ ମନ ମିଶିଲା ଭଳି, ମୋତେ ମାନସିକ ସହଯୋଗ କରିବା, ସେଇଭଳି ଗୋଟେ ଉପଯୁକ୍ତ ପତ୍ନୀ ମୁଁ ଚାହୁଁଛି। ତାମାନେ ଗୋଟେ ପତ୍ନୀ ପାଇବା ପାଇଁ 10,000 ବର୍ଷ ସିଏ ତପସ୍ୟା କରିଛନ୍ତି। ଆଜିକାଲି କିଏ ପତ୍ନୀ ପାଇବା ପାଇଁ 10,000 ବର୍ଷ ତପସ୍ୟା କରୁଛି ନା? ଜମା ନୁହଁ। ଆଜିକାଲି ତ ପତ୍ନୀ ପାଇବା ପାଇଁ ତ ମୋବାଇଲ ତ ସାହାଯ୍ୟ କରୁଛି ଆଉ। ବାସ୍ ମ୍ୟାଟ୍ରିମୋନିଆଲ କ'ଣ ଗୋଟେ ଖୋଲିଛ? ମ୍ୟାଟ୍ରିମୋନି କ'ଣ ଗୋଟେ ଅଛି? ମୁଁ ତ ଜାଣିଥିବି ମ୍ୟାଟ୍ରିମୋନି ଅଛି। ଓଡ଼ିଆ ମ୍ୟାଟ୍ରିମୋନି କ'ଣ ଗୋଟେ ବାହାରିଲାଣି? ସେ ଜାଣିଛି, ସେ ସବୁ ଜାଣିଛି। ଓଡ଼ିଆ ମ୍ୟାଟ୍ରିମୋନି ମଧ୍ୟ କ'ଣ ଗୋଟେ ବାହାରିଲାଣି। ମାନେ ପତ୍ନୀ ଖୋଜିବା ପାଇଁ କିଛି ତମେ ଖାଲି ବାୟୋଡାଟା କ'ଣ ଇଏ କରି ଟାଇପ୍ କରି ଛାଡ଼ିଦେବ, ବାସ୍ ତମେ ମିଳିଯିବେ। ତ ଯୁଗ ଅନୁସାରେ ତ ଆଜିକାଲି କିନ୍ତୁ କର୍ମଫଳ ହିସାବରେ ସେ ମିଳିବ ବାପା। ସେଥିପାଇଁ ତପସ୍ୟା କରିବା ଦରକାର। ତପସ୍ୟା କରି ଭଗବାନଙ୍କୁ ପ୍ରାର୍ଥନା କରିବା ଦରକାର। ଭଗବାନ ବ୍ୟବସ୍ଥା କରିବେ ଯୋଉଠି। ଆଚ୍ଛା, ଭଗବାନ କ'ଣ ଏଇସବୁ କାର୍ଯ୍ୟ କରନ୍ତି ନା? ଘଟସୂତ୍ର କାମ ଭଗବାନଙ୍କର, ଏଇଟା ଘଟସୂତ୍ର କାମ ନା। ଭଗବାନଙ୍କୁ ଜଣେ ପ୍ରାର୍ଥନା କରୁଛି, ଜଣେ ଋଷି, ସାଧାରଣ ବ୍ୟକ୍ତି ନୁହଁ, କର୍ଦ୍ଦମ ମୁନି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୋତେ ଉପଯୁକ୍ତ ପତ୍ନୀ ମିଳୁ। ତ ଭଗବାନ ବି ତାଙ୍କ ପ୍ରାର୍ଥନାରେ ପ୍ରସନ୍ନ ହେବେ। ଆଉ ସେ କ'ଣ କହୁଛନ୍ତି ଦେଖନ୍ତୁ, ଉପେଇବାନ୍ ମୂଳମ୍ ଅଶେଷ ମୂଳମ୍, କାରଣ ଆପଣ ସମସ୍ତ ବର ପ୍ରଦାନ କରିବାରେ ଆପଣ ହେଉଛନ୍ତି ମୂଳ। ସ୍ତୁତି କରି କହୁଛନ୍ତି,
ଆପଣ ସବୁ ବର ଦେଇପାରିବେ, ଆପଣ ଯେଉଁ ଜୀବ ଯାହା ଚାହିଁବ ଆପଣ ଦେଇପାରିବେ। ତେଣୁ ଆପଣ ମୋତେ ଉପଯୁକ୍ତ ପତ୍ନୀ ଦିଅନ୍ତୁ, କାହିଁକି ନା ମୋ ପିତାଙ୍କର ଆଦେଶ ଅଛି, ମୁଁ ସୃଷ୍ଟି ବିସ୍ତାର କରିବି। ତ ଭଗବାନ ତାଙ୍କ ଉପରେ ପ୍ରସନ୍ନ ହେଲେ, କହିଲେ ହଁ ଠିକ୍ ଅଛି ହେ କର୍ଦ୍ଦମ, ମୁଁ ତୁମ ଉପରେ ପ୍ରସନ୍ନ ଅଛି। ପ୍ରସନ୍ନ ଅଛନ୍ତି ବୋଲି ତ 10,000 ବର୍ଷ ପରେ ଆସି ଦର୍ଶନ ଦେଇଛନ୍ତି। ତ ଭଗବାନ ତାଙ୍କୁ ଆଶ୍ୱାସନା ଦେଲେ, କହିଲେ ଠିକ୍ ଅଛି, ତୁମକୁ ପରଦିନ ତୁମକୁ ପତ୍ନୀ ମିଳିବି, ତୁମକୁ ପରଦିନ ପତ୍ନୀ ପ୍ରାପ୍ତ ହେବେ ତୁମେ। ଏବଂ ସେ ପଚାରିଲେ କିଏ ସେ ପତ୍ନୀ, କାହାକୁ ବାହା ହେବି, ମୁଁ ପରଦିନ କେମିତି ତାଙ୍କୁ ବାହା ହେବି, କେମିତି ସେ ଆସି ମୋ ସହିତ ମିଶିବେ। ତ ଭଗବାନ ତାଙ୍କୁ କହିଲେ, ଦେଖ ଭଗବାନ କ'ଣ କହୁଛନ୍ତି। ଭଗବାନ କହିଲେ ହେ କର୍ଦ୍ଦମ, ପରଦିନ ଆମେ ଶୁଣିଲେ ନା ସ୍ୱୟଂଭୁବ ମନୁ ଶତ୍ରୁପା ତପସ୍ୟା କରିଥିଲେ, ତାଙ୍କର 5 ଜଣ ସନ୍ତାନ ଥିଲେ, 2 ପୁତ୍ର 3 କନ୍ୟା। ଭଗବାନ ସେଠି କହୁଛନ୍ତି ପରଦିନ ସ୍ୱୟଂଭୁବ ମନୁ ତାଙ୍କରି କନ୍ୟା ଦେବହୂତିଙ୍କୁ ଆସିକି ତୁମ ପାଖରେ ପହଞ୍ଚିବେ, ତୁମକୁ ଅର୍ପଣ କରିବା ପାଇଁ ତୁମକୁ ନିବେଦନ କରିବେ, ତୁମେ ତାଙ୍କୁ ପତ୍ନୀ ରୂପେ ସ୍ୱୀକାର କରିବ। ଘଟସୂତ୍ର କିଏ କଲା ଏଠି? ଭଗବାନ କଲେ। ଭଗବାନ କଲେ ନା। ଲୋକ ଭାବୁଛନ୍ତି ଆମର ଯେଉଁ ଭାଗବତରେ କୁହାଯାଇଛି, ଗୀତାରେ କୁହାଯାଇଛି, ସେ ଭଗବାନ ସମସ୍ତ ଦାୟିତ୍ୱ ନିଅନ୍ତି। ସେ ନରସିଂହାଟା କଥାରେ ଯେଉଁ ନରସିଂହାଟାର ଝିଅ ବାହାର ଭଗବାନ କରିଥିଲେ, ହବନି କାହିଁକି? ସବୁ ସମ୍ଭବ। ଦେଖୁନାହାନ୍ତି ସୃଷ୍ଟି ଆରମ୍ଭରୁ ବା ଭଗବାନ କରିଛନ୍ତି ବାହାର, ସୃଷ୍ଟି ଆରମ୍ଭରେ ଭଗବାନ ଏଇଟା କରିଛନ୍ତି, ଝିଅ ବାହାର କରିଛନ୍ତି। ସ୍ୱୟଂଭୁବ ମନୁଙ୍କର କନ୍ୟାକୁ ତୁମେ ବାହା ହବ, ସିଏ ଆସିକି ପହଞ୍ଚିବେ ତୁମ ପାଖରେ, ଭଗବାନ ଏଇଟା କରିଛନ୍ତି। ଆଉ ଭଗବାନ କୋଉଠି କରିଛନ୍ତି ବାହାଘର ଜାଣିଛନ୍ତି? ଆଉ କିଏ ଜାଣିନଥିବେ। ଭଗବାନ ମଧ୍ୟ ବାହାଘର କରିଛନ୍ତି। କୋଉଠି? ଯାଜପୁରରେ ସେ ସ୍ଥାନ ଅଛି। ଗୌରାଙ୍ଗପୁର କିଏ ଯାଇଛ? ଗୌରାଙ୍ଗପୁରରେ ଭଗବାନ ସେ ବାହାଘର କରାଇଛନ୍ତି। ଚୈତନ୍ୟ ମହାପ୍ରଭୁ ତାଙ୍କୁ ନିଜେ କହିଲେ, ସେ ଜମିଦାର କହିଲେ ତୁମେ ତାଙ୍କୁ ବାହା ହବ। ତାଙ୍କ 60 ବର୍ଷ। ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ। ବାହାଘର ପାଇଁ ଭଗବାନ ଯାହାକୁ ନିର୍ଦ୍ଦେଶ ଦେଲେ ତାଙ୍କ ବୟସ ହେଉଛି 60 ବର୍ଷ ସେ ସମୟରେ, କିନ୍ତୁ ବାହା ହେବା ପାଇଁ ଯେଉଁ କନ୍ୟାକୁ ନିର୍ଦ୍ଦେଶ ଦେଉଛନ୍ତି ତା ବୟସ ହେଉଛି 18 ବର୍ଷ। ଘଟସୂତ୍ର କିଏ କରିଛି ଦେଖ। ଏଇ ଜଗତରେ ଏଇଟା ମାନେ ଗୋଟେ ହାସ୍ୟାସ୍ପଦ ବିଷୟ ହେଇପାରେ। 60 ବର୍ଷ ବୟସ୍କ ବ୍ୟକ୍ତି ଜଣେ 18 ବର୍ଷ ଯଦି କନ୍ୟାକୁ ବିବାହ ହବ, ଲୋକ ହସିବେ ନା ନାହିଁ? କିନ୍ତୁ ସେଟା ଭଗବାନ କରିଛନ୍ତି। ଆଜି ବି ତାଙ୍କ ବଂଶ ସେଠି ଅଛି। ସେ ତାଙ୍କ ବଂଶ କ'ଣ ବଂଶ ପରମ୍ପରା ହିସାବରେ ସେ ସେବା ଚାଲିଛି ଆଜି। ଭଗବାନ କରନ୍ତି, ସବୁ କରିବେ। ତ ବର୍ତ୍ତମାନ କର୍ଦ୍ଦମ ମୁନିଙ୍କ ଉପରେ ପ୍ରସନ୍ନ ହେଇକି ସେଭଳି କହିଲେ ଠିକ୍ ଅଛି, ପରଦିନ ତୁମ ପାଖରେ ଆସିକି ପହଞ୍ଚିବେ। ତାପରେ ଦେବହୂତି ବି ସାଧାରଣ ନୁହଁ। ଦେବହୂତି ଏତେ ଦେଖିବା ପାଇଁ ଏତେ ସୁନ୍ଦରୀ ଥିଲେ, ଆଉ ବହୁତ ସୁଗୁଣ ସମ୍ପନ୍ନ, ଭଲ ଗୁଣ। ତାଙ୍କର ସେବାର ପରାକାଷ୍ଠା କଲେ ତ ସେ ଆହୁରି ବିସ୍ତାର ବର୍ଣ୍ଣନା ହେଇଯିବ। ସେ କେମିତି ସେବା କରୁଥିଲେ, ତାଙ୍କର ସୁଗୁଣ କେମିତି ଥିଲା। ଖାଲି ଆପଣ ତାଙ୍କର ସୌନ୍ଦର୍ଯ୍ୟ କଥା ଶୁଣିଲେ ଆପଣ ଆସି ହେଇଯିବେ। ଦେବହୂତି ତାଙ୍କ ରାଜପ୍ରାସାଦ ଉପରେ, ପିତାଙ୍କ ରାଜପ୍ରାସାଦ ଉପରେ ଥରେ ସିଏ ଏମିତି ଖେଳୁଛନ୍ତି, ବିଚରଣ କରୁଛନ୍ତି, ଉପରେ ଜଣେ ଗନ୍ଧର୍ବ ଯାଉଥିଲେ ବିମାନରେ। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ସେ ଗନ୍ଧର୍ବ ଦେବହୂତିଙ୍କୁ ଦେଖିଲେ ଯେତେବେଳେ ସେ ବିମାନରୁ ଗଳି ପଡ଼ିଲେ। ମାନେ ଦେବହୂତିଙ୍କର ସୌନ୍ଦର୍ଯ୍ୟ ଏତେ କ'ଣ ଅଧିକ ଥିଲା, ଏତେ ସେ ସୁନ୍ଦରୀ ଥିଲେ। ଗନ୍ଧର୍ବ ଜଣେ ଦେଖିକି, ଦେଖନ୍ତୁ ଦେବହୂତିଙ୍କୁ ଦେଖିକି ସେ ବିମାନରୁ ଗଳି ପଡ଼ିଥିଲେ। ତ ସେଇ ଦେବହୂତିଙ୍କୁ ତାଙ୍କ ପିତା ଆସି ତୁମକୁ ପ୍ରଦାନ କରିବେ। ଦେଖନ୍ତୁ କର୍ଦ୍ଦମ ମୁନି ଦେଖିବା ପାଇଁ ଜଣେ ତପସ୍ୱୀ, ତପସ୍ୱୀଙ୍କୁ ସେ ବିବାହ କରିବା ପାଇଁ ବ୍ୟବସ୍ଥା କରୁଛନ୍ତି ଭଗବାନ। ଆଉ ସତକୁ ସତ ସେୟା ହିଁ ହେଲା। ସେ ସମୟ ଆସି ପହଞ୍ଚିଲା। ସ୍ୱୟଂଭୁବ ମନୁ ତାଙ୍କ କନ୍ୟାକୁ ନେଇକି ଆସିକି ପହଞ୍ଚିଲେ। ଆଉ ଗୋଟେ କଥା ଭଗବାନ କହିଥିଲେ, କହିବି ସେଟା ଆଗକୁ ନା ବର୍ତ୍ତମାନ କହିଦେଉଛି। ଭଗବାନ ସେଠି ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହେଇକି ଆଉ ଗୋଟେ କଥା ବି କହିଥିଲେ, ଗୋଟେ ସୁନ୍ଦର ଆଶୀର୍ବାଦ ଦେଇଥିଲେ ନିଜ ତରଫରୁ। ସିଏ ମାଗି ନାହାନ୍ତି, ସିଏ ମାଗିଥିଲେ ମୋତେ ଉପଯୁକ୍ତ ପତ୍ନୀ ମିଳୁ, ମୋ ମନୋଭାବକୁ ବୁଝିକି ସେବା କଲା ଭଳି। କିନ୍ତୁ ଭଗବାନ ତାଙ୍କ ଉପରେ ଏମିତି ପ୍ରସନ୍ନ ହେଇଥିଲେ, କହିଲେ ହେ କର୍ଦ୍ଦମ, ପରଦିନ ତ ଆସିକି ଦେବହୂତିଙ୍କୁ ତାଙ୍କ ପିତା ତୁମକୁ ଅର୍ପଣ କରିବା ପାଇଁ ନିବେଦନ କରିବେ। ତୁମକୁ ଆଉ ଗୋଟେ ବର ମୁଁ ଦେଉଛି ମୋ ତରଫରୁ, ମୁଁ ତୁମର ପୁତ୍ର ହେଇକି ଆସିବି।
ए बर मिलवा बहुत मुस्किल भगवान तांको तरफरु एडा देले पढ़ुना भाव तो देखी जो देव कौन जशोदा देवकी एम सब देवकी वसुदेव मैंने तपस्या करते पृष्णि सुतापा द्रोण धरा ये सब तपस्या करते पूर्व कृष्ण को भगवान को पुत्र रूपे पाइबा तपस्या करते तेज से पुत्र रूपे पाइबा तपस्या करते ये पुत्र रूपे पाइबा तपस्या करना ये उपयुक्त पत्नी पाइबा तपस्या कर भगवान कहले मुझे तुम पुत्र होगी आसबि तो मैंने भगवान एठी गोटे शिक्षा कौन समस्त जन समाज भक्त समाज गोटे शिक्षा कौन भगवान जदि प्रसन्न हेबे कौन सी जिनस अलभ्य नहीं भगवान तो पुत्र हेबे आउ कौन अलभ्य अच्छी कहना तो भगवान एभली आशीर्वाद देले कहले ठीक अच्छे देखुना कौन कहते सहाहं संसकलया त्वद्बीर्येण महामुने तब क्षेत्रे देवहूत्यं प्रणश्ये तत्व संहिताम एट से कही भगवान कहले मु निजर अंश कला द्वारा तुम ठारू मु प्रकट हेबी तद्बीर्येण महामुने तब क्षेत्रे देवहूत्यं तुम भार्या देवहूति ठारे बा देवहूति को माँ रूपे स्वीकार करी तुमको पिता रूपे स्वीकार करी मु प्रकट हेबी एवं प्रणश्य तत्व संहिता माता देवहूति को मो सांख्य शास्त्र ज्ञान देवी सृष्टि आरंभ भगवान एटा कही जो ज्ञान को आम शुणा जाऊँ जो 7 दिन कथार तो ये भगवान आगे कहीदे देवहूति को सॉरी कर्दमुनि को तापर परदिन से समय आसी पहुँचला से समय तो आसी पहुँचला आसी पहुँचले किए स्वयंभू मनु तांकर कन्या देवहूति को लेकिन आसी पहुँचले आसी कर्दमुनि को निवेदन कले मो कन्या को आपण स्वीकार करंतु कर्दमुनि को मन पड़ा हाँ भगवान मते कही परदिन आसवे ये आश्चन सत तो भगवान जो कही से तो कभी मिथ्या हम नहीं कर्दमुनि स्वीकार करने प्रस्तुत हेले किंतु कर्दमुनि गोटे शर्त रखिले विवाह समय रे से कन्या को स्वीकार करेंगे किंतु गोटे शर्त रखिले कौन से शर्त देखो केते सुंदर से कहते श्लोक कहनी कथा कहीदे कर्दमुनि शर्त रखिले कारण यदि श्लोक कह श्लोक कहले श्लोकर प्रति अर्थ को आस्वादन कले आहरी समय सापेक्ष से शर्त रखिले भली ठीक अच्छे मुझे आपणकर कन्या को स्वीकार करी पत्नी रूपे किंतु आपणकर कन्या जो संतान प्राप्त हेबे पुत्र प्राप्त हेबे मो संसार रही ना कौड़ जीव मो सन्यास आश्रम अवलंबन करी संसार त्याग कर चल जी कहे शुक्ल प्रक्तान बहुमन्य विहिंसतान परमहंस मानकर अत धर्मान परमहंस मुख्यान शुक्ल प्रोक्तान विष्णु कथित भगवान जो कहते परमहंस मान धर्म मुझे पालन करी अर्थात वानप्रस्थ आश्रम नहीं मो सन्यासी मु संसार छाड़ी चल जी आपणकर कन्या को देखु बुझीपारे तो कौन सी शर्त रखिले माने मु आपण कन्या को बह करी तपस्या करते 10,000 वर्ष गोटे उपयुक्त कन्या पाइबापी किंतु से कन्या को भगवान पुणी दौरान भगवान कथा कही भगवान को निर्देश क्रमे से कन्या आसिकी पहुंची किंतु से निजे पुणी शर्त रखुच्च कौन ना मु बह करी स्वीकार करी पत्नी रूपे किंतु सी जो संतान प्राप्त हेबे मो संसार त्याग कर चलजी मो संसार रही जदि ये आजिकल किए कह कन्या को किए देवे ना से व्यक्ति को कहे भल मो कन्या को बह हम संतान हेल्ले आज ही पलैब आजिकल लोक एमती कहे ना तो मो संतान कौन तुम संतान प्राप्त हेल्ले बाबा झी संसार छाड़ी पलि थाऊ थाऊ तुम बह न हो मो कन्या मुझे अलग कड़े बह करी आजिकल एटा हम किंतु देखो स्वयंभू मनु कि महान व्यक्तित्व से कहले हाँ ठीक अच्छे कारण स्वयंभू मनु जानते कर्दमुनि विषय में कर्दमुनि बहुत बड़ तपस्वी विषय समस्त जानती तेणु स्वयंभू मनु से शर्त राजी हेले अच्छा से शर्त को शुणी किए देवहूति भी शुणी देवहूति शुणी तथापि बह प्रस्तुत होती देखो कि मैंने से केमी संस्कार थिला कहीं पिता कहते ना पिता प्रदान कर पिता प्रदान कर देवहूति भी प्रसन्न हेले कहले हाँ ठीक अच्छे मो पिता जहाँ कहते स्वीकार करी किंतु जानते संतान प्राप्त होला से रही से छाड़ी चलजी तो ये विवाह हला विवाह केमी कौन आप भागवत पढ़ने तो विवाह हला से संपन्न कले कौन प्रदान कले कन्या को
कर्दममुनि को प्रदान कले। अच्छा विवाह ହେଲା ପରେ କ'ଣ କରିଥିବେ? विवाह ହେଲା ପରେ ସେ ସଙ୍ଗେ ସଙ୍ଗେ ସୃଷ୍ଟି ବିସ୍ତାର କରିନାହାନ୍ତି। विवाह ପରେ ପୁଣି ବସିକି ତପସ୍ୟା କଲେ। କିଏ? कर्दममुनि। कर्दममुनि विवाह स्वीकार कले, पत्नी रूपे स्वीकार कले देवहूति को, किंतु तांकर जो तपस्या जो आनंद थिला, भगवान को सहित जो मन को स्थिर कर पारुथिले, युक्त कर पारुथिले, सेइथे से जो आनंद पाउथिले, ए सांसारिक धर्म भितर तांकर मक्ति बिल्कुल लागु नथिला। किंतु आदेश अछि ब्रह्मा को जे सृष्टि करिवो किंतु से गोटे आनंद पाउछन्ति भगवानकर प्रेम रे, तेणु से पुणी तपस्या लगिले, पुणी दीर्घ वर्ष तपस्या लगिले। अच्छा देवहूति पुणी जाइछन्ति तांको घर को जाइछन्ति बा तांको आश्रम को जाइछन्ति, पति रूपे स्वीकार करछन्ति। देवहूति कौन लगुथिबो कहले? देवहूति की आपण जदि देवहूति स्थिति रे रहिबे कौन लागिबो कहले? आपण विवाह बे जहाकू विवाह गला पर से बसियो खाली आखे कान बुझी खाली तपस्या करिवो, कौन लागिबो? कह भल मु का गोटे विवाह ले एटा कौन खाली आखे कान बुझी खाली बसुची, कहूनी किछि नहीं, कौन लागिबो कि नहीं? आजकल तो स्थिति रे तो कौन छाड़ देबो, तू तोर आखि कान बुझी बसी था बापा मु मोर चाली, ते छाड़ी गुआडे पळे ता हिसाब नहीं, जाई बरं आउ गुआडे मैट्रिमोनी खोली आउ गुआडे बसिबे। किंतु देवहूति सेटे कौन कले? भागवत आपण पढ़िबे, सेइतमे तो सेमाने महान, सेइथेन तो भगवान तांकर पुत्र होइके आछिसंती। देवहूति कौन कले? तांको पतिंकर सेवारे लागिले। किभଳି सेवा करछन्ती? अनन्य सेवा। सेथि सेवा केमिति करा जाए एटा जदि केही बुझिया पे चाहंती, जानिया पे चाहंती, ताले शास्त्रर सबुठु श्रेष्ठ उदाहरण होचंती देवहूति। पतिंग सेवा केमिति करा जाए, देवहूति होचन तांकर प्रकृष्ट उदाहरण। तो देवहूति एही भଳି सेवा कले, सेवा कले निजर शारीरिक सुख स्वच्छंद को पूरा भूलिकी से सेवा कले। तो एही भଳି सेवा करछन्ती, सेवारे आउ सब भूली गले, आउ किछि निजर आउ किछि सुख पई चिंतित नहंती। एमिति अच्छा पिंधिथिले कौन? जो लुगा पिंधिथिले सेही लुगा परिवर्तन भी करना हांती। माने चिंता करंतु तांकर सेवा भावटा किभଳି थिला, पूरा वर्णना अछि। तांको शरीर रे पूरा पूरा मळी पूरा आच्छादित हो जाइथिला, माने शरीर पे ध्यान नहीं, शरीर प्रति ध्यान नहीं, केवल पतिंग सेवा। अर्थात पति तपस्या बसंती, ये भी तपस्या करछन्ती, ये भी सेवा करछन्ती पतिंकर। बस केश पूरा लिखा है, केश पूरा जट हो जाइछि। आ केशटा सब जब सफा कले सीना केशटा ठीक रही, सफा करेनि खोलिबेनि किसी ना जट हो ना। माँ मान केश तो बहुत थाए, जब खोलिबेनि किसी सफा करेनि कौन हम जट हो, जट है सब केश। देह पूरा मळी पूरा आच्छादित है, शरीर पूरा क्षीण हो गला। बहुत वर्ष पर कर्दमुनिकर ध्यान भांगिला, दिन एमती तपस्या से निवृत्त होकर जब देखिले, देवहूति को देखी से आश्चर्य होगले, कहले अरे अरे मोर एते सेवा करछन्ती, मो सेवारे एते तल्लीन होइकि से सेवा करछन्ती जे निज शरीरर सुख को मध्य भूली गले। शरीरटा समस्त पे होछि प्रिय, कि निज शरीरर सुख को भूलिकी मध्य से मो पई भଳି शरीर को से जलांजलि दे दैछन्ती। तो कर्दमुनि वर्तमान देवहूति को ऊपर पूरा प्रसन्न हो गले, प्रसन्न हो गले। प्रसन्न होगी बर्तमान कहले हे देवहूति, बहुत बड़ा से वार्तालाप रही, कन्भरसेशनटा बहुत दीर्घ। तो से कहले हे देवहूति, मु तुम पर बहुत प्रसन्न, तुम्हें जो सेवा करछ से सेवारे मु बहुत प्रसन्न। तेणु तुम्हें कौन वर मागुच माग, तुम्हें जो वर मागिब निश्चित मु देवी। देवहूति सेठी वर मागिले कौन? कहले हे प्रभु, हे स्वामी, जड़े नारी पाई एटा हूँ सौभाग्य जो सी मातृत्व लाभ करती, जो सी मातृत्व लाभ करती, से जननी हुंती, एटा हूँ सौभाग्य। तेणु मु चाहूँगी संतानर माँ हवापाई, मो संतान चाहूँगी। से समय कर्दमुनि विचार कले, जहा हो कर्दमुनि निजक भी विचार कला, रे ये तो जहाँ कहते ये तो ठीक, कारण मु तांको तो से सुख देनी ए जाए, सी सेवारे मो पूरा कौन सेवार पूरा तल्लीन होकर रही, मोर सेवार पूरा निज शरीर कथा भूलीगले, कि मोर कर्तव्य मुझे से सुख देवा कथा, कि मुझे से सुख देनी। आज जो सी चाहूँ से सुखटा मु नदेवी केमिति। अच्छा कर्दमुनि स्थिति केते उच्च आपण चिंता करंतु, कहीं उच्च केमिति उच्च? कारण जे तपस्या करछन्ती भगवान को दर्शन पाइछन्ती ना नहीं,
ଦର୍ଶନ କରିଛନ୍ତି ଭଗବାନଙ୍କୁ ନା, 10,000 ବର୍ଷ ତପସ୍ୟା କରିପାରିଛନ୍ତି। 10,000 ବର୍ଷର ତପସ୍ୟାର ଫଳସ୍ୱରୂପ ଭଗବାନଙ୍କୁ ଦର୍ଶନ କରିପାରିଛନ୍ତି, ଭଗବାନଙ୍କଠୁ ଆଶ୍ୱାସନା ପ୍ରାପ୍ତ ହେଇପାରିଛନ୍ତି, ବ୍ରହ୍ମାଙ୍କ ନିର୍ଦ୍ଦେଶ ରହିଛି, ତାହେଲେ ସେ କ'ଣ ସାଧାରଣ ବ୍ୟକ୍ତି ନା? ସେ କେତେ ମହାନ ବ୍ୟକ୍ତି। ତେଣୁ ତାଙ୍କର ଶକ୍ତି ବି ସେଭଳି ଥିଲା, ଯୋଗ ଶକ୍ତି ଥିଲା। ତେଣୁ ସିଏ କ'ଣ କଲେ, ଦେବହୂତିଙ୍କୁ ସୁଖ ଦେବା ପାଇଁ ସିଏ ସଙ୍ଗେ ସଙ୍ଗେ ବିଚାର କଲେ, ଠିକ୍ ଅଛି ମୁଁ ତୁମକୁ ବହୁତ ସୁଖ ଦେବି। ଏଇଥିପାଇଁ ସେ ଗୋଟେ ବିମାନ ତିଆରି କଲେ ଯୋଗ ଶକ୍ତି ବଳରେ। ବିମାନ ମାନେ କ'ଣ? ବିମାନ ମାନେ ଆଜିକାଲି ଆମେ କିଏ କହିବ ଉଡ଼ାଜାହାଜ, ହଁ ସେ ବିମାନ ମାନେ ଗୋଟେ ମନରେ ସେଟା ଯାଇପାରିବ। ଯେମିତି ପୁଷ୍ପକ ବିମାନ ଥିଲା ରାବଣ ପାଖରେ, ବିମାନ ପା ମାନେ ଗୋଟେ ଘର ଭଳି, ଗୋଟେ କ'ଣ ଗୋଟେ ପ୍ରାସାଦ। ସେ ବିମାନର ବର୍ଣ୍ଣନା ବହୁତ ଶ୍ଲୋକରେ ଅଛି, ସେ ବିମାନ କିଭଳି ଥିଲା। ସେ ବିମାନ ଏଇଭଳି ଥିଲା, ମାନେ ତା ଭିତରେ ସମସ୍ତ ପ୍ରକାର ସୁଖ ସ୍ୱାଚ୍ଛନ୍ଦ୍ୟର ସବୁ ଆଚ୍ଛାଦନ ସବୁ ଭରପୁର ହେଇକି ରହିଛି। ସୁଖ ସ୍ୱାଚ୍ଛନ୍ଦ୍ୟର ସମସ୍ତ ସାମଗ୍ରୀ ତା ଭିତରେ ଥିଲା। ପୁରା ଲେଖା ହେଇଛି, ପୁରା ଶୀତ ତାପ ନିୟନ୍ତ୍ରିତ, ମାନେ ଇଚ୍ଛା କରିବେ ତ ଶୀତ ଥଣ୍ଡା ଲାଗିବ, ଇଚ୍ଛା କରିବେ ତ ଗରମ ଲାଗିବ। ଆଜିକାଲି ଆମକୁ କ'ଣ ଏସି ଲଗେଇକି ତାକୁ ବ୍ୟବହାର କରିବା ପାଇଁ ପଡ଼ୁଛି, ଗୋଟେ ଯନ୍ତ୍ରକୁ। ସେଟା ମନ ହିସାବରେ, ଖାଲି ସେତିକି ନାହିଁ, ଇଚ୍ଛା କରିବ ତ ସେଟା ଏକ୍ସପାଣ୍ଡ ହେଇପାରିବ। ସେ ବିମାନଟା ଇଚ୍ଛା କରିବ ତ ବଡ଼ ହେଇପାରିବ, ଇଚ୍ଛା କରିବ ତ ଛୋଟ ହେଇପାରିବ। ଖାଲି ସେତିକି ନାହିଁ, ଇଚ୍ଛା କରିବ ଯେଉଁଠିକି ଯିବା ପାଇଁ ସେଇଠିକି ଯାଇପାରିବ। ଫୁଏଲ କିଛି ନାହିଁ, ପୁରା ଲେଖା ହେଇଛି, ଆପଣ ଭାଗବତ ପଢ଼ିବେ ତୃତୀୟ ସ୍କନ୍ଧରେ। ଦେବହୂତିଙ୍କୁ କର୍ଦମୁନି କେତେ ସୁଖ ଦେଇଛନ୍ତି। ତାପରେ ଦେବହୂତିଙ୍କୁ ନେଇକି ସେ ଗଲେ ସବୁ ମୁଖ୍ୟ, ମାନେ କ'ଣ କୁହାଯିବ, ଅତି ସୁନ୍ଦର ମନୋରମ ସ୍ଥାନ ମାନଙ୍କୁ ଗଲେ। ସ୍ୱର୍ଗର ଯେଉଁ ସବୁ ଉଦ୍ୟାନ ଅଛନ୍ତି, ସ୍ୱର୍ଗର ସବୁ ବହୁତ ସୁନ୍ଦର ସୁନ୍ଦର ଉଦ୍ୟାନ ପାର୍କ ଅଛନ୍ତି। ଆମର ଏଇଠି ଯଦି ଆମେ ପାର୍କ ତିଆରି କରିକି ଏତେ ସୁନ୍ଦର କରିଦେଉଛେ, ସ୍ୱର୍ଗରେ କେମିତିଆ ପାର୍କ ଥିବ ଚିନ୍ତା କରନ୍ତୁ। ଗଜେନ୍ଦ୍ର ଚରିତ ଆମେ ଶୁଣିଥିଲେ ନା, ଗଜେନ୍ଦ୍ର ଚରିତରେ ସୁମେର ପର୍ବତରେ ଯେଉଁ ସ୍ଥଳୀ, ସେଟା ଦେବତାମାନଙ୍କର ରମଣୀ ସ୍ଥଳୀ, ଦେବତାମାନେ ଆସି ସେଠି ବୁଲିକି ଯାଆନ୍ତି। ଆମର ହେଇଥିଲା ଜଗନ୍ନାଥ ମନ୍ଦିରରେ ଗଜେନ୍ଦ୍ର ଚରିତ ଯେଉଁ ବର୍ଷ, ସମସ୍ତେ ଶୁଣିଥିବେ କିନ୍ତୁ ସେଟା ସ୍ମରଣ ନଥାଇପାରେ। ସେଟା ଦେବତାମାନଙ୍କ ପାଇଁ, ସେଟା କାହାର ଥିଲା? ସେଟା ବରୁଣ ଦେବଙ୍କର ଉଦ୍ୟାନ ଥିଲା। ବରୁଣ ଦେବଙ୍କ ପାଇଁ ଭଗବାନ ସେଟା ସ୍ୱତନ୍ତ୍ର ରଖିଥିଲେ, ତାଙ୍କୁ ଦେଇଥିଲେ ସ୍ୱତନ୍ତ୍ର। ତ ଦେବତାମାନଙ୍କର ସବୁ ସୁନ୍ଦର ସୁନ୍ଦର ଉଦ୍ୟାନ ରହିଛି, ପାର୍କ ରହିଛି। ବୈଶ୍ରମ୍ଭକ ତାଙ୍କ ଉଦ୍ୟାନ ମାନଙ୍କ ନାମ, ଦେବଦୈବ ଉଦ୍ୟାନ, ବୈଶ୍ରମ୍ଭକ, ସୁରସନ, ନନ୍ଦନ, ପୁଷ୍ପଭଦ୍ର, ଚୈତ୍ର ରଥ, ଏସବୁ ଦେବତାମାନଙ୍କର ସବୁ ଉଦ୍ୟାନ। ତ ସେ ଉଦ୍ୟାନ ମାନଙ୍କୁ ନେଇକି ସେଠି ସେ ଭ୍ରମଣ କରାଇଲେ। ତ ଦେବହୂତିଙ୍କୁ ବହୁତ ପ୍ରସନ୍ନ କରିବା ପାଇଁ ଦେବହୂତି ଏତେ ସେବା କରିଛନ୍ତି ନା। ତେଣୁ ଆଚ୍ଛା, ଆହୁରି ଗୋଟେ କଥା କହି ଭୁଲିଗଲି। ପୁଣି ଦେବହୂତିଙ୍କୁ ଦେଖନ୍ତୁ, ଦେବହୂତିଙ୍କ ଶରୀର ପୁରା କ'ଣ ହେଇଥିଲା? କ୍ଷୀଣ ହେଇଯାଇଥିଲା, ପୁରା କ'ଣ ମଳି ଆଚ୍ଛାଦିତ ହେଇଯାଇଥିଲା, କେଶ ଜଟା ହେଇଯାଇଥିଲା। ସେ ଏମିତି ସ୍ଥାନରେ ପହଞ୍ଚିଲେ, ସେ ବିମାନ ଭିତରେ ଏମିତି ବ୍ୟବସ୍ଥା ଅଛି, ସେ ଯାଇକି ସ୍ନାନ କରିବା ପାଇଁ, ତା ଭିତରେ ସୁନ୍ଦର ପୁଷ୍କରିଣୀ ରହିଛି, ତା ଭିତରେ ସେ ସ୍ନାନ କରିବା ପାଇଁ ପ୍ରବେଶ କରୁଛନ୍ତି। ସେଠି ସବୁ ଦେବାଙ୍ଗନ ମାନେ ଅଛନ୍ତି। ଦେବାଙ୍ଗନ ମାନେ ଆସିକି ଦେବହୂତିଙ୍କର ଶରୀରକୁ ପୁରା ସ୍ପଷ୍ଟ, ତାଙ୍କୁ ପୁରା ଧୌତ କରିଦେଉଛନ୍ତି, ପରିଷ୍କାର କରିଦେଉଛନ୍ତି। ଦେବହୂତିଙ୍କୁ ପରିଷ୍କାର କରି ତାଙ୍କୁ ପୁରା ସୁନ୍ଦର ଅଳଙ୍କାର, ସୁନ୍ଦର ବସ୍ତ୍ର ତାଙ୍କୁ ଶୋଭିତ କରିଦେଉଛନ୍ତି। ଦେବହୂତି ପୁରା ଦେଖାଗଲେ ପୁରା ଗୋଟେ ଦିବ୍ୟ ଅପ୍ସରୀ ଭଳି। ସେ ତ ପୂର୍ବରୁ ତ ଦେଖାଯାଉଥିଲେ ସେଇଭଳି, ସେଇଥିପାଇଁ ତ ଗନ୍ଧର୍ବ ପଡ଼ିଯାଉଥିଲେ ତାଙ୍କୁ ଦେଖିକି। ତ ପୁଣି ପୂର୍ବବତ୍ ସେଭଳି ତାଙ୍କର ଭଗବାନଙ୍କ କୃପା, ଯୋଗ ଶକ୍ତି ବଳେ ତାଙ୍କୁ ପୁଣି ସେ ସୌନ୍ଦର୍ଯ୍ୟ ଫେରି ଆସିଲେ। କର୍ଦମୀ ତାଙ୍କୁ ସେ ସୌନ୍ଦର୍ଯ୍ୟ ଦେଲେ। ପୁଣି ସମସ୍ତ ଦିବ୍ୟ ସ୍ଥାନ ମାନଙ୍କୁ ନେଇକି ତାଙ୍କୁ ଭ୍ରମଣ କରାଇଲେ ଏବଂ ସେଠି ତାଙ୍କୁ ଦିବ୍ୟ ସୁଖ ଦେଲେ। ତ ଏଇଭଳି ସମୟ ଅନୁସାରେ କ'ଣ ହେଲେ ନା, ଦେବହୂତିଙ୍କର ଏକକାଳୀନ 9 ଜଣ କନ୍ୟା ଉତ୍ପନ୍ନ ହେଲେ। କେତେ କନ୍ୟା? 9 ଜଣ। 9 ଜଣ କନ୍ୟା ସେ ପ୍ରାପ୍ତ ହେଲେ। ସେତେବେଳେ 9 ଜଣ କନ୍ୟା ପ୍ରାପ୍ତ ହେଲେ, ବର୍ତ୍ତମାନ ତାଙ୍କର ସର୍ତ୍ତ କ'ଣ ଥିଲା? କର୍ଦମୁନିଙ୍କର କ'ଣ ସର୍ତ୍ତ ଥିଲା? ଯେତେବେଳେ ସନ୍ତାନ ପ୍ରାପ୍ତ ହବ ମୁଁ ଛାଡ଼ିକି ପଳେଇବି। ବର୍ତ୍ତମାନ ବାହାରିଲେ, କହିଲେ ଦେବହୂତି, ତୁମର କାମନାକୁ ମୁଁ ପୂରଣ କଲି, ତୁମେ ସନ୍ତାନ ପ୍ରାପ୍ତ ହେଲ, ତେଣୁ ତୁମେ ବର୍ତ୍ତମାନ ସନ୍ତାନମାନଙ୍କ ସହିତ ରୁହ। ମୁଁ ଯେଉଁ ସର୍ତ୍ତ କରିଥିଲି ସେ ସର୍ତ୍ତ ହିସାବରେ ବର୍ତ୍ତମାନ ମୁଁ ସବୁ ଛାଡ଼ିକି ବର୍ତ୍ତମାନ ଯିବି। ଦେବହୂତିଙ୍କୁ ବର୍ତ୍ତମାନ ସେତେବେଳେ କ'ଣ ଲାଗିଥିବ? ଦେବହୂତି କହିଥିବେ ନା, ହଁ ହଁ ଭଲ ହେଲା, ଯା ଏଥର ପଳେଇ ଯା, କହିଥିବେ ନା ସିଏ? କେବେ ସେ କହିପାରିବେ ନା? ତ ଦେବହୂତି କ'ଣ କହିଥିବେ? ଦେବହୂତି ବି ସାଧାରଣ ନୁହନ୍ତି। ଯିଏ ଏତେ ବଡ଼ ସେବା କରିଛନ୍ତି, ଏତେ ବଡ଼ ଜଣେ କ'ଣ ବିଶିଷ୍ଟ ବ୍ୟକ୍ତିଙ୍କର ଯିଏ ସେବା କରିଛନ୍ତି, ତାଙ୍କର କିଛି ବୁଦ୍ଧି ଅଛି କି ନାହିଁ? ତାଙ୍କର ଜ୍ଞାନ ଅଛି ନା ନାହିଁ? ସେ ସେବାରେ ସେ ଜ୍ଞାନଟା ମିଳେ।
ଏତେ ବଡ଼ ତପସ୍ୱୀଙ୍କର ସେ ସେବା କରୁଛନ୍ତି, ସେବାର କ'ଣ ଜ୍ଞାନ ନାହିଁ? ଭଗବାନ ତାଙ୍କୁ ଜ୍ଞାନ ଦେଲେ, ଭଗବାନ ତାଙ୍କୁ ବୁଦ୍ଧି ଦେଲେ। ଭଗବାନ ତାଙ୍କୁ ବୁଦ୍ଧି ଦେଲେ, କେତେ ସୁନ୍ଦର ବୁଦ୍ଧି ଦେଖନ୍ତୁ। ଭଗବାନ ତାଙ୍କୁ ଏମିତି ବୁଦ୍ଧି ଦେଲେ, ସେ ଏମିତି କହିଲେ ତାଙ୍କ ପତିଙ୍କ ପାଖରେ, ତାଙ୍କ ପତି ସେଠି ଆଉ କିଛି କହିପାରିଲେନି, ନିରୁପାୟ ହେଲେ। ସର୍ତ୍ତ ରଖିଥିଲେ, କେ ନିରୁପାୟ ହେଲେ, କହିଲେ ହଁ ଆପଣ ଆପଣଙ୍କ ସର୍ତ୍ତକୁ ପୂରଣ କରିପାରନ୍ତି, ଆପଣ ବର୍ତ୍ତମାନ ଯାଇପାରନ୍ତି, କିନ୍ତୁ ଏ ଯୋଉ କନ୍ୟା ମାନେ ଯୋଉ ସବୁ ରହିଲେ, ଏ କନ୍ୟା ମାନଙ୍କୁ ବିବାହ ଦବ କିଏ? 9 ଜଣ କନ୍ୟା ଯୋଉ ରହିଲେ, ଏଇଟା ତ ପିତାଙ୍କର କର୍ତ୍ତବ୍ୟ। କନ୍ୟାଦାନ କରିବେ ନା ନାଇଁ? ପିତା କନ୍ୟାଦାନ କରିବ କିଏ? ଏଇଟା ପିତାଙ୍କର କର୍ତ୍ତବ୍ୟ, ଆପଣ ଏଇଟା କରିବେ। ଦ୍ୱିତୀୟ କଥା କହିଲେ, କନ୍ୟା ଗୋଟେ କଥାରେ ଅଛି ନା, ଝିଅ ଜନ୍ମ ପର ଘରକୁ। ସେ ଯେତେବେଳେ ବିବାହ ହେବେ, ବିବାହ ହେଲା ପରେ ତ ସେ ତ ପଳେଇବେ ପର ଘରକୁ। ପଳେଇଲା ପରେ ଆପଣ ବି ଚାଲିଯିବେ, ମୋ ପାଖରେ ରହିବ କିଏ? ମୁଁ କାହା ଆଶ୍ରୟରେ ରହିବି? ଦେବହୂତିଙ୍କୁ ଏ ଜ୍ଞାନଟା ଦେଲା କିଏ? ଏ ଭଗବାନ ଦେଲେ, ତାଙ୍କ ସେବା ଯୋଗୁଁ ସେ ଜ୍ଞାନଟା ପାଇଲେ। କହିଲେ ଆପଣ ଚାଲିଯିବେ, କନ୍ୟାମାନେ ଚାଲିଯିବେ, ମୋ ପାଖରେ କିଏ ରହିବ? ତେଣୁ ଆପଣ ଯଦି ଯିବା ପାଇଁ ଚାହୁଁଛନ୍ତି, ଆପଣ ଯିବେ, ଠିକ୍, କିନ୍ତୁ ମୋତେ ଗୋଟେ ପୁତ୍ର ସନ୍ତାନ ଦିଅନ୍ତୁ, ତାପରେ ଯିବେ। ତାପରେ ଯୋଉ 9 ଜଣ କନ୍ୟାଙ୍କ ନାମ ବି ଶୁଣନ୍ତୁ। 9 ଜଣ କନ୍ୟାଙ୍କର ନାମ ହଉଛି ଏଇଭଳି। 9 ଜଣ କନ୍ୟା ହଉଛନ୍ତି କଳା, ଅନସୂୟା, ଶ୍ରଦ୍ଧା, ହବିର୍ଭୁ, ଗତି, କ୍ରିୟା, ଖ୍ୟାତି, ଅରୁନ୍ଧତୀ, ଶାନ୍ତି। ଇଏ ହେଲେ 9 ଜଣ କନ୍ୟା। କର୍ଦ୍ଦମନୀ ଆଉ ଦେବହୂତିଙ୍କର ଇଏ ହେଉଛନ୍ତି 9 ଜଣ କନ୍ୟା। ଏଇଥିରୁ ସମସ୍ତଙ୍କ ନାମ ହୁଏତ ଆପଣ ଜାଣିନଥିବେ, କିନ୍ତୁ 2-3 ଜଣଙ୍କ ନାମ ନିଶ୍ଚିତ ଜାଣିଥିବେ। ଅନୁସୂୟାଙ୍କ ନାମ ଜାଣିଥିବେ, ଅନୁସୂୟା, ସତ୍ୟ ଅନୁସୂୟା କୁହନ୍ତି, ଇଏ କର୍ଦ୍ଦମନୀଙ୍କର କନ୍ୟା, ଦେବହୂତିଙ୍କର କନ୍ୟା। ଅରୁନ୍ଧତୀ ନାମ ଜାଣିଥିବେ। ଅରୁନ୍ଧତୀ ବିବାହ ହେଇଥିଲେ ବଶିଷ୍ଠଙ୍କର ପତ୍ନୀ ଅରୁନ୍ଧତୀ। ତାମାନେ ଆପଣ ଚିନ୍ତା କରନ୍ତୁ, ଏମାନେ କାହାକୁ ବିବାହ ହେଲେ ସେଇଟା ବି ଶୁଣି ନିଅନ୍ତୁ। ମାନେ କର୍ଦ୍ଦମନୀ ଏ ଯୋଉ 9 ଜଣ କନ୍ୟାକୁ ପ୍ରାପ୍ତ ହେଇଥିଲେ, ଏଇ 9 ଜଣ କନ୍ୟାକୁ କାହାକୁ ଦେଇଛନ୍ତି ଦେଖନ୍ତୁ। ତାଙ୍କର ଜାମାତା ମାନେ କିଭଳି ସମର୍ଥ ପୁରୁଷ ଥିଲେ ଦେଖନ୍ତୁ। ନାଁଟା ଖାଲି ଶୁଣନ୍ତୁ, ମନେ ତ ରହିବନି, ଖାଲି ଶୁଣନ୍ତୁ। କଳାଙ୍କୁ ଦେଲେ ମରିଚିଙ୍କୁ, ମରିଚିଙ୍କ କଥା ଆମେ ଶୁଣିଥିଲେ। କଳା ନାମ୍ନୀ କନ୍ୟାଙ୍କୁ ଦେଲେ ମରିଚିଙ୍କୁ, ଅନସୂୟାଙ୍କୁ ଦେଲେ ଅତ୍ରିଙ୍କୁ, ଶ୍ରଦ୍ଧାଙ୍କୁ ଦେଲେ ଅଙ୍ଗିରାଙ୍କୁ। ଦେଖନ୍ତୁ, ମରିଚି, ଅତ୍ରି, ଅଙ୍ଗିରା ଇଏ ସବୁ ହଉଛନ୍ତି କର୍ଦ୍ଦମନୀଙ୍କର ଜ୍ୱାଇଁ, ଜାମାତା। ମାନେ ସେ କେମିତି ସମର୍ଥ ପୁରୁଷ ଥିଲେ ବିଚାର କରନ୍ତୁ। ଏବଂ ହବିର୍ଭୁଙ୍କୁ ଦେଲେ ପୁଲସ୍ତ୍ୟଙ୍କୁ, ଗତିଙ୍କୁ ଦେଲେ ପୁଲହଙ୍କୁ, କ୍ରିୟାଙ୍କୁ ଦେଲେ କ୍ରତୁଙ୍କୁ। ସବୁ ବଡ଼ ବଡ଼ ମହାନ ମୁନି ଋଷି। ଖ୍ୟାତିଙ୍କୁ ଦେଲେ ଭୃଗୁଙ୍କୁ। ଭୃଗୁ ନାମ ଶୁଣିଥିଲେ ପୂର୍ବରୁ, ବ୍ରହ୍ମାଙ୍କର ଅଙ୍ଗୁଷ୍ଠରୁ ପ୍ରକଟ ହେଇଥିଲେ ଭୃଗୁ। ଭୃଗୁଙ୍କୁ ଦେଲେ, ଖ୍ୟାତିଙ୍କୁ ଦେଲେ ଭୃଗୁଙ୍କୁ, ଅରୁନ୍ଧତୀଙ୍କୁ ଦେଲେ ବଶିଷ୍ଠଙ୍କୁ, ଶାନ୍ତିଙ୍କୁ ଦେଲେ ଅଥର୍ବଙ୍କୁ। ଏଇ ଯୋଉ 9 ଜଣ ନାମ ଶୁଣିଲେ, ଏଇ 9 ଜଣଙ୍କ ନାମ ତ କମ୍ ସେ କମ୍ ଶୁଣିଥିବେ। ଏଇ ଯୋଉ ମୁନି ଋଷି ମାନଙ୍କ ନାମ ତ ଶୁଣିଥିବେ। ତ ଏମାନେ ହେଲେ କର୍ଦ୍ଦମନୀଙ୍କର ଜାମାତା। ତାପରେ ଏମାନଙ୍କୁ ସବୁ ବିବାହ କଲା ପରେ ଏମାନେ ତ କହିଲେ, ତାପରେ ବର୍ତ୍ତମାନ ସିଏ କହିଲେ ଠିକ୍ ଅଛି, କହିଲେ ମୋତେ ଗୋଟେ ପୁତ୍ର ସନ୍ତାନ ଦିଅନ୍ତୁ। ତାପରେ ପୁଣି ତାଙ୍କୁ ଗୋଟେ ପୁତ୍ର ସନ୍ତାନ ଦେଲେ। ଏବଂ ପୁତ୍ର ସନ୍ତାନ ପ୍ରାପ୍ତ ହେଲା ପରେ, ବର୍ତ୍ତମାନ ଏଇ ଯୋଉ ପୁତ୍ର ପ୍ରାପ୍ତ ହେଲେ, ସେ ପୁତ୍ର କିଏ? ସିଏ ହଉଛନ୍ତି ଭଗବାନ କପିଳ ଦେବ। ବୁଝିପାରିଲେ କପିଳ ଦେବ କେମିତି ଆସିଲେ? ଇଏ ହେଲା ଭଗବାନ କପିଳ ଦେବଙ୍କର ଇତିହାସ। ଏଇଟା ଯିଏ ନ ଜାଣିବେ, ଆଗକୁ ଯାହା ଶୁଣିବା, ଗୋଟେ ମନରେ ବେଳେ ବେଳେ ସନ୍ଦେହ ଆସିବ, କପିଳ ଦେବ କିଏ, କୋଉଠୁ ଆସିଲେ? କପିଳ ଦେବ କ'ଣ କ୍ରିକେଟ ଖେଳାଳି କପିଳ ଦେବ କି? ଆଜିକାଲି କେହି ବିଚାର କ୍ରିକେଟ ଖେଳୁଥିଲା କପିଳ ଦେବ, ତା କଥା ଭାଗବତରେ ଲେଖା ହେଇଛି ନା? ନାଇଁ, ସେ ଭଗବାନଙ୍କ ନାମ ଅନୁସାରେ ତାକୁ ନାମ ଦିଆ ହେଇଥାଇପାରେ। ତେଣୁ ଭଗବାନ କପିଳ ଦେବ ଏଇଭଳି ଆସିଥିଲେ। ତାପରେ କର୍ଦ୍ଦମନୀ କପିଳ ଦେବଙ୍କୁ ପ୍ରାପ୍ତ ହେଲା ପରେ ତାଙ୍କର ତ ମନେ ପଡ଼ିଲା, କର୍ଦ୍ଦମନୀଙ୍କର ଗୋଟେ ମନେ ପଡ଼ିଲା କ'ଣ, ଯେତେବେଳେ ସେ କହିଲେ, ଦେବହୂତି କହିଲେ ମୋତେ ଗୋଟେ ପୁତ୍ର ଦିଅ, ସେ ସମୟରେ କର୍ଦ୍ଦମନୀଙ୍କର ମନେ ପଡ଼ିଲା, ଆରେ ମୁଁ ତ ଭୁଲି ଯାଇଥିଲି। କ'ଣ ଭୁଲି ଯାଇଥିଲି ନା, ଭଗବାନ ମୋର ପୁତ୍ର ହେଇକି ଆସିବେ କହିଛନ୍ତି, ସେଇଟା ସେ ଭୁଲି ଯାଇଥିଲେ। ତାପରେ ସେ ବିଚାର କଲେ, ହଁ ବର୍ତ୍ତମାନ ଯୋଉ ପୁତ୍ର ଆସିବେ,
ଭଗବାନ ଆସିବେ। ତାଙ୍କର ମନେ ପଡ଼ିଗଲା ସେତେବେଳେ ପ୍ରକୃତରେ ଭଗବାନ ହିଁ ଆସିଲେ। ଉପଯୁକ୍ତ ସମୟ, ଉପଯୁକ୍ତ ତିଥି, ଉପଯୁକ୍ତ ଲଗ୍ନ, ନକ୍ଷତ୍ରର ସ୍ଥିତି ଏସବୁ ଦେଖି ଭଗବାନ କପିଳଦେବ ପ୍ରକଟ ହେଲେ। ଆଚ୍ଛା, ଭଗବାନ କପିଳଦେବ ଯେତେବେଳେ ପ୍ରକଟ ହେଲେ ସେ ଆଉ ଛାଡ଼ିକି ଯିବା ଠିକ୍ ଥିଲା? ସଂସାର ଛାଡ଼ିକି ଯିବ, ବାନପ୍ରସ୍ଥ ହେଇକି ଯିବେ, ସନ୍ନ୍ୟାସୀ ହେଇକି ଯିବେ, ଯୋଉ ବିଚାର କରିଥିଲେ ଆଗରୁ। ବାନପ୍ରସ୍ଥ ହେବେ, ସନ୍ନ୍ୟାସୀ ଉଦ୍ଦେଶ୍ୟ କ'ଣ? ଭଗବାନ ପାଇବା ତ? ନା କ'ଣ ପାଇଁ ଜଣେ ଯାଆନ୍ତି? ଭଗବାନ ପାଇବା ତ? ଆଉ ଭଗବାନ ତ ତାଙ୍କ ଘରେ। ଚିନ୍ତା କରୁନ, ଭଗବାନ ତ ତାଙ୍କ ଘରେ। ଭଗବାନ ବା ପ୍ରକଟ ହେଲେ ତାଙ୍କ ଘରେ, ତାହେଲେ ସେ ଯିବେ ନା? ଯିବେ? କ'ଣ ଭାବୁଛନ୍ତି ଆପଣମାନେ? ଭଗବାନ ତ ତାଙ୍କ ଘରେ ପ୍ରକଟ ହେଲେ। ଆଉ ସବୁ ତ ବର୍ଣ୍ଣ ଆଶ୍ରମର ତ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ପାଇବା। ଆଉ ସେ ଛାଡ଼ିକି କାହିଁକି ଯିବେ? ନା, ସେ ଗଲେ, ଛାଡ଼ି ଗଲେ। କାହିଁକି ନା ଭଗବାନ ଘରେ ପ୍ରକଟ ହେଲେ ମଧ୍ୟ ବିଧିଟାକୁ ରଖିଲେ। ବିଧି କ'ଣ? 50 ବର୍ଷ ପରେ ଗୃହ ତ୍ୟାଗ ବିଧି, ବାନପ୍ରସ୍ଥ। ଆଉ ସେ ସାଧାରଣ ନୁହନ୍ତି, ଭଗବାନଙ୍କୁ ସେ ଦର୍ଶନ କରିଛନ୍ତି, ଭଗବାନଙ୍କୁ ସେ ପାଇଛନ୍ତି, ବିଧିଟାକୁ ସେ ଭାଙ୍ଗିଲେନି, ସେ ଛାଡ଼ିକି ଗଲେ। ଆଉ ଛାଡ଼ିକି ଯାଇକି ସେ ଯୋଉ ଛାଡ଼ିକି ପଳେଇଗଲେ, ଭଗବାନ ପାଇଥିବେ ନା ନାହିଁ? ଭଗବାନ ହିଁ ପାଇଛନ୍ତି। ସେ ଭଗବାନ ହିଁ ପାଇଛନ୍ତି। ଆରେ ଯିଏ ଭଗବାନଙ୍କ ପୁତ୍ର ରୂପେ ପାଇଛନ୍ତି, ଆଉ ସେ ଶରୀର ଛାଡ଼ିଲା ପରେ ଭଗବାନ ପାଖକୁ ଯାଇନଥିବେ କି? ଯାଇଛନ୍ତି। ତ ତାଙ୍କ କଥା ବର୍ତ୍ତମାନ ସେ ତ ଗଲେ। କପିଳଦେବଙ୍କୁ ସେ ସ୍ତୁତି କରିଛନ୍ତି 7ଟା ଶ୍ଲୋକରେ, ପିତା ପୁତ୍ରଙ୍କୁ ସ୍ତୁତି କରିଛନ୍ତି। କର୍ଦମୁନି ଭଗବାନ କପିଳଦେବଙ୍କୁ 7ଟା ଶ୍ଲୋକରେ ସ୍ତୁତି କରିଛନ୍ତି। କିଭଳି? ଏକାନ୍ତରେ। ଦେବହୂତି ଜାଣିନଥିବେ, ଦେବହୂତି ଦେଖିନଥିବେ, ସେଇଭଳିଆ ଏକାନ୍ତରେ କର୍ଦମୁନି ତାଙ୍କୁ ସ୍ତୁତି କଲେ। କହିଲେ, ହେ ପ୍ରଭୁ, ଆପଣ କଥା ଦେଇଥିଲେ ଆସିବେ ବୋଲି, ଆସିଲେ। 7ଟା ଶ୍ଲୋକ ରହିଛି, ଆପଣ ପଢ଼ି ନେବେ। 7ଟା ଶ୍ଲୋକରେ ସେ ସ୍ତୁତି କରିଛନ୍ତି। ତାପରେ ସେ ଗୃହ ଛାଡ଼ି ଚାଲିଗଲେ। ଚାଲିଗଲେ, କିନ୍ତୁ ଚାଲିଯିବା ପୂର୍ବରୁ ଦେବହୂତିଙ୍କୁ ସେ ଆଶ୍ୱାସନା ଦେଇଥିଲେ। ଆହୁରି ବହୁତ ବାର୍ତ୍ତାଳାପ ରହିଛି, ମୁଁ ତ ଖାଲି ଗୋଟେ ମନେ ପଡ଼ିଯାଉଛି ବୋଲି କହୁଛି। ଶେଷ ସେ କର୍ଦମୁନିକୁ ପଚାରିଥିଲେ, ଦେବହୂତିଙ୍କୁ ଯେତେବେଳେ ଛାଡ଼ିକି କର୍ଦମୁନି ଯାଉଛନ୍ତି, ଦେବହୂତି କର୍ଦମୁନିକୁ ପଚାରିଥିଲେ, ହେ ନାଥ, ହେ ପତିଦେବ, ଆପଣ ତ ଛାଡ଼ି ଚାଲି ଯାଉଛନ୍ତି, ମୋର ଅଜ୍ଞାନତାକୁ କିଏ ଦୂର କରିବ? ମୋର ଯେଉଁ ମନରେ ଯେଉଁ ସନ୍ଦେହ ରହିଛି, ମୋର ଯେଉଁ ଅଜ୍ଞାନତା ରହିଛି, ଏ ଅଜ୍ଞାନତା କିଏ ଦୂର କରିବ? ଶେଷରେ କର୍ଦମୁନି ତାଙ୍କୁ ଆଶ୍ୱାସନା ଦେଇଥିଲେ, ହେ ଦେବହୂତି, ତୁମେ ଚିନ୍ତା କରନି, ତୁମର ଯେଉଁ ଅଜ୍ଞାନତା ରହିଛି ବୋଲି ବିଚାର କରୁଛ, ତାକୁ ଦୂର କରିବେ କିଏ? ନା ସ୍ୱୟଂ ଭଗବାନ। କାରଣ ଭଗବାନ ତୁମ ପାଖରେ, ତୁମ ପୁତ୍ର ରୂପେ ଭଗବାନ ଅଛନ୍ତି। କାରଣ ଏଇ କଥା ଦେବହୂତି ଜାଣିଲେ କାହାଠୁ? କର୍ଦମୁନିଙ୍କ ଠାରୁ। କ'ଣ? କେଉଁ ବିଷୟ? ଯେ ତାଙ୍କ ପୁତ୍ର ହେଉଛନ୍ତି ଭଗବାନ। ତାଙ୍କ ପୁତ୍ର ଭଗବାନ ହେବେ ବୋଲି, ଭଗବାନ ତାଙ୍କ ପୁତ୍ର ହେବେ ବୋଲି କର୍ଦମୁନି ଜାଣିଥିଲେ ନା କ'ଣ ଦେବହୂତି ଜାଣିଥିଲେ କି? କର୍ଦମୁନିକୁ ଭଗବାନ କହିଥିଲେ ନା, ମୁଁ ତୁମ ପୁତ୍ର ହେବି ବୋଲି, ବିବାହ ପୂର୍ବରୁ କହିଥିଲେ। ତ ଏଇ କଥାଟା ସେ ତ ଦେବହୂତି ତ ଜାଣିନାହାନ୍ତି। ଦେବହୂତିଙ୍କୁ ବର୍ତ୍ତମାନ କର୍ଦମୁନି କହିଲେ, ମୁଁ ଛାଡ଼ିକି ଯାଉଛି, ତୁମେ ଚିନ୍ତା କରନି, ମୁଁ ଛାଡ଼ିକି ଚାଲି ଯାଉଛି, କିନ୍ତୁ ତୁମର କୌଣସି ସନ୍ଦେହ ରହିବ ନାହିଁ। ସବୁ ସନ୍ଦେହ ଦୂର ହେବ। କାହିଁକି ନା ତୁମେ ଯାହାକୁ ପ୍ରାପ୍ତ ହେଇଛ ସିଏ ଭଗବାନ। ତେଣୁ ସିଏ ତୁମର ସମସ୍ତ ସନ୍ଦେହ ଦୂର କରିବେ, ତୁମର ସମସ୍ତ ଅଜ୍ଞାନକୁ ଦୂର କରିବେ। ତୁମେ ତାଙ୍କ ପାଖରେ ଜିଜ୍ଞାସା କଲେ ସେ ତୁମର ସମସ୍ତ ଅଜ୍ଞାନତା ଦୂର କରିବେ। ତ ଏ କଥା କହିକି ସେ ଚାଲି ଯାଇଥିଲେ। ତାପରେ ଦିନେ କ'ଣ ହେଇଛି? ଦିନେ ବସିକି ଏଇ ଯୋଉ ଦୃଶ୍ୟ ଦେଖୁଛନ୍ତି। ଦିନେ ମା ପଚାରିଲେ, ମା ଦେବହୂତି ବର୍ତ୍ତମାନ କପିଳଦେବଙ୍କୁ ପଚାରିଲେ, ମୋତେ ସବୁ ବିଷୟରେ ବୁଝେଇ କହ, ମୋତେ ସୃଷ୍ଟି ବିଷୟରେ କହ ବୁଝେଇକି। ସେ ସମୟରେ ଭଗବାନ କପିଳଦେବ ପୁରା ସୃଷ୍ଟ ବିସ୍ତାର ବର୍ଣ୍ଣନା କରିଛନ୍ତି। ବିନ୍ଦୁସାର ନିକଟରେ ମାନେ ସାଂଖ୍ୟଶାସ୍ତ୍ର, ମହତ୍ତତ୍ଵ ମାନେ କେମିତି ସୃଷ୍ଟି ହେଲା, ଆମେ ଯାହା କଥା ଆରମ୍ଭରୁ ସବୁ ଶୁଣିଥିଲେ, କେମିତି ମହତ୍ତତ୍ଵ ସୃଷ୍ଟି ହୁଏ, ମହତ୍ତତ୍ଵର ଭିନ୍ନ ଭିନ୍ନ ସବୁ ତତ୍ଵ ସବୁ କେମିତି ସୃଷ୍ଟି ହୁଏ, ଗୁଣମାନଙ୍କର ବର୍ଣ୍ଣନା, ସୃଷ୍ଟିର ବର୍ଣ୍ଣନା, ଅଷ୍ଟାଙ୍ଗ ଯୋଗର ବର୍ଣ୍ଣନା, ବିଭିନ୍ନ ଯୋଗର ବର୍ଣ୍ଣନା, ଏ ସବୁ ବର୍ଣ୍ଣନା କଲେ। ଏତେ ସେ ବର୍ଣ୍ଣନା କଲେ, ସବୁ ଶୁଣିଲେ। ଦେଖୁନାହାନ୍ତି, ବକ୍ତା ଜଣେ, ଶ୍ରୋତା ଜଣେ, ସବୁ ଶୁଣୁଛନ୍ତି। ସବୁ ଶୁଣିଲେ। ସେ ଚିତ୍ରଟା ଅଛି ତ, ଭଗବାନ ବସିଛନ୍ତି ଉପରେ, ମା ବସିଛନ୍ତି ତଳେ। ମାଙ୍କୁ ବୁଝାଉଛନ୍ତି, ମା ଶୁଣୁଛନ୍ତି।
ତ ଭଗବାନ ଏଭଳି ସବୁ ବୁଝେଇଲେ। ବୁଝେଇଲା ପରେ ମା ସବୁ ଶୁଣୁଛନ୍ତି। ମା ସବୁ ଶୁଣିଲେ ଶେଷରେ ସବୁ ଶୁଣିଲା ପରେ ମା ପୁଣି ତିନିଟା ପୁଣି ପ୍ରଶ୍ନ ପଚାରିବେ, ମାନେ ତାଙ୍କର ଆଉ ଅଧିକା ଜିନିଷ ଜାଣିବା ପାଇଁ ସେ ଚାହିଁବେ। ଏ ତ ସବୁ ତତ୍ତ୍ୱ ଜିନିଷ ଶୁଣିଲା ପରେ ବର୍ତ୍ତମାନ ସେ କ'ଣ କ'ଣ ପ୍ରଶ୍ନ ପଚାରୁଛନ୍ତି, ଏ ତିନିଟା ପ୍ରଶ୍ନ ଶୁଣନ୍ତୁ। ଏ ତିନିଟା ପ୍ରଶ୍ନରେ ପୁଣି ଆମେ ଏ ଯୋଉ ପ୍ରବଚନ ଶୁଣିବା 7 ଦିନ। ମା ପଚାରିବେ ପ୍ରଥମ ପ୍ରଶ୍ନ, ଦେବହୂତି ଉବାଚ ଯଥା ସାଂଖ୍ୟେଷୁ କଥିତଂ ଜନ୍ମୂଳଂ ତତ୍ପ୍ରଚକ୍ଷତେ ଭକ୍ତି ଯୋଗସ୍ୟ ମେ ମାର୍ଗଂ ବ୍ରୂହି ବିସ୍ତରତଃ ପ୍ରଭୋ। କ'ଣ କହୁଛନ୍ତି? ପ୍ରଭୋ ସମ୍ବୋଧନ ଦେଖନ୍ତୁ, କ'ଣ ପ୍ରଭୋ, ହେ ପ୍ରଭୋ। ତାମାନେ ମା ଜାଣି ଦେଇଛନ୍ତି ଭଗବାନ ନା। କହିଲେ ପ୍ରଭୁ ଯଥା ସାଂଖ୍ୟେଷୁ କଥିତଂ ଜନ୍ମୂଳଂ ତତ୍ପ୍ରଚକ୍ଷତେ। ଆପଣ ଯୋଉ ସାଂଖ୍ୟ ଯୋଗ କଥା କହିଲେ, ବିଭିନ୍ନ ଯୋଗ କଥା କହିଲେ, ବିଭିନ୍ନ ଦୃଷ୍ଟିକୋଣ ସୃଷ୍ଟ ସବୁ କଥା ବିସ୍ତାର କରିକି ଆପଣ କହିଲେ, ସବୁ ଜିନିଷର ମୂଳ ହଉଛି କ'ଣ ନା, ମୂଳ ହଉଛି ଭକ୍ତି। ମୁଁ ଯାହା ବୁଝିଲି, ମା କହୁଛନ୍ତି ଆପଣ ଯେତେ ବିସ୍ତାର ଭାବେ ସବୁ ବର୍ଣ୍ଣନା କରି କହିଲେ, ତାର ସାର ବସ୍ତୁ ମୁଁ ଯାହା ବୁଝିଲି ସେଟା ହଉଛି ଭକ୍ତି। ତେଣୁ ଭକ୍ତି ଯୋଗସ୍ୟ ମେ ମାର୍ଗଂ ବ୍ରୂହି ବିସ୍ତରତ ପ୍ରଭୋ। ହେ ପ୍ରଭୁ, ମତେ ସେ ଭକ୍ତି ଯୋଗ ବିଷୟରେ ମତେ ଆଉଥରେ କୁହନ୍ତୁ। କିଭଳି କହିବେ ନା, ବିସ୍ତାର ଭାବେ କୁହନ୍ତୁ। ମତେ ଭକ୍ତି ଯୋଗ ବିଷୟରେ ବିସ୍ତାର ଭାବେ କୁହନ୍ତୁ। ମାନେ ସବୁ ଶୁଣି ସାରିଲା ପରେ ପୁଣି ପ୍ରଶ୍ନ ପଚାରୁଛନ୍ତି, ମତେ ଭକ୍ତି ଯୋଗ ବିଷୟରେ ବିସ୍ତାର କରି କୁହନ୍ତୁ। ମାନେ ଭକ୍ତି କ'ଣ, ଭକ୍ତି କେମିତି, କ'ଣ କ'ଣ ତାର ପ୍ରକାର କ'ଣ, ଏ ବିଷୟରେ ମତେ ବିସ୍ତାର ଭାବେ କୁହନ୍ତୁ। ଭଗବାନ କହିଲେ ହଉ। ଭଗବାନ ଖାଲି ଶୁଣୁଛନ୍ତି କ'ଣ ପଚାରୁଛନ୍ତି ମା। ଏ ହେଲା ପ୍ରଥମ ପ୍ରଶ୍ନ। ଦ୍ୱିତୀୟ ପ୍ରଶ୍ନ ପଚାରିଲେ, ବିରାଗ ଯେନ ପୁରୁଷ ଭଗବାନ ସର୍ବତୋ ଭବେତ୍ ଆଚକ୍ଷ ଜୀବଲୋକସ୍ୟ ବିବିଧା ମମ ସଂସ୍କୃତି। କହିଲେ ବିରାଗ ଯେନ ପୁରୁଷର ଯେମିତି ବୈରାଗ୍ୟ ଆସିବ, ସଂସାର ପ୍ରତି ବୈରାଗ୍ୟ ଆସିବ, ସେ କଥା ବୁଝେଇ କୁହ। ପୁରୁଷ ମାନେ ଏଠି ବ୍ୟକ୍ତିର ବା ପ୍ରତ୍ୟେକ ଜୀବର, ମଣିଷର ଆଉ କ'ଣ, କୁକୁର ବିଲେଇ ଛେଳି ଏମାନଙ୍କର ବୈରାଗ୍ୟ ଆସିବ ନା କ'ଣ? ମଣିଷର ବୈରାଗ୍ୟ କେମିତି ଆସିବ ସେ କଥା ବୁଝେଇକି କୁହ। ବୈରାଗ୍ୟ ଆସିବା କ'ଣ ଦରକାର? କିଏ ସଂସାରରେ କେହି ବି ବୈରାଗ୍ୟ ହେବା ପାଇଁ ଚାହୁଁଛନ୍ତି ନା? କେହି ବି ବୈରାଗ୍ୟ ହେବା ପାଇଁ ଚାହିଁବେ? କିଏ ଆପଣ କିଏ ଚାହୁଁଛି? ହାତ ଦେଖିଲେ ବୈରାଗ୍ୟ ହେବେ କିଏ? ହାତ ଦେଖିଲେ। ନା ମଲା, ତୁମେ ବା ଆଜି ହେଲ ବୋଲି ଆମେ ସବୁ ବୈରାଗ୍ୟ ହେଇଯିବୁ ନା? ମନରେ ବିଚାର ଆସିବ ନା ଯାହାହେଲେ ବି। ଆପଣ ଯଦି କାହାକୁ ଗୋଟେ ଆଜିକାଲି ଦେଖୁନାହାନ୍ତି, ଯଦି କାହାକୁ ବୈରାଗୀ ନାଁ ଦେବେ କୋଉ ପୁଅକୁ ବି, ସେ ଛୁଆ ନାମକରଣ ସମୟରେ କହିବେ ମତେ ଏ ନାଁଟା କାହିଁ ଦଉଛ ବା? ଛୋଟ ଛୁଆକୁ ଯଦି ବୈରାଗୀ ନାମ ଦବ, ସିଏ ବି କହିବେ ମତେ ଏ ନାଁ ଦିଅନି, ବୈରାଗୀ କ'ଣ ଗୋଟେ ନାଁ ଦଉଛ, ମତେ ରାଜା ଦିଅ ନା, ସେ କହିଦେବ। ଆଜିକା ଛୁଆ ସବୁ ସ୍ମାର୍ଟ ନା, ଛୋଟବେଳୁ ସେ ସବୁ କ'ଣ ତାର ଦେଖୁନାହାନ୍ତି। ମୁଁ ଦେଖୁଥିଲି ବା, ସେ ତାଙ୍କ ନାତୁଣୀ ପୁରା ମୋବାଇଲ ଘାଣ୍ଟି ପକଉଛି, ବାପା ଦେଖି ସେ ଛୋଟ ବେଳୁ ସବୁ ସ୍ମାର୍ଟ। ତ ବୈରାଗୀ ନାଁ ଦେଲେ ବି ସେ ସ୍ୱୀକାର କରିବ, ମତେ ଏଇଟା କାହିଁ ଦଉଛ, ଭଲ ନାଁଟେ ଦିଅ। ବୈରାଗୀ ହବା ପାଇଁ କିଏ ଚାହିଁବ? ନାଁଟାକୁ ଆମେ ସ୍ୱୀକାର କରୁନେ, ବୈରାଗୀ କିଏ ହବ ନା? ତାହେଲେ ସେ କେମିତି ପଚାରିଲେ? ଏହାପରେ ଆଚାର୍ଯ୍ୟମାନେ ସବୁ ଟୀକା କରିଛନ୍ତି। କାହିଁକି ମୁଁ ଏଇଟା କହୁଛି, ଏଇଟା ଆମେ ଗୋଟେ ଅଲଗା ଶୈଳୀରେ ବିନୋଦ ଦୃଷ୍ଟିକୋଣ ଗୋଟେ ଆନନ୍ଦରେ ଶୁଣୁଛେ। ଏଇଟା ପ୍ରାସଙ୍ଗିକତା କ'ଣ? କାହିଁକି ଗୋଟେ ବୈରାଗ୍ୟ ବିଷୟଟା କାହିଁ ପଚାରୁଛନ୍ତି ମା? ଆଉ କିଛି ପଚାରିଲେନି, ବୈରାଗ୍ୟ ବିଷୟଟା ପଚାରୁଛନ୍ତି। ଯେ ଏଇ କଥା ଶୁଣିଲା ମତେ ଶୁଣିକି ଏ ବାବାରେ ଆଉ ପ୍ରବଚନ ଶୁଣିବା ପାଇଁ ଯିବାନି। କ'ଣ ବାବା କ'ଣ ବୈରାଗ୍ୟ କଥା କ'ଣ ଉଠେଇଲେଣି ଏଠି କ'ଣ? ଆରେ ଆମେ ଉଠୁନୁ, ଭଗବାନ କହିଛନ୍ତି, ସରି ତାଙ୍କ ମା କହୁଛନ୍ତି, ତାଙ୍କ ମା ଜିଜ୍ଞାସା କରୁଛନ୍ତି। କାରଣ ଏଠି ସବୁ ତତ୍ତ୍ୱ ରହିଛି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଟୀକାରେ କହୁଛନ୍ତି, ଭକ୍ତୌ ପ୍ରବେଶାୟ କିଞ୍ଚିତ୍ ବୈରାଗ୍ୟମ୍ ଉପେକ୍ଷତ ଇତି ତଦର୍ଥ ପୃଚ୍ଛତି। ମାନେ ଭକ୍ତିରେ ପ୍ରବେଶ ପାଇଁ କିଞ୍ଚିତ୍ ବୈରାଗ୍ୟ ଆବଶ୍ୟକ। ବୈରାଗ୍ୟ ନହେଲେ ଭକ୍ତି ହବନି। ଯିଏ ଯେତେ ବୈରାଗୀ ହେଇପାରିବେ ତାଙ୍କର ଭକ୍ତିଟା ସେତେ ସୁଷ୍ଠୁ ଭାବେ ହବ। କେମିତି? ଏଟା ଧୀରେ ଧୀରେ ଆଗକୁ ଆସିବ ଆଲୋଚନାରେ, ସେଟା ଶୁଣିବେ, ବୁଝିବେ। ଭକ୍ତିର ଯୋଉ କହିଲେ ନା, ମତେ ଭକ୍ତି ବିଷୟରେ ବୁଝେଇକି କୁହ, ତ
ପ୍ରଥମ ପ୍ରଶ୍ନ ସେଇଟା ଶୁଣିବା। ଏତ 7 ଦିନ ରହିଛି ଆମେ ଶୁଣିବା ପାଇଁ, ଶୁଣିବା ସେ ଜିନିଷ ଶୁଣିବେ, ସେଇଠି ସେଇଟା ଆଲୋଚନା ହେଇନି। ତ ଭକ୍ତିରେ ପ୍ରବେଶ ପାଇଁ ବୈରାଗ୍ୟ ଆବଶ୍ୟକ, ନଚେତ୍ ଭକ୍ତି ହବନି। ଦେଖାଯାଉଥିବା ଆମେ ଭକ୍ତି କରୁଛେ, ଭକ୍ତି ପାଇଁ ବୈରାଗ୍ୟ ଆବଶ୍ୟକ। ବୈରାଗ୍ୟ ମାନେ କ'ଣ? ଭକ୍ତି ପାଇଁ ବୈରାଗ୍ୟ ଆବଶ୍ୟକ ଯେଉଁ କୁହାହେଲା, ବୈରାଗ୍ୟ ମାନେ କ'ଣ? ସବୁ ଘର ଦ୍ୱାର ଛାଡ଼ିକି ସବୁ କ'ଣ ଦାଢ଼ି ଜଟା ସବୁ ଧାରଣ କରିବା, ସବୁ ଯାଇକି ଜଙ୍ଗଲ ଭିତରେ ରହିବା, ସେଇଟା ବୈରାଗ୍ୟ ନା କ'ଣ? ଆଉ ବୈରାଗ୍ୟ ମାନେ ଅନାସକ୍ତ ଭାବ, ଡିଟାଚମେଣ୍ଟ, ଅନାସକ୍ତ ରହିବେ। ବୈରାଗ୍ୟ ମାନେ ନୁହେଁ ସଂସାର ଛାଡ଼ିକି ପଳାଇବେ, ନାଇଁ ନାଇଁ ନାଇଁ, ସଂସାର ଭିତରେ ରହିବେ କିନ୍ତୁ ବୈରାଗ୍ୟ ଭାବଟାକୁ ପୋଷଣ କରିବେ। ଏଇଟା ହେଉଛି ବହୁତ ବଡ଼ ସାଧନ। ସଂସାର ଭିତରେ ରହିବେ କିନ୍ତୁ ଆମେ ସଂସାର ଭିତରେ ରହୁଛେ, କିନ୍ତୁ ସଂସାର ଆମ ଭିତରେ ନ ରହୁ। ଡଙ୍ଗାଟା ପାଣିରେ ଯାଉଛି ନା ନାଇଁ? ଡଙ୍ଗାଟା ପାଣିରେ ଯାଉ, କିନ୍ତୁ ଡଙ୍ଗା ଭିତରକୁ ପାଣି ନ ଆସୁ। କ'ଣ ବୁଝିପାରୁଛନ୍ତି ନା? ଡଙ୍ଗାଟା ପାଣିରେ ଯିବାଟା ଠିକ, ଡଙ୍ଗା ଭିତରୁ ଯଦି ପାଣି ଆସିଯିବ କ'ଣ ହବ? ମାନେ ସେଇ ଡଙ୍ଗାଟା ହିଁ ଆମକୁ ବୁଡ଼େଇବ। ତ ବୈରାଗ୍ୟଟା ହେଉଛି ଠିକ ସେୟା। ଆମେ ରହିବା, ସଂସାର ରହିବା, ଏମିତି ନୁହେଁ ସବୁ ଛାଡ଼ି ସବୁ କ'ଣ ଜଙ୍ଗଲକୁ ପଳେଇବା। ନାଇଁ ନାଇଁ, ଜଙ୍ଗଲକୁ ଗଲେ ଆଜିକାଲି ତ ଜଙ୍ଗଲକୁ ଗଲେ କେହି ବୈରାଗ୍ୟ ହେଇପାରିବେ। ଜଙ୍ଗଲକୁ ଗଲେ ମୋବାଇଲଟା ଦେଖିବେ ଟାୱାର ଆସୁଛି ନା ନାହିଁ, ନେଟୱାର୍କ କ'ଣ ଆସିଲାନି କ'ଣ ସେ ଦେଖିବେ, କ'ଣ କାହିଁ ଫେସବୁକ୍ ଦେଖି ହେଉନି, କ'ଣ ରିଲ୍ ଆଉ ଦେଖି ହେଉନି। ତ ରିଲ୍ ଦେଖିବ ସେଠି ଜଙ୍ଗଲ ଭିତରେ ଯିବା, ବୈରାଗ୍ୟ କ'ଣ ହବ? ହବନି। ତେଣୁ ଆଜିକାଲିର ସ୍ଥିତି ହେଉଛି ଏହା। ତେଣୁ ବୈରାଗ୍ୟ ମାନେ ଅନାସକ୍ତ ଭାବ, ସବୁ ଥିବ କିନ୍ତୁ ଅନାସକ୍ତ ଭାବ। ଯେମିତି ଗୀତାରେ ଭଗବାନ କହିଛନ୍ତି, ସେଟା ଅଲଗା ଦୃଷ୍ଟିକୋଣରୁ କହିଛନ୍ତି, ବ୍ରହ୍ମଣ୍ୟାଧାୟ କର୍ମଣି ସଙ୍ଗଂ ତ୍ୟକ୍ତ୍ୱା କରୋତି ଯ ଲିପ୍ୟତେ ନ ସ ପାପେନ ପଦ୍ମପତ୍ର ଏବାମ୍ଭସା। ତ ଏଇ ଯେଉଁ ଶେଷ ଶବ୍ଦଟା ରହିଲା ପଦ୍ମପତ୍ର ଏବା ଅମ୍ଭସା, ପଦ୍ମପତ୍ରଟା ପାଣି ଭିତରେ ଥାଏ। ପଦ୍ମପତ୍ରଟା ଯେଉଁ ଜଳ ଭିତରେ ଥାଏ, ଜଳ କ'ଣ ତା ଦେହରେ ଲାଗେ କି? ଲାଗେନି ତ। ତା ଉପରକୁ ବି ଜଳ ଆସେ ବେଳେ ବେଳେ। ପଦ୍ମପତ୍ର ଉପରକୁ ମଧ୍ୟ ଜଳ ଆସେ ନା, କିନ୍ତୁ ଢଳ ଢଳ ହେଉଥିବ, ପୁଣି ଗଳି ପଡ଼ିବ। ତ ବୈରାଗ୍ୟ ଠିକ୍ ସେ, ଆମ ପାଖରେ ସବୁ ଜିନିଷ ରହିବ, ସବୁ ବସ୍ତୁ ରହିଥିବ, କିନ୍ତୁ ଅନାସକ୍ତ ଭାବରେ ରହିବା ଉଚିତ। ଅନାସକ୍ତ ଭାବରେ ଯଦି ରହିପାରିବେ ତାହେଲେ ଭକ୍ତି ପଥକୁ ଆସିପାରିବେ। ବିଶ୍ୱନାଥ ଯୋଗୀ ଠାକୁର ସେ କଥା ହିଁ କହିଲେ, ଭକ୍ତ ପ୍ରବେଶାୟ କିଞ୍ଚିତ୍ ବୈରାଗ୍ୟମ ଅପେକ୍ଷାତ। ଭକ୍ତିରେ ପ୍ରବେଶ ପାଇଁ କିଞ୍ଚିତ୍ ବୈରାଗ୍ୟ ଆବଶ୍ୟକ। ଯେମିତି ଆମେ ଦେଖୁନାହାନ୍ତି ଭକ୍ତି ପଥକୁ ଆସିବା ପାଇଁ ଆମକୁ କୁହାଯାଉଛି କ'ଣ? ଆମିଷ ଛାଡ଼, ନିଶା ଛାଡ଼। ଆମେ ଗୋଟା ତ୍ୟାଗ କରୁଛେ କି ନାହିଁ? ଏହା ପ୍ରତି ଆମର ଆସକ୍ତି ଅଛି କି? ଯେଉଁମାନେ ଭକ୍ତ ହେଇଛନ୍ତି, ଆପଣମାନେ ସବୁ ଭକ୍ତ ହେଇଛନ୍ତି, ଆମିଷ ଖାଇବା ପାଇଁ ଇଚ୍ଛା ହେଉଛି କି? ଆଉ ହେବନି। କାହିଁ? ଏଇଟା ଦେଖନ୍ତୁ ଆମେ ଛାଡ଼ିଦେଲେ ସେଇଟା। ଆମେ ରହିବା, ସଂସାର ରହିବା, କିନ୍ତୁ ତା ପ୍ରତି ଆଉ ଆସକ୍ତି ନାହିଁ। ଠିକ୍ ସେଭଳି ସବୁ ବସ୍ତୁ ଆମ ପାଖରେ ରହିଛି, କିନ୍ତୁ କୌଣସି ବସ୍ତୁ ପ୍ରତି ଆମର ଆସକ୍ତି ରହିବ ନାହିଁ। ଏଟା ମିଳିଲେ ମିଳିଲା, ନ ମିଳିଲେ ନାହିଁ, ବାସ୍। ମାନସିକ ସ୍ଥିତିରେ ସେଭଳି ରହିବା। ତେଣୁ କିଞ୍ଚିତ୍ ବୈରାଗ୍ୟ ଅପେକ୍ଷାତ। ଆଜିକାଲି କ'ଣ ସବୁ, ଆଜିକାଲି ନା ପ୍ରଭୁପା ଲେଖିଛନ୍ତି କେତେ ସୁନ୍ଦର ଦେଖୁନାହାନ୍ତି। ପ୍ରଭୁପା ଲେଖିଲେ, ସୋ କଲ୍ଡ ଅଫିସିଆଲ ରିଲିଜିୟସ୍ ପର୍ସନ୍ସ କ୍ୟାନ୍ ନଟ୍ ଆଚିଭ୍ ଭକ୍ତି। ସୋ କଲ୍ଡ ଅଫିସିଆଲ ରିଲିଜିୟସ୍ ପର୍ସନ୍ସ, ଅଫିସିଆଲ ରିଲିଜିୟସ୍ ମାନେ ଅଫିସିଆଲ ଧାର୍ମିକ ଯେଉଁ କୁହାଯାଏ, ଧାର୍ମିକ କିନ୍ତୁ ଅଫିସିଆଲ ମାନେ କ'ଣ? ଆଜି କ'ଣ ହେ? ସୋମବାର ଚାଲ ଶିବ ମନ୍ଦିରକୁ ଚାଲ, ସୋମବାର ଯିବା। ଆଜି କି ବାର? ଆଜି ମଙ୍ଗଳବାର, ମଙ୍ଗଳା ମନ୍ଦିରକୁ ଚାଲ। ଏ ଅଫିସିଆଲ ରିଲିଜିୟସ୍। ଆଜି କ'ଣ? ଶୁକ୍ରବାର ସନ୍ତୋଷୀ ମା ଚାଲ। ଏଇଟା କି ମାସ? ନା ଏଇଟା କ'ଣ ଶ୍ରାବଣ ମାସ, ତାପରେ ଆସିବ ଭାଦ୍ର, ତାପରେ ଆସିନ ଜହ୍ନି ଓଷା କର। ଏଇଟା କି ମାସ? ଏଇଟା ଅମକ ମାସ, ପୋଟଳ ଓଷା କର। ଏଇଟା କ'ଣ? ଏଇଟା ଫୁଲକୋବି ଓଷା କର। କିନ୍ତୁ କ'ଣ ଏଇଟା? ଏଇ ଯେଉଁ ମାନେ ଏଇଟା କ'ଣ? ଅଫିସିଆଲ ରିଲିଜିୟସ୍ ପର୍ସନ୍, ମାନେ ତା ପ୍ରତି କିଛି ଆସକ୍ତି ନାହିଁ, ଖାଲି ଗୋଟେ କରାହେଉଛି। ଆଉ ଗୋଟେ ଅଫିସିଆଲ ରିଲିଜିୟସ୍ ନା, ଆଉ କ'ଣ? ତାର କିଛି ଗୋଟେ ମାନେ ଶ୍ରଦ୍ଧା ନଥିବ, ଖାଲି ଗୋଟେ ବାଧିବା କଥା, ହଁ କରିବା। କାର୍ତ୍ତିକ ମାସ ଆସିଲା, କାର୍ତ୍ତିକ ମାସରେ କ'ଣ ଦେଖୁନାହାନ୍ତି? କାର୍ତ୍ତିକ ମାସରେ କ'ଣ କରୁଛନ୍ତି? ଲିପା ପୋଛା ହବ, ଘର ଦ୍ୱାର ଝୋଟି ଫୋଟି ପଡ଼ିକି ପୁରା ଛିନଛତ୍ର କରିଦେବେ। ମାସ ସରିଲା ପରେ ଗଲା, ସରିଲା। କୁଆଡ଼େ ସେ ସବୁ ଝୋଟି ଫୋଟି ଆଉ କିଛି ନାହିଁ। ପୁଣି ଛାଡ଼ ଖାଇରେ ପୁଣି ଜୀବ ମାରିକି ତାର ଅବସ୍ଥା ଯାହା ହବ। ପୁଣି ତାପରେ ଗଲା ସେ ଆଉ କୁଆଡ଼େ ଗଲା, କାହିଁ ମନ୍ଦିର ଆସୁନ? କାର୍ତ୍ତିକ ମାସ ବୋଲି ଯାଉଥିଲୁ ନା, ସବୁବେଳେ ଯିବୁ ନା? ସେଟା କାର୍ତ୍ତିକ ମାସରେ ଭଗବାନ ଅଛନ୍ତି, ଆଉ ଅଲଗା ମାସରେ ନାହାନ୍ତି ନା ଭଗବାନ? କାର୍ତ୍ତିକ ମାସରେ ଭଗବାନ ସତେ ଯେମିତି ପୁରା ଖୋଲି ଦେଇଛନ୍ତି ଦ୍ୱାରା, ଏଇ ସମୟରେ ହିଁ ଆସ, ମୁଁ ଯାହା ତମ କଥା ଦେଇଦେବି, ଆଉ ତାପରେ ଆସନି, ଆଉ ଦେବିନି। ମାନେ ଭଗବାନ ସତେ ଯେମିତି ସଟର ପକେଇଦେଲେ। ଅଫିସିଆଲ ରିଲିଜିୟସ୍ ପର୍ସନ୍। ତ
ତ ପ୍ରଭୁପାଦ ଏଟା ଲେଖିଛନ୍ତି, ମୁଁ ମନରୁ କହୁନି, ଏ ପ୍ରଭୁପାଦ ବାକ୍ୟ। ଆମେ ଆମ ଭାଷାରେ ଏଟା ଆଲୋଚନା କରୁଛେ ବୁଝିବା ପାଇଁ, ଜାଣିବା ପାଇଁ। ସୋ କଲ୍ଡ ଅଫିସିଆଲ ରିଲିଜିୟସ୍ ପର୍ସନ୍ସ କ୍ୟାନ୍ ନଟ୍ ଆଚିଭ୍ ଭକ୍ତି। ତଥାକଥିତ ଯୋଉ ଅଫିସିଆଲ ରିଲିଜିୟସ୍ ପର୍ସନ ମାନେ ଭକ୍ତି ପାଇବେନି। ଦେଖୁନାହାନ୍ତି ବୋଲବମ୍ ଶ୍ରାବଣ ମାସ ପାଣି ଫାଣି ଶିବଜୀଙ୍କୁ ଅଣାୟତ କରିଦେବେ, ନାକରେ ପାଣି ପୁରେଇକି କ'ଣ ଦେବେ, ବର ଆମକୁ ଦିଅ, ଯାହା ହଉଛି ଆମକୁ ବରଟା ଦେଇଦିଅ, ତୁମେ ଅଣାୟତ ହୁଅ ଯାହା ହୁଅ, ଆମର ସେଇଟା ଯାଏ ସାର୍। ଆଜିକାଲି ତ କ'ଣ ସେ ବୋଲବମ୍ ଯାଉଛନ୍ତି, ମୋତେ ଦେଖିଲେ ଖାଲି ହସ ଲାଗେ ନା। ସେ ପୁରା ବାଜୁଥିବ ଡିଜେ ଫିଜେ ବାଜିକି ଅବସ୍ଥା, ମାନେ କ'ଣ ତୁମେ କ'ଣ ଜଣୁଛ ଆମେ ଏତେ ବଡ଼ ଭକ୍ତ ନା କ'ଣ? ତ ଦେଖୁନାହାନ୍ତି ସେ ଅଫିସିଆଲ ରିଲିଜିୟସ୍। ଶିବଜୀଙ୍କର କିଏ କହେ ବୋଲବମ୍ ଯାଉଛନ୍ତି, ଏଇଟା ଠିକ୍ ନା ଭୁଲ? ଆପଣ କହିଲେ ବୋଲବମ୍ ଯିବାଟା ଯୋଉ ଯାଉଛନ୍ତି ପାଣି ନେଇକି, ଏଇଟା ଠିକ୍ ନା ଭୁଲ? ହଁ କ'ଣ କିଛି କହୁନାହାନ୍ତି? ଠିକ୍ ନା ଭୁଲ? ଠିକ୍। କିଏ କିଏ ହାତ ଟେକିଲେ ଠିକ୍? ଦେଖିଆ, ଆଉ କିଏ ହାତ ଟେକିବେନି? ଜଣେ, 2 ଜଣ, 3 ଜଣ। ଆଚ୍ଛା, 3 ଜଣ ହାତ ଟେକୁଛନ୍ତି ଠିକ୍ ବୋଲି, ଆଉ ଅନ୍ୟାନ୍ୟ ଭାବୁଛନ୍ତି ଭୁଲ ବୋଲି। 4 ଜଣ। ମୁଁ ଶାସ୍ତ୍ରରୁ ସବୁ ଅନୁସନ୍ଧାନ କରିକି କହେ, ମନରୁ କହେ ନା କୌଣସି ଜିନିଷ। ହଁ, ବୋଲବମ୍। ଆଚ୍ଛା, ବୋଲବମ୍ ଯଦି ଠିକ୍, କେତେ ବର୍ଷ ହେଲା ଆରମ୍ଭ ହେଲା ଏଇଟା? ଆଜିକାଲି ତ ବହୁତ ପ୍ରଚାର ହେଉଛି, ବୋଲବମ୍ ବହୁତ ଯାଉଛନ୍ତି। କେତେ ବର୍ଷ ହେଲା ଆରମ୍ଭ ହେଲା ଏଇଟା? କେଉଁଠୁ ଆରମ୍ଭ ହେଲା, କେବେ ଆରମ୍ଭ ହେଲା, କାହିଁକି ହେଇଥିଲା, ତାର ସବୁ ଇତିହାସ ରହିଛି, ଆମେ ସବୁ ଅନୁସନ୍ଧାନ କରୁଛୁ ନା। ତାକୁ କହିଲା ମାନେ ବର୍ତ୍ତମାନ ଗୋଟେ ଅଡୁଆ ହବ। ତାର ସବୁ କାରଣ ରହିଛି। ବୋଲବମ୍ ଯୋଉ ରହିଛି, ଏ ଯୋଉ ପାଣି ନେଇ ଯାଉଛନ୍ତି, କେବଳ ମୁଁ ଗୋଟିଏ ପଏଣ୍ଟ କହିବି, ଗୋଟିଏ ଦୃଷ୍ଟି ଆପଣ ବୁଝିନେବେ। ହଁ, ଶାସ୍ତ୍ର ସିଦ୍ଧାନ୍ତର ମୁଁ ଗୋଟେ ପଏଣ୍ଟ କହୁଛି। ଶିବଜୀଙ୍କୁ ଆମେ ପାଣି ଢାଳି ପ୍ରସନ୍ନ କରୁଛେ ନା ନାଇଁ? ଶିବଜୀଙ୍କୁ ପାଣି ଢାଳି ପ୍ରସନ୍ନ କରୁଛେ। କୋଉ ପାଣି ଢାଳୁଛେ? ହଁ, କୋଉ ପାଣି ଢାଳୁଛେ ଆମେ? କେଉଁ ପାଣିଟା ନେଇକି ଢାଳୁଛେ? ହଁ, କୋଉ ନଦୀର? ହଁ, ନଦୀ ନାଳ। ସେଠି କିଏ ଯାଇକି ଝାଡ଼ା ବସି ଶୌଚ ହେଇଛି, କିଏ ଛେପ ପକେଇଛି, କିଏ ବ୍ରସ୍ କରି ଛେପ ପକେଇଛି, ପାଣି ନେଇକି ଯାଇଛି ନା ନାଇଁ? ଆଚ୍ଛା, ସେ ପାଣି ନେଇକି ଆମେ ଶିବଜୀଙ୍କୁ ପ୍ରସନ୍ନ କରିଦେବା। ଆଚ୍ଛା, ଶିବଜୀଙ୍କ ମସ୍ତକରେ କ'ଣ ଅଛି? ଯିଏ ଗଙ୍ଗାଙ୍କୁ ଧାରଣ କରିଛନ୍ତି, ତୁମେ ତାଙ୍କୁ କୋଉ ଜଳ ଢାଳି ପ୍ରସନ୍ନ କରିବ? ସତ କି ନା ମା? ଯିଏ ଗଙ୍ଗାଙ୍କୁ ଧାରଣ କରିଛନ୍ତି, ତାଙ୍କୁ କୋଉ ଜଳ ଢାଳି ପ୍ରସନ୍ନ କରିବ ମତେ କୁହ? ହେଲା ଗୋଟେ ପଏଣ୍ଟ। ଏଭଳି ମୁଁ ସବୁ ବାହାର କରି ସବୁ ପଏଣ୍ଟ ୱାଇଜ। ଆପଣ କାଟିପାରିବେନି? କୋଉ କାଟିବେ କହୁନାହାନ୍ତି? କେମିତି କାଟିବେ? କାଟିବେ ଯଦି ପୁଣି ଆଉ ଗୋଟେ ବାହାରିବ। ଶୁଭୁନି, କ'ଣ କହୁଛ? କ'ଣ କହୁଛନ୍ତି? ହଁ, ଗଙ୍ଗା ଜଳ ହିଁ ଢାଳିବା, ଏଇଟା ଲେଖା ହେଇଛି। ହଁ, ସେ ଜାଗା ଠିକ୍, କେବଳ ଗଙ୍ଗା ଜଳ। ଆପଣ ଏତିକି ଜାଣିଥାନ୍ତୁ। ଠିକ୍ ଅଛି, କଥା ପ୍ରସଙ୍ଗରେ ଆସିଲାଣି ଯେହେତୁ ମୁଁ କହିଦେଉଛି, କିନ୍ତୁ ଏଇଟା ତାର ଅର୍ଥ ନୁହେଁ ଯେ ଆମେ ସେମାନଙ୍କୁ ନିନ୍ଦା କରିବା, ସେମାନଙ୍କୁ ଘୃଣା କରିବା। ନାହିଁ, କରୁଛନ୍ତି ଯେ ଯାହାକୁ ଅଫିସିଆଲ ରିଲିଜିୟସ୍ ପର୍ସନ, ସୋ କଲ୍ଡ ଅଫିସିଆଲ ରିଲିଜିୟସ୍ ପର୍ସନ୍ସ। ଶାସ୍ତ୍ର ସିଦ୍ଧାନ୍ତ ଆମେ ଜାଣିନେ ବା ସେମାନେ ଜାଣିନାହାନ୍ତି। ଏଇ ଯୋଉ ଶ୍ରାବଣ ମାସରେ ସବୁ କ'ଣ ବର୍ଷା ହୁଏ ନା, ସବୁଆଡ଼େ ବର୍ଷା ହୁଏ। ବର୍ଷା ହେଇକି ଅତ୍ରି ସ୍ମୃତିରେ ଏ କଥା ରହିଛି। ଶ୍ରାବଣ ମାସରେ ସବୁ ନଦୀ ନାଳ ଏଇ ସବୁ କ'ଣ ହେଇଥାନ୍ତି? ରଜସ୍ୱଳା ଧର୍ମରେ କ'ଣ ସେ ଧର୍ମରେ ଥାନ୍ତି। କେବଳ ପବିତ୍ର ଥାଏ ଗଙ୍ଗା, ଯମୁନା, ସରସ୍ୱତୀ ପବିତ୍ର ଥାଏ। କାହିଁକି ନା ସେ ଜଳକୁ କେହି କେବେ ଅପବିତ୍ର କରିପାରିବେ ନାହିଁ। କାହିଁକି? ଯେହେତୁ ଭଗବାନଙ୍କର ପାଦରୁ ବାହାରିଛନ୍ତି, ଭଗବାନଙ୍କ ପାଦରୁ ଯେହେତୁ ବାହାରିଛନ୍ତି ଗଙ୍ଗା, ସେଇଥିପାଇଁ ସେ କେବେ ଅପବିତ୍ର ହେବେ ନାହିଁ। ଗଙ୍ଗାରେ କ'ଣ ଶବ ଭାସି ଯାଉନି କି? ଗଙ୍ଗା ଜଳରେ ବି ଶବ ଭାସି ଯାଉଛି ନା। ଆଉ ଗଙ୍ଗାରେ ପୁଣି ତ ଜଳ ସମାଧି ଦଉଛନ୍ତି। ତ ଅଲଗା ସବୁ ନଦୀ ମାନେ ସେ ସମୟରେ କ'ଣ ହେଇଥାନ୍ତି? ଯୋଉ ଶ୍ରାବଣ ମାସରେ ରଜସ୍ୱଳା ହେଇଥାନ୍ତି। ରଜସ୍ୱଳା ମାନେ କ'ଣ? ଆସି ତ କ'ଣ ନଦୀ କେମିତି ରଜସ୍ୱଳା ହୁଅନ୍ତି? ରଜସ୍ୱଳା ମାନେ ଯୋଉ ବିଭିନ୍ନ ପ୍ରକାର ସବୁ ଅପଦାର୍ଥ ଗୁଡ଼ାକ, ଆବର୍ଜନା ଗୁଡ଼ାକ ତା ଭିତରେ ସବୁ ପ୍ରବେଶ କରିଥାଏ। ମଇଳା ଫଳା ହେଇକି ଝାଡ଼ା ଫେରିଥିବ କ'ଣ, ସବୁ ବର୍ଷା ଜଳ ହେଲା ମାନେ ସବୁ ପଶିଲା ସବୁ ପାଣି ଭିତରେ। ତ ସେଗୁଡ଼ା ଯୋଉ ପଶିଯାଆନ୍ତି, ସେ ଜଳଟା ଶୁଦ୍ଧ ରହେ ନାହିଁ, ତାର ଶୁଦ୍ଧତା ରହେ ନାହିଁ।
ଅତ୍ରି ସ୍ମୃତିରେ ଏକଥା କୁହାଯାଇଛି। ଆଉ ଗୋଟେ ଦୁଇଟା ସ୍ମୃତିରେ ଏକଥା କୁହାଯାଇଛି। ସେଥିପାଇଁ କେବଳ ଗଙ୍ଗା ଜଳ ହିଁ ପକାଯାଇପାରେ। ଶ୍ରାବଣ ମାସରେ ଜଳ ଢାଳିବାଟା ଠିକ୍, ଭୁଲ ନୁହଁ, କିନ୍ତୁ କେଉଁ ଜଳ ଢାଳିବେ ଏଇଟା ବିଚାର୍ଯ୍ୟ, ଏଇଟା ବିଚାର କରିବା ଉଚିତ। କିଏ ଏଟା ଜାଣିଥିଲେ? ହାତ ଟେକିଲେ। ଜାଣିଥିଲ ଅଲଗା ନଦୀ ଗୁଡା ସେଇଭଳି ରଜସ୍ୱଳା ହୁଅନ୍ତି, ଜାଣିଥିଲ? ଏଇଟା କିଏ ଜାଣିନଥିବେ। ତେଣୁ ଅଲଗା କୌଣସି ନଦୀର ଜଳ ଢାଳିବା ପାଇଁ କୁହାଯାଇ ନାହିଁ। ହଁ, ଗଙ୍ଗା ଜଳ ନେଇ ଢାଳୁନାହାନ୍ତି, କିଏ ମନା କରୁଛି? କର୍କଟ ସଂକ୍ରାନ୍ତିରୁ 3 ଦିନ ପର୍ଯ୍ୟନ୍ତ ନଦୀ ଗୁଡ଼ାକ ରଜସ୍ୱଳା ଥାନ୍ତି। ହଁ, କର୍କଟ ସଂକ୍ରାନ୍ତିରୁ 3 ଦିନ ପର୍ଯ୍ୟନ୍ତ ନଦୀ ଗୁଡ଼ାକ ରଜସ୍ୱଳା। ହଁ 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 ଆଦୌ କର୍କଟ କେହି ନଦ୍ୟ 3 ଦିନ ହଁ ହଁ, ଠିକ ଆପଣ ମନ୍ତ୍ର ଉଚ୍ଚାରଣ କରିଦେଲେଣି। ଆଉ କିନ୍ତୁ ବିଶେଷ କରି ଶ୍ରାବଣ ମାସରେ ସେଟା ପୁରା ଶ୍ରାବଣ ମାସରେ ପୁରା ଧରା ହେଇଛି। ତେଣୁ ଗଙ୍ଗା ଜଳକୁ ଢାଳେ। ଆଜିକାଲି ଆମେ ତ କାହାକୁ କହିପାରିବାନି। ଏଇଟାକୁ ଯଦି ଆପଣ ଯାଇ କହିବେ କାହାକୁ, ଆପଣ ଯାଇ କହୁନାହାନ୍ତି, ଯୋଉ ବୋଲ ବମ୍ ଯାଉଛନ୍ତି, ଯୋଉ ବାଜା ଫାଜା ବଜେଇକି ଯୋଉ ପ୍ରକାର ଯାଉଛନ୍ତି, ତାଙ୍କୁ ଯଦି କହିବେ ଭଳିଆ, ସିଏ କ'ଣ କହିବେ ଜାଣିଛନ୍ତି ନା? ଯା ମ, ଆମକୁ ପାଠ ପଢଉଛୁ। ସିଏ ଆପଣଙ୍କ କଥା ଜମା ଶୁଣିବେନି। ଆପଣ ଠିକ କଥା କହୁଥାଇ ପାରନ୍ତି, କିନ୍ତୁ ଆପଣଙ୍କ କଥା ସିଏ ଶୁଣିବେ ନାହିଁ। ତ କୋଉ କଥାରେ ମୁଁ କୁଆଡେ ଆସିଲି? ଏଇ ଅଫିସିଆଲ ରିଲିଜିୟସ୍ ପର୍ସନ୍ସ, so called official religious persons cannot achieve bhakti. They are not serious, they are careless. They are not serious, ମାନେ ସିରିୟସ୍ ନୁହନ୍ତି। ତ ବୈରାଗ୍ୟ ଯୋଉ ପଚାରୁଛନ୍ତି, ମା ଯୋଉ ପଚାରୁଛନ୍ତି, ମୋତେ ବୈରାଗ୍ୟ ବିଷୟରେ ବୁଝେଇକି କୁହ, ଏଇଥିପାଇଁ ନା ଭକ୍ତ ପ୍ରବେଶାୟ କିଞ୍ଚିତ ବୈରାଗ୍ୟ ଅପେକ୍ଷାତ। ଭକ୍ତିରେ ପ୍ରବେଶ ପାଇଁ କିଞ୍ଚିତ ବୈରାଗ୍ୟ ଆବଶ୍ୟକ। ବୈରାଗ୍ୟଟା କ'ଣ? ଶୁଣିବା, ଆଗକୁ ଆସିବ। କେବଳ ଏତିକି ବୁଝିଥାନ୍ତୁ, ଅନାସକ୍ତ ଭାବ। ସଂସାର ରହିବେ, କିନ୍ତୁ ଅନାସକ୍ତ ଭାବରେ ରହିବେ। କାରଣ ଯାହାର ଯେଉଁ ବସ୍ତୁ ପ୍ରତି ଯେତିକି ଆସକ୍ତି ରହିଛି, ସେ ସେଇ ବସ୍ତୁରୁ ସେତିକି ଦୁଃଖ ପାଇବ। ଆମ ପାଖରେ ଯେଉଁ ବସ୍ତୁ ରହିଛି, ଆମ ସହିତ ଯେଉଁ ଯେଉଁ ବସ୍ତୁ ସବୁ ସମ୍ବନ୍ଧିତ ହେଇକି ରହିଛି, ସେଗୁଡାକ ଆମର ନୁହଁ, କର୍ମଫଳ ହିସାବରେ ଆମ ସହିତ ଯୁକ୍ତ ହେଇଛି। ପୁଣି କର୍ମଫଳ ହିସାବରେ ସେ ଆମଠୁ ପୁଣି ବିଚ୍ଛିନ୍ନ ହେଇଯିବ। ଆମର ଆସକ୍ତିଟା ହିଁ ଆମର ଦୁଃଖର କାରଣ। ସେଥିପାଇଁ ବୈରାଗ୍ୟ ଆବଶ୍ୟକ। ତେବେ ସେ ବୈରାଗ୍ୟ କେମିତି ଆସିବ ଏଠି କହୁଛନ୍ତି। ମା ଦେବହୂତି ପଚାରିଲେ, କହିଲେ ମତେ ଆପଣ ବୈରାଗ୍ୟ ବିଷୟରେ କୁହନ୍ତୁ, ଏବଂ ସେ ବୈରାଗ୍ୟ କେମିତି ଆସିବ? ନା ଆଚକ୍ଷ ଜୀବଲୋକସ୍ୟ ବିବିଧା ମମ ସଂସ୍କୃତି। ଜୀବ ଏ ସଂସାର ଚକ୍ର ଯୋଉ ଭ୍ରମଣ କରୁଛି, ଏ ସଂସାର ଚକ୍ରରେ ଭ୍ରମଣ କରିକି ଯୋଉ ଦଶା ଗୁଡାକ ପ୍ରାପ୍ତ ହଉଛି, ମତେ ସେଗୁଡାକ ବୁଝେଇକି କୁହ, ଯାହାଫଳରେ ମୋର ସଂସାର ପ୍ରତି ବୈରାଗ୍ୟ ଆସିବ। କ'ଣ ବୁଝିପାରିଲେ? ଜୀବ ଭ୍ରମଣ କରୁଛି, ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ଭ୍ରମଣ କଲା, ପୁଣି ମୃତ୍ୟୁବରଣ କଲା ପରେ ପୁଣି ଅଥର ସଂସାରକୁ ଆସିଲା। ତ ଏଇ ଯୋଉ ଭ୍ରମଣ ଚାଲିଛି, এই ଭ୍ରମଣ ଅବସ୍ଥାରେ ସେ ଯୋଉ ଦୁଃଖଦ ସ୍ଥିତି ପ୍ରାପ୍ତ ହଉଛି, ସାଂସାରିକ ସମସ୍ୟାର ସମ୍ମୁଖୀନ ହଉଛି, ଏଗୁଡାକ ମତେ ବୁଝେଇକି କୁହ, ଯାହାଫଳରେ ମୋର ବୈରାଗ୍ୟ ଆସିବ। ଆମେ ସମସ୍ତେ ସେ ସମସ୍ୟାକୁ ସାମ୍ନା କରୁଛେ, କିନ୍ତୁ ବୁଝିପାରୁନେ, ଜାଣିପାରୁନେ। ସେଇଥିପାଇଁ ଶାସ୍ତ୍ର ଏ କଥା କୁହାଯାଇଛି। ସେଥିପାଇଁ ମା ପଚାରିଲେ। ଆଉ ବହୁତ ଗୁରୁତ୍ୱପୂର୍ଣ୍ଣ ଏଇ ଯୋଉ ପ୍ରବଚନ ବିଷ୍ଣୁପ୍ରିୟା ମାତାଜୀ କହିଲେ ଏ କଥା ଶୁଣିବା ପାଇଁ। ବାସ୍ତବରେ ଏ କଥା ଥରେ ନୁହଁ, ଦୁଇଥର ନୁହଁ, ବାରମ୍ବାର ଶୁଣିବା କଥା। ବିଶେଷ କରି ଏଇ ପ୍ରବଚନ ବାରମ୍ବାର ଶୁଣିବା କଥା। ଏ ସତ୍ୟ ଶୁଣିଲେ ହିଁ ସଂସାର ପ୍ରତି ଆଉ କ'ଣ କହିବି, ମୁଁ ଖୋଲା କଥା କହୁଛି। ମୋର ତ ଥିଲା ପୂର୍ବରୁ ତ ବୈରାଗ୍ୟ ଭାବଟା ଥିଲା। ଘରେ ଥିଲାବେଳେ, ମୁଁ ଘରେ ଥିଲାବେଳେ ଭାଗବତ ପଢ଼ୁଥିଲି, ଏଇ ପ୍ରସଙ୍ଗ ପଢ଼ିଛି, ଘର ଛାଡ଼ିଛି। ଏଇ ପ୍ରସଙ୍ଗ ବହୁତ ସୁନ୍ଦର, ଭଗବାନଙ୍କର ସୁନ୍ଦର ଶିକ୍ଷା। ତାମାନେ ଏଟାକୁ ଶୁଣିକି ଭାବିନି ଇ ବାବାରେ ଶଇଲାରେ କଥା, ଆଉ ଯିବାନି, ଏ ବାବା କି ପ୍ରବଚନ ଦେବେ, ସବୁ ଘର ଛାଡ଼ି ପଳେଇବା। ନାଇଁ, ତାର ଅର୍ଥ ନାହିଁ କେହି ଛାଡ଼ି ଯାଇପାରିବନି ବି। କିନ୍ତୁ ସଂସାର ରୁହ, ସଂସାର ରହିବା। ଭଗବାନ ତ ସୃଷ୍ଟି କରିଛନ୍ତି ସଂସାର ନା, ବ୍ରହ୍ମା ସୃଷ୍ଟି କରୁଛନ୍ତି ସଂସାର, ବ୍ରହ୍ମା ତ ବିସ୍ତାର କରିଛନ୍ତି ଜୀବମାନଙ୍କୁ। କିନ୍ତୁ ଆମେ କେମିତି ରହିବା, ଭଗବାନଙ୍କ ସହିତ କେମିତି ଯୁକ୍ତ ହେବା, ସେଟା ବୁଝିବା ଉଚିତ। ତେଣୁ କିଞ୍ଚିତ ବୈରାଗ୍ୟ ଅପେକ୍ଷାତ, ବୈରାଗ୍ୟ ଅନାସକ୍ତ ଭାବରେ ରହିବା। ସବୁକିଛି ରହିବା ଆମ ସହିତ, କର୍ମଫଳ ହିସାବରେ ଯାହା ଅଛି ସେଟା ଅଛି, ଆସିବ, ମିଳିବ। ଆମେ କେମିତି ଆମ ଭାବଟାକୁ କେମିତି ରଖିବା। ସେଥିପାଇଁ ସଂସାର ଯୋଉ ଭ୍ରମଣ ଚକ୍ରରେ ବ୍ୟକ୍ତି ଯୋଉ କଷ୍ଟ ପାଉଛି, ଦୁଃଖ ପାଉଛି, ମତେ ସେଟା ବୁଝେଇକି କୁହ ବୋଲି ମା ପଚାରୁଛନ୍ତି। କେତେ କଷ୍ଟ। ହଁ, ଭଗବାନ ଯୋଉ କହିଲେ ଦୁଃଖାଳୟମ୍ ଅଶାଶ୍ୱତମ୍, ଜଗତଟା କେମିତି ଦୁଃଖ ଭଗବାନ ପୁଣି ବୁଝେଇବେ। ଗୀତାରେ ତ କହିଦେଲେ, ଭାଗବତରେ ବୁଝେଇବେ ମାଙ୍କ ମାଧ୍ୟମରେ। ଏ ହେଲା ଦ୍ୱିତୀୟ ପ୍ରଶ୍ନ। ତୃତୀୟ ପ୍ରଶ୍ନ ପଚାରିଲେ,
कालस्य ईश्वर रूपस्य परेशं च परस्यते स्वरूपं बत कुर्वन्ति यथेतो कुशलं जना। कहले मते काल विषय बुझे कि कहतु। कालस्य ईश्वर रूपस्य जो काल हूँ ईश्वर रूप भगवान रूप भगवान को ही पचारुंट काल विषय आप बुझे कहते जो हूँ भगवान रूप ईश्वर रूप आ जो काल को जो मैंने बुद्धिमान से मैंने जानती बुझंती बुझिकी भय करती काल केते शक्तिशाली। हाँ स्वरूपं बद कुर्वन्ति यथे तो कुशलं जना। कुशलं जना जो मैंने कुशली जो मैंने बुद्धिमान हाँ से मैंने कालर सठिक व्यवहार करते आम जो कह ना समय सठिक व्यवहार करवा समय सठिक व्यवहार करती जो मैंने बुद्धिमान से काल विषय बुझे कहतु। तो कौन से काल कालर प्रभावटा कौन कालर सठिक व्यवहार कौन से विषय भगवान बुझेबे। तमाने माँ केते सुंदर जिज्ञासा कर देखु आम कहे आम टाइम टाइम पास होनी टाइम पास कौन बादाम खोज टाइम पास बादाम ना टाइम पास टाइम पास कौन तुम टाइम पास होनी ना टाइम बा चुटी धरी काला धरी चुटी धरी बर्तमान केते वर्ष बीते सारे आ टाइम पास होनी कौन कि आम बुझी पारे भगवान बुझेबे से काल कि शक्तिशाली काल आम केमी ग्रास कर चलती भागवत बहुत जगह काल विषय प्रवचन रही बहुत जगह रही आप पढ़े पढ़ले धीरे धीरे सब जापर तो कम से कम श्रवण कले बहुत जिन जापर समय तो हेले समय आमको इंगित कले बर्तमान कथा विश्राम दियो आसंता काली शुणा। तेणु आम ये जो 3टा प्रश्न शुणिले माँ देवहूति जो जिज्ञासा कर यार उत्तर रे भगवान प्रवचन देवे बहुत सुंदर प्रवचन आउ समस्ते सठिक समय आसी पहुँचे अन्य मानक सूचना देवे अन्य मानक डाकी आणवे आपणकर जी जी संपर्क अच्छा आपण जहाँकर मंगल चाहूँगी समस्त डाकिवे उद्देश्य कौन उद्देश्य हूँ आम या द्वारा भगवान को भल पाइपर आम जाना आम निज स्वरूप विषय जापर भगवान भल पाइबा आ केते सुंदर महा प्रश्न पचार देखिए तार उत्तर सब कौन आसो तेरे कथा को विश्राम देवा समस्त बहुत बहुत धन्यवाद 2 मिनट नाम संकीर्तन करवा कथा विश्राम।